ठीक ଅଛି ପ୍ରଭୁ ହରେ କୃଷ୍ଣ। हरे कृष्ण थैंक यू। हरे तेणु ଏଠି ଦି ପ୍ରକାର ଲୋକଙ୍କ ଉପରେ ଇଫେକ୍ଟ ଅଲଗା ଅଲଗା ଆସୁଛି। ଭକ୍ତ ମାନଙ୍କୁ ଉତ୍ସାହିତ ହଉଛନ୍ତି ଏବଂ ଯୋଉମାନେ ଭକ୍ତ ନୁହନ୍ତି ତାଙ୍କ ହୃଦୟକୁ ବିଦାରଣ କରିଦଉଛି। ତେଣୁ ଏଇଭଳିଆ ଭଗବାନଙ୍କ ଯେ ରୂପ ଏଠି ଦର୍ଶନ କଲା ବେଳକୁ କିନ୍ତୁ ନୃସିଂହଦେବଙ୍କୁ ଦର୍ଶନ କଲା ବେଳକୁ ତେଣୁ ଦି ପ୍ରକାର ଭାବ ଆସୁଛି। ଭକ୍ତ ପ୍ରହ୍ଲାଦକୁ ବହୁତ ଖୁସି ଦଉଛନ୍ତି ଆଉ ହିରଣ୍ୟକଶ୍ୟପକୁ ସେ ବୋଧେ ମାନେ ମୃତ୍ୟୁ ରୂପରେ ଆସୁଛନ୍ତି ଭୟ। ସେଭଳିଆ ତେଣୁ ଏଇ ଯୋଉ ବର୍ତ୍ତମାନ ଏଇ ଶ୍ଲୋକରେ ସେଇଟା କୁହାଯାଉଛି ଯେ କେମିତି ସେଇ ଇଫେକ୍ଟଟା ଅଲଗା ଅଲଗା ଇଫେକ୍ଟ ଆସୁଛି ବୋଲି ଏଠି କୁହାଯାଉଛି। ତେଣୁ ଅର୍ଜୁନ ଆଫ୍ଟର ହିୟରିଂ ଫ୍ରମ୍ କୃଷ୍ଣ ଆବାଉଟ୍ ଦି ଆଉଟକମ୍ ଅଫ୍ ଦି ବ୍ୟାଟଲ ଅଫ୍ କୁରୁକ୍ଷେତ୍ର ବିଙ୍ଗ ଏନଲାଇଟେଣ୍ଡ। ଓଡ଼ିଆରେ ପଢିବେ କି ପର୍ପଟଟା ତାତ୍ପର୍ଯ୍ୟ 36 ନମ୍ବର। आज्ञा प्रभु जी। श्लोक 36। हे ऋषिकेश, ଆପଣଙ୍କ ନାମ ଶୁଣି ସମଗ୍ର ଜଗତ ଖୁସି ହେଉଛି ଏବଂ ଏହିପରି ସମସ୍ତେ ଆପଣଙ୍କ ପ୍ରତି ଆସକ୍ତ ହେଉଛନ୍ତି। ଯଦିଓ ସିଦ୍ଧ ମାନବଗଣ ଆପଣଙ୍କୁ ଭକ୍ତିପୂର୍ଣ୍ଣ ପ୍ରଣତି ଜଣାଉଛନ୍ତି, ତଥାପି ରାକ୍ଷସମାନେ ଭୀତତ୍ରସ୍ତ ହୋଇ ଏଣେ ତେଣେ ପଳାଇ ଯାଉଛନ୍ତି। ଏସବୁ ଠିକ୍ ଭାବେ ହେଉଅଛି। ହରେ କୃଷ୍ଣ। ତାତ୍ପର୍ଯ୍ୟ ଭାବାର୍ଥ, କୃଷ୍ଣଙ୍କ ଠାରୁ କୁରୁକ୍ଷେତ୍ର ଯୁଦ୍ଧର ଫଳାଫଳ ଶୁଣି ସାରିଲା ପରେ ଅର୍ଜୁନ ଭଗବାନଙ୍କର ଏକ ଦିବ୍ୟାଲୋକ ପ୍ରାପ୍ତ ଭକ୍ତ ହୋଇଗଲେ। ସେ ସ୍ୱୀକାର କଲେ ଯେ କୃଷ୍ଣଙ୍କ ଦ୍ୱାରା ଯାହା କିଛି ହେଉଛି ତାହା ସବୁ ଠିକ୍। ଅର୍ଜୁନ ସ୍ୱୀକାର କଲେ ଯେ କୃଷ୍ଣ ହେଉଛନ୍ତି ପାଳନକର୍ତ୍ତା ଏବଂ ଭକ୍ତମାନଙ୍କର ପୂଜ୍ୟ ଅର୍ଥାତ୍ ପୂଜାର ଦେବତା ଏବଂ ସେ ଅସୁରମାନଙ୍କର ଧ୍ୱଂସକାରୀ ଅଟନ୍ତି। ତାଙ୍କର କାର୍ଯ୍ୟକଳାପ ସମସ୍ତଙ୍କ ପ୍ରତି ମଙ୍ଗଳଦାୟକ ଅଟେ। ଅର୍ଜୁନ ଏଠାରେ ବୁଝିପାରିଲେ ଯେ ଯେତେବେଳେ କୁରୁକ୍ଷେତ୍ର ଯୁଦ୍ଧ ଶେଷ ହୋଇଥିଲା, ସେତେବେଳେ ବାହ୍ୟାକାଶରେ ଅନେକ ଦେବତା, ସିଦ୍ଧଗଣ ଏବଂ ଉଚ୍ଚ ଲୋକର ବୁଦ୍ଧିଜୀବୀଗଣ ବହୁତ ସଂଖ୍ୟାରେ ଉପସ୍ଥିତ ଥିଲେ ଏବଂ ସେମାନେ ଯୁଦ୍ଧ ଦେଖୁଥିଲେ, କାରଣ ସେଠାରେ କୃଷ୍ଣ ଉପସ୍ଥିତ ଥିଲେ। ଯେତେବେଳେ ଅର୍ଜୁନ ଭଗବାନଙ୍କର ବିଶ୍ୱରୂପ ଦେଖିଲେ, ସେତେବେଳେ ଦେବତାଗଣ ଏଥିରେ ଖୁବ୍ ଆନନ୍ଦ ଅନୁଭବ କଲେ, କିନ୍ତୁ ଅନ୍ୟମାନେ ଅର୍ଥାତ୍ ରାକ୍ଷସ ଓ ନାସ୍ତିକମାନେ ଭଗବାନଙ୍କର ସ୍ତୁତିଗାନକୁ ସହ୍ୟ କରିପାରିଲେ ନାହିଁ ବା ସେଠି ରହିପାରିଲେ ନାହିଁ। ପରମ ପୁରୁଷ ଭଗବାନଙ୍କର ଭୟଙ୍କର ରୂପ ଦେଖି ସେମାନେ ଭୟରେ ପଳାଇଗଲେ। କୃଷ୍ଣଙ୍କର ଭକ୍ତମାନଙ୍କ ପ୍ରତି ପୁଣି ନାସ୍ତିକମାନଙ୍କ ପ୍ରତି ଯେଉଁ ବ୍ୟବହାର, ତାହା ଦେଖି ଅର୍ଜୁନ ତାଙ୍କୁ ପ୍ରଶଂସା କରିଛନ୍ତି। ସେ ସବୁ ଅବସ୍ଥାରେ ଭକ୍ତ ହିଁ ଭଗବାନଙ୍କର ଗୌରବଗାନ କରେ, କାରଣ ସେ ଭଲ ରକମରେ ଜାଣିଥାଏ ଯେ ଭଗବାନ ଯାହା କରନ୍ତି ସବୁ ମଙ୍ଗଳ ପାଇଁ। ହରେ କୃଷ୍ଣ ପ୍ରଭୁଜୀ, ଏଇ ଯୋଉ ପଢିଲା ଆମେ ଏଠି ଅଛି କି ମାନେ ରାକ୍ଷସ ମାନେ ଦେବତା ମାନେ ଖୁସି ହେଲେ ଆଉ ରାକ୍ଷସ ମାନେ ଡରିଗଲେ, ଭୀତତ୍ରସ୍ତ ହେଇଗଲେ। ତ କଣ ରାକ୍ଷସ ମାନେ ବି ଦେଖି ପାରୁଥିଲେ ପ୍ରଭୁଜୀ ବିଶ୍ୱରୂପକୁ? ରାକ୍ଷସ ଦେଖିପାରୁନଥିଲେ। ଆଜ୍ଞା। When Arjuna saw the universal form of the Lord, the demigods took pleasure in it, but others who are demons and atheists could not stand it. When the Lord was praised. ନାଇଁ, ଅର୍ଜୁନ ଯେତେବେଳେ ତାଙ୍କୁ ଦେଖିକି ସେମାନେ ଦେଖିପାରୁନଥିଲେ। ଅର୍ଜୁନ ଯେତେବେଳେ ତାଙ୍କୁ ଦେଖି ସାରିକି ଯେତେବେଳେ ତାଙ୍କୁ ଏଇଭଳିଆ ବର୍ଣ୍ଣନା କରୁଥିଲେ, ପ୍ରେଜ୍ କରୁଥିଲେ, ତ ସେ ଆଜ୍ଞା। ସେଇଟାକୁ ଶୁଣି ପାରୁଥିଲେ ସେମାନେ ନା, ଯେ ଭଗବାନ ଆଚ୍ଛା। କୋଉ ରୂପରେ ଆସୁଛନ୍ତି ବୋଲି। ତେଣୁ ତାଙ୍କୁ ଦିବ୍ୟ ଚକ୍ଷୁ ଭଗବାନ ଦେଇନଥିଲେ ନା, ଆଜ୍ଞା ଯାହାକୁ ପ୍ରଭୁଜୀ। ଦିବ୍ୟ ଚକ୍ଷୁ ଦିଆଯିବ ସିଏ ଦେଖିପାରିବେ, ଅନ୍ୟ ଦେଖିପାରିବେନି। ସେଠି ଅର୍ଜୁନକୁ ଯୋଗ ଦିଆଯାଇଥିଲା। ସଞ୍ଜୟ ତାଙ୍କର ଗୁରୁଦେବଙ୍କ କୃପାରୁ ଦର୍ଶନ କରିପାରିଥିଲେ, ଅନ୍ୟମାନେ ସମସ୍ତେ ଦର୍ଶନ କରିପାରୁନଥିଲେ ବୋଲି ଆଗରୁ ଆମେ ପଢିଛନ୍ତି। ଆଜ୍ଞା ତେଣୁ ଆଜ୍ଞା ସେଇ ପ୍ରଭୁଜୀ। ପାଇଁ ସେ ଯେତେବେଳେ ଅର୍ଜୁନ ତାଙ୍କୁ ଦେଖିକି ଯେତେବେଳେ ତାଙ୍କୁ ପ୍ରାର୍ଥନା କରୁଛନ୍ତି, ପ୍ରେଜ୍ କରୁଛନ୍ତି ଏଇଭଳିଆ ରୂପରେ, ତାଙ୍କର ସେ ପ୍ରେଜ୍ ଟାକୁ ଇଏ ଶୁଣିକି ଇଏ ଭୟଭୀତ ହେଇଯାଉଛନ୍ତି। ଭକ୍ତମାନେ ଦେବତା ମାନେ ଖୁସି ହେଇଯାଉଛନ୍ତି, କିନ୍ତୁ ରାକ୍ଷସ ମାନେ ଭୟଭୀତ ହେଇଯାଉଛନ୍ତି। ସେଇ ଯୋଉ ଏଫେକ୍ଟ କୁହାଯାଉଛି ଯେ ଭଗବାନଙ୍କୁ ଭକ୍ତଙ୍କୁ ଖୁସି ଦିଅନ୍ତି, କିନ୍ତୁ ନୃସିଂହଦେବ ସେମିତି ସେଇଭଳିଆ ଯେମିତି ଶଙ୍ଖ କଥା କୁହାଗଲା, ସେମିତି ଏଠି ସେଇଭଳିଆ ତାଙ୍କର ଗ୍ଲୋରିଫିକେସନ ଶୁଣିକି ସିଏ ଭୟଭୀତ ହେଇଯାଉଛନ୍ତି, ମାନେ ଏଇଭଳିଆ ରୂପରେ। ତ ଏବଂ ସେ ଦେଖିଲେ କେମିତି ତାଙ୍କର ମୁଖ ଭିତରେ ଭଗବାନଙ୍କର ମୁଖ ଭିତରେ କେମିତି ପ୍ରବେଶ କରୁଥିଲେ, କର୍ଣ୍ଣ ଦ୍ରୋଣ ମାନେ ସବୁ କରୁଛନ୍ତି, ଅପୋଜିଟ ପାର୍ଟି ବାଲା କେମିତି ପ୍ରବେଶ କରୁଥିଲେ। ତାର ଦିଟା ଏକ୍ସାମ୍ପଲ ଦିଆଯାଇଛି, କୋଉ ଭଳିଆ ପଶୁଥିଲେ, ଯେମିତି ନଦୀ ଯେମିତି ସମୁଦ୍ର ଭିତରେ ପଶେ, ବା ଯେମିତି ପତଙ୍ଗ ନିଆଁ ଭିତରକୁ ପଶିଯାଏ। ଦିଟା ଏକ୍ସାମ୍ପଲ ଦିଆଯାଇଛି ଆଗରୁ। ସେଇଭଳିଆ ଏଇସବୁ ଶୁଣିଲା, ଏଇ ଦେଖିକି ଶୁଣିଲା ପରେ ସେମାନେ ଆଜ୍ଞା। ଭୟଭୀତ ଯାଉଛନ୍ତି ଯେ ଆମେ ବି କାଳ ରୂପରେ ଭଗବାନ ଆମକୁ ବି ଗ୍ରାସ କରିନେବେ। ତେଣୁ ସେ ଭୟଭୀତ ଯାଉଛନ୍ତି। ତେଣୁ ତାଙ୍କର ପ୍ରେଜ ଶୁଣିକି ଭୟଭୀତ ଯାଇଛନ୍ତି। ଆଜ୍ଞା ଆଜ୍ଞା ପ୍ରଭୁଜୀ। ପ୍ରଭୁଜୀ ମାନେ ବିଶ୍ୱରୂପ
ଯୋଉ ଭଗବାନ ଦେଖଉଛନ୍ତି ଆଉ କହୁଛନ୍ତି, ମାନେ ସେଇଟା ଦୁଇଟା ଡିଫରେଣ୍ଟ ନା ଗୋଟେ? ମାନେ ବିଶ୍ୱରୂପରେ ମାନେ ଭଗବାନ ଅଁ, ରଥରୁ ଯାଇକି ବିଶ୍ୱରୂପ ହେଇଯାଇଛନ୍ତି, ନା ରଥରେ ବସିଛନ୍ତି ଆଉ ବିଶ୍ୱରୂପ ଅନ୍ୟ ଦେଖଉଛନ୍ତି? ସେଇ ଜାଗାରେ ଦର୍ଶନ ହେଇଗଲା ନା, ଅର୍ଜୁନ ବସିଛନ୍ତି, ଆଜ୍ଞା ଭଗବାନ ଛିଡା ହେଇଛନ୍ତି ନା କହୁଛନ୍ତି। ଅର୍ଜୁନ ହାତ ଯୋଡିକି ବସିଛନ୍ତି ନା, ଆଉ ଆଜ୍ଞା ଗୀତା ଭଗବାନ ଯେ କହୁଛନ୍ତି ଛିଡା ହେଇକି କହୁଥିଲେ। ବର୍ତ୍ତମାନ ଆଜ୍ଞା ସେଇ ଜାଗାରେ ଅର୍ଜୁନ ସେଇ ଜାଗାରେ ବସିକି ଭଗବାନଙ୍କୁ ବିଶ୍ୱରୂପକୁ ଦର୍ଶନ କଲେ ନା। ଆଜ୍ଞା। ତ ଭଗବାନ ସେଇଠି ମାନେ ଶ୍ୟାମ ସୁନ୍ଦର ରୂପରେ ବି ଅଛନ୍ତି ଆଉ ବିଶ୍ୱରୂପ ବି ଅଛି, ଏମିତି ସିଚୁଏସନ କି ପ୍ରଭୁ? ହଁ, ଶ୍ୟାମ ସୁନ୍ଦର ରୂପ ପରେ ଦେଖେଇବେ ନା। ବର୍ତ୍ତମାନ ଦର୍ଶନ କରଉଛନ୍ତି, ଭଗବାନ ସେଇଠି ଅଛନ୍ତି, ଭଗବାନଙ୍କର ପ୍ରେଜେନ୍ସ ଭଗବାନ ଅଛନ୍ତି, କିନ୍ତୁ ବର୍ତ୍ତମାନ ବିଶ୍ୱରୂପକୁ ଦର୍ଶନ କରାଉଛନ୍ତି। ଆଚ୍ଛା। ତାପରେ ଆସିବ ଭଗବାନ, ଅର୍ଜୁନ ତାପରେ କହିବେ ଯେ ପ୍ରଭୁ ନାଇଁ, ମୁଁ ଆଉ ଏଭଳିଆ ରୂପ ଆଉ ମୁଁ ଦର୍ଶନ କରିପାରିବି ଦର୍ଶନ ନାହିଁ। କରିପାରିବିନି, ଶ୍ୟାମ ସୁନ୍ଦର ତେଣୁ ରୂପ ଆପଣ ମତେ କୃପା ଦେଖାନ୍ତୁ। ଡାଇରେକ୍ଟ ସବସ୍ଟାନ୍ସ ତ ନାହିଁ। ତାପରେ କୃପା କରିକି ଆପଣ ଅରିଜିନାଲ ଫର୍ମକୁ ଆସନ୍ତୁ ବୋଲି କହିବେ। ହୁଁ ହୁଁ ହୁଁ। ତାପରେ ଭଗବାନ ସେଠୁ ବିଶ୍ୱରୂପରୁ ଚତୁର୍ଭୁଜ ଫର୍ମକୁ ଆସିବେ। ତାପରେ ଯାଇକି ଦ୍ୱିଭୁଜ ଦେବୀ ଶ୍ୟାମ ଯଥା। ସୁନ୍ଦର ଫର୍ମକୁ ଆସିବେ, ଅରିଜିନାଲ ଫର୍ମକୁ ଆଜ୍ଞା। ଆସିବେ। ଷ୍ଟେପ ବାଇ ଷ୍ଟେପ ଅଛି ତାପରେ। ତେଣୁ ଏଠି in all cases a devotee glorify the Lord because he knows that whatever he does is good for all। ଭଗବାନଙ୍କୁ ଯଦି ଯଦି ବି ଭଗବାନ କାହାକୁ ବି କୋଉ ଭଳିଆ ବି ଟ୍ରିଟ କରନ୍ତି, ଭକ୍ତ ସବୁ କେସରେ ଭଗବାନଙ୍କୁ ଗ୍ଲୋରିଫାଏ କରିବ। ଏଠି ଯୋଉ ଲାଷ୍ଟ ଲାଇନ ପ୍ରଭୁପାଦ କହୁଛନ୍ତି, କାହିଁକି ସିଏ ଜାଣିଛନ୍ତି ଯାହା ବି ଭଗବାନ କରିଛନ୍ତି ସେ ସର୍ବମଙ୍ଗଳକାରୀ, ତେଣୁ ଆମର ନିଶ୍ଚୟ ମଙ୍ଗଳ ହବ। ତେଣୁ ଭକ୍ତ ବି ଯୋଉ ଡିଫିକଲ୍ଟରେ ଆସିଲେ ବି ସେ ଭଗବାନଙ୍କୁ ସେଟା ଗ୍ଲୋରିଫାଏ କରେ। ତେଣୁ କିନ୍ତୁ ଭକ୍ତ ମାନଙ୍କ ଯୋଉମାନେ ନୁହନ୍ତି, ସେମାନେ ଭଗବାନଙ୍କୁ ସବୁବେଳେ ସବୁ ସିଚୁଏସନରେ ସେ ବ୍ଲେମ କରନ୍ତି। ମାନେ ଯଦି ଭଲ ବି ହୁଏ, ସେ ଭାବି ଏଇଟା ମୋ ବଳରେ ଆସିଲା, ମୋ ଦ୍ଵାରା ମୁଁ କଲି, ନାଇଁ କି ସେମାନେ ଭଗବାନଙ୍କୁ କିଛି ମାନିବେନି। ଆଉ ଯଦି ଖରାପ ବି ଆସିଲା, ତାହେଲେ ସେଟାକୁ ଭଗବାନଙ୍କୁ ବ୍ଲେମ କରିଦେବେ। ତ ମାନେ ଜଷ୍ଟ ଉଲ୍ଟା। ଆଉ ଭକ୍ତ ଯେତେବେଳେ ଦିଟାକ ସିଚୁଏସନରେ ଦୁଃଖ ଆସିଲେ ବି ସେ ଭାବେ ଯେ ଭଗବାନ କୃପା କରିକି ମତେ ରିଡ୍ୟୁସ କରିଦେଲେ, ଆହୁରି ମତେ ବେଶୀ କର୍ମ ଫଳ ପାଇବାର ଥିଲା। ଆଉ ଯେତେବେଳେ ଭଲ ଜିନିଷଟା ଆସେ, ସେ ଜାଣିଛି ମୋର କିଛି ପାଇବାର କ୍ରେଡିଟ ନଥିଲା, ମୋର କିଛି ଯୋଗ୍ୟତା ନାହିଁ, ସବୁ ଭଗବାନଙ୍କର କୃପାରୁ ମତେ ଏତିକି ଆଜି ଯାହା ବି ଭଲ ହେଲା। ତେଣୁ ସେଇଭଳିଆ ଜଷ୍ଟ ଅପୋଜିଟ ଇଏ। କିନ୍ତୁ ଭକ୍ତ ସବୁବେଳେ ସବୁ ସିଚୁଏସନରେ ସେ ଭଗବାନଙ୍କର ଗୁଣଗାନ କରେ। ତାକୁ ଦୁଃଖରେ ରହିଲେ ବି ଗୁଣଗାନ କରିଯିବ, ସୁଖରେ ରହିଲେ ବି ଗୁଣଗାନ କରିଯିବ। ତେଣୁ ଯୋଉଠି ଥାଅ, ତେଣୁ ସେବେ ଗୃହେ ଥାକ ବନେ ଥାକ, ସଦା ହରି ବୋଲେ ଡାକ, ସୁଖେ ଦୁଃଖେ ଭୁଲ ନାକ, ବଦନ ହରିନାମ ଲୟରେ। ତେଣୁ ଭଗବାନଙ୍କର ଭକ୍ତ ସବୁବେଳେ ତାଙ୍କୁ ଗ୍ଲୋରିଫାଏ କରେ, ସୁଖରେ ଥାଉ ବା ଦୁଃଖରେ ଥାଉ। ଆଉ କାହିଁକି? ସେ ଜାଣିଛି ଭଗବାନ ହଉଛନ୍ତି ସର୍ବମଙ୍ଗଳକାରୀ। ଆଉ ମୋ ପାଇଁ ଯୋଉଟା ଏବେ ଲାଗୁଛି ବୋଧେ ଡିଫିକଲ୍ଟ ବା ଖରାପ, ସେ ଜିନିଷଟା ବି ମୋର ନିଶ୍ଚୟ ମଙ୍ଗଳ ପାଇଁ ଭଗବାନ ଦେଇଛନ୍ତି। ଏବଂ ଆହୁରି ବେଶୀ କିଛି ଅସୁବିଧା ହେଇଥାନ୍ତା, ଖରାପ ହେଇଥାନ୍ତା, ଭଗବାନ ମତେ କୃପା କରିକି ସେଥିରୁ କମ କରିଦେଇଛନ୍ତି, ରିଡ୍ୟୁସ କରିଦେଇଛନ୍ତି। ସେଇଭଳିଆ ସେ ଭାବେ ଦୁଃଖରେ ବି, କାରଣ ସେଇଟା ହଉଛି ଦୁଃଖଟା ବି ମୋର ପାଇଁ ଭଗବାନଙ୍କର ଗୋଟେ ଆଶୀର୍ବାଦ ବୋଲି ସେ ଜାଣେ। ସବୁ ସିଚୁଏସନ ସେ ଭଗବାନଙ୍କର ଆଶୀର୍ବାଦକୁ ବା ଭଗବାନଙ୍କର ହାତକୁ ସବୁ ଅଛି ବୋଲି ସେ ପ୍ଲାନରେ ସେ ଜାଣିପାରେ, ଏବଂ ତାଙ୍କୁ ଗ୍ଲୋରିଫାଏ କରେ ସେଇ ପାଇଁ। 37 ଶ୍ଲୋକ ପଢନ୍ତୁ। ଶ୍ଲୋକ 37। कस्माच्च तेनार कस्माच्च तेनामेरन्महात्मन् गरीयसे ब्राह्मणोऽप्यादिकर्ते अनन्तदेवे स जगन्निवास तमक्षरं सत्तत्परं ଯତ୍। ହେ ମହାତ୍ମା, ଅନୁବାଦ। ହେ ମହାତ୍ମା, ଆପଣ ବ୍ରହ୍ମାଙ୍କ ଠାରୁ ଗରିୟାନ ଏବଂ ଆପଣ ଆଦି ପ୍ରଭୁ। ହେ ଅନନ୍ତ, ସେମାନେ କାହିଁକି ଆପଣଙ୍କୁ ନମସ୍କାର କରୁନାହାନ୍ତି? ହେ ଜଗନ୍ନିବାସ, ଆପଣ ସମସ୍ତଙ୍କର ଅଜେୟ ମୂଳ ଅଟନ୍ତି, ସର୍ବ କାରଣର କାରଣ ଅଟନ୍ତି ଏବଂ ଆପଣ ଏହି ଭୌତିକ ପ୍ରକାଶର ବହୁ ଊର୍ଦ୍ଧ୍ୱରେ ଅବସ୍ଥିତ। ହରେ କୃଷ୍ଣ। କୃଷ୍ଣ ତେଣୁ ସମସ୍ତଙ୍କର ନମସ୍ୟ ପୂଜ୍ୟ ଭଗବାନ। ଏ ଭଗବାନଙ୍କର ଏ ଗୁଣ ସବୁ ଭଗବାନଙ୍କୁ ସେ ପ୍ରେୟାର କରୁଛନ୍ତି। ଯେତେବେଳେ ଗୋଟେ ପ୍ରେୟାରରେ ଗୋଟେ ଷ୍ଟାଣ୍ଡାର୍ଡ ଅଛି, ଯେକୌଣସି ବ୍ୟକ୍ତିକୁ ପ୍ରେୟାର କରିବାକୁ ପଡେ ବା ତାଙ୍କୁ କିଛି ପ୍ରାର୍ଥନା ଆମେ ଯାଇକି ଯେ କରୁଛନ୍ତି, ପ୍ରାର୍ଥନା କଲା ବେଳକୁ ଫାଷ୍ଟ ପାର୍ଟ ହଉଛି କଣ? ତାଙ୍କର ଗୁଣଟାକୁ, ମାନେ ତାଙ୍କର କଣ ଭଲ ଗୁଣ ଅଛି ଆଗ ଡେସ୍କ୍ରାଇବ କରିବାକୁ ପଡିବ। ଇଭିନ୍ ଆମେ ଅଫିସରେ ବି ଯାଉଛନ୍ତି, ଯଦି ଗୋଟେ କିଛି ଆପ୍ଲିକେସନ ନେଇ ଯାଉଛନ୍ତି ବସ୍ ପାଖକୁ, ତାହେଲେ ପ୍ରଥମେ ତାଙ୍କୁ ତା ମୁଡ ଟା ଦେଖିବାକୁ ପଡେ ବା ତା ମୁଡ ଟାକୁ ଠିକ କରିବାକୁ ପଡିବ। ସେ ମୁଡ ଯଦି
ହଁ ମୁଡ୍ ଠିକ ଭଲ ମୁଡ୍ ନାହାନ୍ତି ଆମେ ସେତେବେଳେ ଯିବୁନୁ ବା ଆମେ ଯଦି ଯାଇଛନ୍ତି ବି ତା ମୁଡ୍ ଟାକୁ ଟିକେ ଚେଞ୍ଜ କରିବାକୁ ପଡିବ ଏଲିଭେଟ କରିବାକୁ ପଡିବ। କଲା ପରେ ଯଦି ଆମେ ଯାହା କହିବା ସେଟା ସେନ୍ସନ ହବ ନହେଲେ ସେନ୍ସନ ନ ବି ହେଇପାରେ। କିନ୍ତୁ ଭଗବାନ ତ ସେଭଳିଆ ତୋଷାମଦକାରୀ ନୁହନ୍ତି କିନ୍ତୁ ଆମେ ଭଗବାନଙ୍କୁ ଖୁସି କରିବା ଦରକାର ସବୁବେଳେ ଭଗବାନ ଆତ୍ମାରାମ। ତେଣୁ ଭଗବାନଙ୍କୁ ପ୍ରଥମେ ଆମେ ତାଙ୍କର ଯୋଉ କ୍ୱାଲିଟିକୁ ଗ୍ଲୋରିଫାଏ କରିବାକୁ ପଡିବ ସେ ଆମର ମଙ୍ଗଳ ପାଇଁ। ତେଣୁ ସେଇ ପାଇଁ ପ୍ରାର୍ଥନା କରିବା ଆଗରୁ ଯେକୌଣସି ପ୍ରେୟାର ଫାର୍ଷ୍ଟ ପାର୍ଟ ହଉଛି ଭଗବାନଙ୍କର ଗ୍ଲୋରିଫିକେସନ ପାର୍ଟ। ସେକେଣ୍ଡ ପାର୍ଟ ହଉଛି ଆମର ପ୍ରାର୍ଥନା ବା ଆମେ କଣ ଚାହୁଁଛନ୍ତି ସେଇ ପ୍ରାର୍ଥନାଟା ହଉଛି ସେକେଣ୍ଡ ପାର୍ଟ। ସେଇ ପାଇଁ ସବୁ ପ୍ରେୟାରରେ ଦେଖିବେ ଯିଏ ବି ଯୋଉ ଷ୍ଟାଣ୍ଡାର୍ଡ ପ୍ରେୟାର ସବୁ ଦିଆହେଇଛି ଭଗବତ ଗୀତା ଶ୍ରୀମଦ ଭାଗବତମରେ ସବୁ ଜାଗାରେ ପ୍ରଥମ ଭଗବାନଙ୍କର ଗୁଣକୁ ଗାନ କରାଯାଏ। ତାପରେ ସେ କଣ ଚାହୁଁଛନ୍ତି ନେକ୍ସଟ କହିବେ। ତେଣୁ ବା ଯାହା ଯାହା ତାଙ୍କୁ କହିବାର ଅଛି ତେଣୁ ଏଠି ସେ ଗୁଣଗାନ କରିବେ। ତାପରେ ସେ ପ୍ରଣାମ କରୁଛନ୍ତି 39 40 ରେ ପ୍ରଣାମ କରିବେ 37 ରେ 37 38 ତାଙ୍କୁ ଗୁଣଗାନ କରୁଛନ୍ତି ଏଠି। ତାପରେ 39 40 ସେ ତାଙ୍କୁ ପ୍ରଣାମ କରୁଛନ୍ତି। ତାପରେ 41 44 ତାଙ୍କୁ ଭୁଲ ମାଗୁଛନ୍ତି କ୍ଷମା ମାଗୁଛନ୍ତି ଯେ ମୁଁ ଆପଣଙ୍କ ସହିତ ଜାଣିପାରୁନି ଆପଣ ଏଭଳିଆ ମୁଁ ତ ଆପଣଙ୍କ ଫ୍ରେଣ୍ଡ ବୋଲି ଶାଖା ବୋଲି ଭାବିଥିଲି କେତେବେଳେ ଅଜାଣତରେ କେତେବେଳେ ଭୁଲ କରିଦେଇଛି ତା ପାଇଁ ମତେ କ୍ଷମା କରିବେ। ତାପରେ ଯାଇକି ସେ 45 46 କିଛି ରିକ୍ୱେଷ୍ଟ କରୁଛନ୍ତି। ତାପରେ କହିଲେ ନାଇଁ ପ୍ରଭୁ ବର୍ତ୍ତମାନ ଆପଣ ଦୟା କରିକି ଏଇ ରୂପରୁ ମତେ ଟିକେ ନିବୃତ୍ତ କରନ୍ତୁ ଆପଣଙ୍କର ସେ ନେକ୍ସଟ ରୂପ ଅରିଜିନାଲ ରୂପକୁ ଆସନ୍ତୁ। ତା ଲାଷ୍ଟକୁ ସେଟା ରିକ୍ୱେଷ୍ଟ କରିଛନ୍ତି। ଦେଖନ୍ତୁ ପାର୍ଟ ବାଇ ପାର୍ଟ ଏଠି ସବୁ 37 38 ଭଗବାନଙ୍କୁ ଗ୍ଲୋରିଫାଇ କଲେ 39 ପ୍ରଣାମ କଲେ 41 44 ତାଙ୍କୁ କ୍ଷମା ମାଗୁଛନ୍ତି ମୋର କିଛି ଭୁଲ ହେଇଯାଇଛି। ତାପରେ କହୁଛନ୍ତି 45 46 ରିକ୍ୱେଷ୍ଟ କରୁଛନ୍ତି ଯେ କୃପା କରିକି ଆପଣ ସେଇ ରୂପଟାକୁ ହଟେଇ ଦିଅନ୍ତୁ। ହଁ ତ ସେଟା ହଉଛି ତାଙ୍କର ପ୍ରେୟାର ପାର୍ଟ ଏଗୁଟା ସବୁ ପ୍ରେୟାର। ଏତିକି ଯୋଉ ପ୍ରେୟାର କରୁଛନ୍ତି ଅର୍ଜୁନଙ୍କ ପ୍ରେୟାର ସେଟା ଭିତରେ 35 ରୁ 40 ଶ୍ଲୋକ ଯାଇଛନ୍ତି। ତେଣୁ ଫାର୍ଷ୍ଟ ହଉଛି ଗ୍ଲୋରିଫିକେସନ ସେ ଗ୍ଲୋରିଫିକେସନ ପାର୍ଟ ତାଙ୍କୁ ଗ୍ଲୋରିଫାଇ କଲେ ତାପରେ ପ୍ରଣାମ କଲେ ତାପରେ ହଉଛି କ୍ଷମା ମାଗିଲେ ତାପରେ ଯାଇକି ତାଙ୍କୁ କିଛି ରିକ୍ୱେଷ୍ଟ କରୁଛନ୍ତି। ଷ୍ଟାଣ୍ଡାର୍ଡ ପ୍ରେୟାରରେ ଏଇଭଳିଆ ସବୁ ଥାଏ। ପ୍ରଥମ ଭଗବାନଙ୍କର କାହାକୁ ଗ୍ଲୋରିଫାଏ କରିବାକୁ ପଡିବ ତାଙ୍କର ଗୁଣକୁ ଗାନ କରିବାକୁ ପଡିବ। ତାପରେ ଯାଇକି ଆମେ ନେକ୍ସଟ ପାର୍ଟରେ ଆମେ ଆମର ଯଦି କିଛି ବକ୍ତବ୍ୟ ବା ଆମର କିଛି ପ୍ରାର୍ଥନା ରହିଛି ଆମେ ତାପରେ ଆମେ ତାଙ୍କୁ ଏକ୍ସପ୍ରେସ କରିବା। ଆମେ ଡାଇରେକ୍ଟଲି ଏକ୍ସପ୍ରେସ କରାଯିବନି। ସେଇଟା ହଉଛି ଗୋଟେ ପାର୍ଟ ସେ। ତେଣୁ ଏଇ ବାଇ ଦି ସଫରିଂ ପ୍ରକଟରେ ଅର୍ଜୁନ ଇଣ୍ଡିକେଟ ଦ୍ୟାଟ କୃଷ୍ଣ ଇଜ ୱାଚେବଲ ବାଇ ଏଭ୍ରିୱାନ। କଣ କହିଲେ ଯେ ଆପଣ ଓ ଗ୍ରେଟ ମହାତ୍ମା ଓ ଗ୍ରେଟ ମହାତ୍ମା ଅରିଜିନାଲ କ୍ରିଏଟର ଆଦି କର୍ତ୍ରେ ଇଭିନ୍ ଆଦି କର୍ତ୍ତେ ମାନେ ବ୍ରହ୍ମାଙ୍କୁ ଆମକୁ ବ୍ରହ୍ମା କ୍ରିଏଟ କରିଛନ୍ତି ବ୍ରହ୍ମାଙ୍କ ଠାରୁ ବି ସେ ବଡ। ତେଣୁ ଗ୍ରେଟର ଦେନ୍ ଇଭିନ୍ ବ୍ରହ୍ମା। Why should they not offer respect to you? O limitless one, ଅନନ୍ତ ତାଙ୍କର କି ଲିମିଟ ନାହିଁ। ଦେବ ସେ ଦେବେଶ ଦେବ ତାଙ୍କର ଦେବ ଗଡ ଅଫ ଗଡସ୍। ଜଗତ ନିବାସ ଜଗତର ନିବାସ ମାନେ ରେଷ୍ଟିଂ ପ୍ଲେସ୍ ବା ସେଲ୍ଟର ୟୁନିଭର୍ସର ପୁରା ସେଲ୍ଟର ସମସ୍ତଙ୍କ ସେଲ୍ଟର ସିଏ ଭଗବାନ। ଇମ୍ପେରିସିବଲ ଅକ୍ଷୟରମ ମାନେ ଆପଣଙ୍କର ଭଗବାନଙ୍କର କେବେ କ୍ଷୟ ହୁଏନି ଇମ୍ପେରିସିବଲ। ଏବଂ ସତ୍ ଅସତ୍ ପରମ ସତ୍ ହଉଛି ଦିବ୍ୟ ଅସତ୍ ହଉଛି ମ୍ୟାଟେରିଆଲ। ये दिटा जिनसर ଉପରେ ସେ ट्रांसेंडेंटल टू मटेरियल कॉज एंड इफेक्ट ମାନେ ମେଟେରିଆଲ କଜ ଭୌତିକ ଜିନିଷର ଉପରେ ଭଗବାନ ଏଇଭଳିଆ ସେ ତାଙ୍କୁ ପ୍ରେୟାର କରିଛନ୍ତି। ଏଇଭଳିଆ ରୂପରେ ଭଗବାନଙ୍କର ଏଇ ସବୁ ଗୁଣକୁ ସେ ଗାନ କରୁଛନ୍ତି ବର୍ତ୍ତମାନ ଯେ ଆପଣ କଣ ବୋଲି ଯେ ଆପଣ ଅସମର୍ଥ ଆପଣଙ୍କ ଉପରୁ କେହି ନାହାନ୍ତି ଦେବେଶ ଅନନ୍ତ ଆପଣ ମହାତ୍ମା। ତ ଏଠି ଆଦି କର୍ତ୍ତେ ବ୍ରହ୍ମାଙ୍କ ଠାରୁ ବି ଆପଣ ବଡ ବା ବ୍ରହ୍ମା ବି ଆପଣଙ୍କ ଠାରୁ ଆସିଛନ୍ତି। ବ୍ରହ୍ମା ଭୁବନ ମାନେ ଆପଣଙ୍କର ଗର୍ଭଦେଶ ବିଷ୍ଣୁଙ୍କ ପାଖରୁ ଆସିଲେ ନା ପଦ୍ମରେ। ତାରପରେ ବ୍ରହ୍ମା ଆଣ୍ଡ ଲର୍ଡ ଶିବ ଇଭେନ ସମସ୍ତେ ଭଗବାନଙ୍କ ପାଖରୁ ହିଁ ସବୁ ଆସିଛନ୍ତି। ତେଣୁ ସବୁ all other demigods must offer their respectful obeisance. It is stated in Srimad Bhagavatam that Lord is respected by Lord Shiva and Brahma and similar other demigods. The word Aksharam is very significant because this material creation is subject to destruction, but the Lord is above this material creation. ଯେତେବେଳେ ଏଇ material ଭୌତିକ ଦୁନିଆର କ୍ରିଏସନ ଟା ଯଦି ଡେଷ୍ଟ୍ରୟ ହେଇଯାଏ ସେତେବେଳେ ବି ସେମାନେ ଭଗବାନ ସବୁବେଳେ ଥାନ୍ତି ତାଙ୍କର କେବେ ନଷ୍ଟ କ୍ଷୟ ହୁଏ ନାହିଁ। ସିଏ ହଉଛି ସର୍ବ କାରଣ କାରଣ ବାସୁଦେବ।
and being so, he is superior to all conditioned soul within the material nature, as well as material cosmic manifestation itself. He is therefore the all great supreme. ତେଣୁ ସମସ୍ତ ଉପରେ ଭଗବାନ। ତେଣୁ ଭଗବାନଙ୍କର ଏଇ ଗୁଣଗାନକୁ ସେ କରୁଛନ୍ତି, ମାନେ ଭଗବାନ କଣ କଣ କ୍ୱାଲିଟି ଅଛି ସବୁ। ନେକ୍ସଟ ଶ୍ଲୋକ 38 ସେ କଣ୍ଟିନ୍ୟୁ ହଉଛି ଏଇଟା। 38 ରେ ପଢନ୍ତୁ। हरे कृष्ण। त्वमादिदेवः पुरुषः पुराणस्तमस्य विश्वस्य परं निधानम् वेत्तासि वेदं च परं च धाम त्वया ततं विश्वमनन्तरूप। अनुवाद। 37 ପଢନ୍ତୁ। ଆପଣ ଆଦି ପୁରୁଷ ପରମେଶ୍ୱର, ଆପଣ ଏ ଦୃଶ୍ୟ ଜଗତର ଏକମାତ୍ର ଶରଣ ସ୍ଥାନ ଅଟନ୍ତି। ଆପଣ ସବୁ ଜାଣନ୍ତି ଏବଂ ଆପଣ ମଧ୍ୟ ଜ୍ଞେୟ ଅଟନ୍ତି। ଆପଣ ଏ ତ୍ରିଗୁଣମୟୀ ଭୂତ ପ୍ରକୃତିର କିନ୍ତୁ ବହୁ ଊର୍ଦ୍ଧ୍ୱରେ। हे ଅନନ୍ତ ରୂପ, ଏ ସମଗ୍ର ଦୃଶ୍ୟ ଜଗତ ଆପଣଙ୍କ ଦ୍ୱାରା ପରିବ୍ୟାପ୍ତ ହୋଇଅଛି। ହରେ କୃଷ୍ଣ। ତେଣୁ ଦିଟା ଏଇ ଶ୍ଲୋକରେ ସେଇ କଥା ଭଗବାନଙ୍କର ଗୁଣଗାନ କରୁଛନ୍ତି। ଆପଣ ହଉଛନ୍ତି ଅରିଜିନାଲ ପର୍ସନାଲିଟି ଅଫ ଗଡହେଡ, ଆପଣ ହଉଛନ୍ତି ସବୁଠୁ ଆଦି ଦେବ, ସବୁଠୁ ପୁରୁଣା ଏବଂ ପୁରାଣ ପୁରୁଷ, ପୁରାଣ ଓଲ୍ଡେଷ୍ଟ ପର୍ସନ ଏବଂ ଅଲ୍ଟିମେଟ ସେଞ୍ଚୁରୀ ଅଫ ଅଲ୍ ଦି ମ୍ୟାନିଫେଷ୍ଟେସନ କସ୍ମିକ ୱାର୍ଲଡ। ତମସ୍ୟ ବିଶ୍ୱସ୍ୟ ପରମ ନିଧାନମ୍ ବେତ୍ତାସି ବେଦ୍ୟମ୍। ଆପଣ ସବୁ କିଛି ଜାଣିଛନ୍ତି, ଆପଣ ସବୁ ଜିନିଷର ମୂଳ ଜାଣିବା ବିଷୟ ହଉଛନ୍ତି ଆପଣ। ପରମ ଏବଂ ଆମର ଶ୍ରେଷ୍ଠ ଯୋଉ ଧାମ, ଆପଣ ହଉଛନ୍ତି ରେଷ୍ଟିଂ ପ୍ଲେସ୍। ସବୁ ଜିନିଷ ଆପଣଙ୍କ ପାଖରେ ଆଗକୁ ଡେସ୍କ୍ରାଇବ କରାହେଇଛି। ସବୁ ଜିନିଷ ଭଗବାନଙ୍କ ଉପରେ ରେଷ୍ଟ କରିଥାଏ। ଯେମିତି ଗୋଟେ ତୁଳସୀ ମାଳ ବା ଆମର ଯେକୌଣସି ଆମେ ପଲ୍ସ ମାଳ ଦେଖିବେ, ଭଗବାନ ସୂତ୍ର, ଭଗବାନ ହଉଛନ୍ତି ସୂତ୍ର। ଏଇଭଳିଆ ସବୁ ଜିନିଷ ତାଙ୍କ ଦ୍ୱାରା ଯୋଡ଼ିଛି। ସେ ହଉଛନ୍ତି ଅଲ୍ ପରଭେଡିଂ, ସବୁଆଡେ ସେଇ ହିଁ ସର୍ବବ୍ୟାପୀ ଏବଂ ସେ ହଉଛନ୍ତି ସବୁ ଜିନିଷର ପ୍ରଭାବ, ପ୍ରଳୟ ସ୍ଥାନମ୍ ଆମେ ଆଗରୁ ପଢିଛୁ। ତେଣୁ ଭଗବାନ ହଉଛନ୍ତି ପରମ ବ୍ରହ୍ମ, ପରମ ଧାମ, ପବିତ୍ରମ, ପରମ ଭବାନ, ଶାଶ୍ୱତମ, ଦିବ୍ୟମ୍। ତ ଭଗବାନଙ୍କର ସବୁ କ୍ୱାଲିଟି। He is all pervading because he is the cause of the spiritual world. He is transcendental. He is also the chief personality in the transcendental world. ସବୁର ମୂଳ ହଉଛନ୍ତି ସିଏ। ନେକ୍ସଟ ଶ୍ଲୋକ 39 ପଢନ୍ତୁ। वायुर्जमग्निर्वरुणः शशाङ्कः प्रजापतिस्तं प्रपितामहश्च नमो नमस्तेस्तु सर्वस्र कृत्वः पुनस्त भूयोऽपि नमो नमस्ते। अनुवाद। आपण वायु, अग्नि, जल एवं चंद्र अटंती। आपण परम नियंत्रणकारी एवं प्रपितामह अटंती। तेणु मु आपणकु मोर भक्तिपूर्ण प्रणाम सहस्र बार एवं बारंबार जणाउछि। हरे कृष्ण। ମିଶିକି ଅଛି। 40 ହଉଛି ନମ ପୁରୁଷାଦ ଅଥ ପ୍ରସ୍ତାସ୍ତେ ନମସ୍ତେ ସର୍ବତ୍ର ଏବ ସର୍ବ ଅନନ୍ତ ବୀର୍ୟମିତ ବିକ୍ରମସ୍ତ୍ୱମ୍ ସର୍ବଂ ସମାପ୍ନୋଷି ତତୋ ଅଛି ସର୍ବ। ତେଣୁ ସେଠାରେ ପଢନ୍ତୁ ତାର ତାତ୍ପର୍ଯ୍ୟ 40 ର। ଆପଣ 40 ପ୍ରଭୁ ଶୋକ ନା ଅନୁବାଦ। ଶୋକ। ପଢନ୍ତୁ। ହେ ଅନନ୍ତ ଶକ୍ତି, ମୁଁ ଆପଣଙ୍କୁ ସମ୍ମୁଖ ଭାଗରୁ, ପୃଷ୍ଠ ଭାଗରୁ ଏବଂ ସବୁ ଦିଗରୁ ପ୍ରଣାମ ଜଣାଉଛି। ଆପଣ ଅତ୍ୟନ୍ତ ବଳ ବିକ୍ରମର ଅଧିକାରୀ ପ୍ରଭୁ। ଆପଣ ସର୍ବବ୍ୟାପକ ଏବଂ ସେଇଥିପାଇଁ ଆପଣ ସବୁ ଅଟନ୍ତି। ଭାବାର୍ଥ ପଢି ଦେଇକି ପ୍ରଭୁ କୃଷ୍ଣଙ୍କର ବନ୍ଧୁ ଅର୍ଜୁନ ପ୍ରେମ ବିହ୍ୱଳ ହୋଇ ସବୁ ଦିଗରୁ ତାଙ୍କୁ କୃଷ୍ଣଙ୍କୁ ପ୍ରଣାମ ଜଣାଉଛନ୍ତି। କୃଷ୍ଣ ସେ ସମସ୍ତ ଶକ୍ତିର ଏବଂ ସମସ୍ତ ବଳ ବିକ୍ରମର ଅଧିକାରୀ ପ୍ରଭୁ ଅଟନ୍ତି ଏବଂ ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ଥିବା ସମସ୍ତ ବିଶିଷ୍ଟ ଯୋଦ୍ଧାମାନଙ୍କ ଠାରୁ ଅଧିକ ବଳବାନ ଅଟନ୍ତି। ଏହା ଅର୍ଜୁନ ଏଠାରେ ସ୍ୱୀକାର କରିଛନ୍ତି। ବିଷ୍ଣୁ ପୁରାଣରେ କୁହାଯାଇଛି, ଯୋ ଅୟମ୍ ତବାଗତୋ ଦେବ ସମୀପମ୍ ଦେବତାଗଣ ସ
स त्वमेव जगत्स्रष्टा ଯତଃ ସର୍ବଗତୋ ଭବାନ୍। ହେ ପରମ ପୁରୁଷ ଭଗବାନ, ଆପଣ ସମ୍ମୁଖକୁ ଯେ କେହି ଆସୁ, ସେ ଦେବତା ହେଉ ବା ଆଉ କେହି ଆଉ ଯାହା କିଛି ହେଉ, ସେ ଆପଣଙ୍କ ଠାରୁ ହିଁ ସୃଷ୍ଟି ହୋଇଅଛି। ତ ଏ ଦିଟା ଶ୍ଲୋକର 39 ସେ ପ୍ରଣାମ କରୁଛନ୍ତି ଭଗବାନଙ୍କୁ। କାରଣ ଭଗବାନଙ୍କୁ ମୁଁ କହିଲେ ମାଇ ରିପିଟେଡ ରିସ୍ପେକ୍ଟ ଅନଟୁ ୟୁ ଥାଉଜେଣ୍ଡ ଅଫ ଟାଇମ୍ସ, ବାର ବାର ଆପଣ ହଉଛନ୍ତି ୟୁ ଆର୍ ଦି ଦେବତା, ବାୟୁ, ଯମ, ଅଗ୍ନି, ବରୁଣ, ଶଶାଙ୍କ, ପ୍ରଜାପତି, ପିତାମହ, ଗ୍ରେଟ୍ ଗ୍ରାଣ୍ଡଫାଦର, ଏବଂ ଆପଣଙ୍କୁ ମୁଁ ସବୁ ଦିଗରୁ ପ୍ରଣାମ କରୁଛି। ୟୁ ଆର୍ ଅନନ୍ତ ବୀର୍ଯ୍ୟ, ମାଷ୍ଟର ଅଫ ଲିମିଟଲେସ୍ ମାଇଣ୍ଡ, ଅମିତ ବିକ୍ରମ। ବିକ୍ରମ ମାନେ ମାଇଟ ବା ପାୱାର, ଅମିତ ମାନେ ମିତ ମାନେ ମେଜର କରିପାରିବନି, ଅମିତ ବିକ୍ରମ, ଅଲ୍ ପରଭେଡିଂ, ୟୁ ଆର୍ ଏଭ୍ରିଥିଙ୍ଗ। ତେଣୁ ଭଗବାନଙ୍କୁ ସେ ପ୍ରଣାମ କରୁଛନ୍ତି। ଯେ ମୁଁ ପ୍ରଣାମ ଡିଫରେଣ୍ଟ ଡିରେକ୍ସନ ପ୍ରଣାମ କରୁଛି ବୋଲି ଏଠି କରୁଛନ୍ତି। ଆଉ 41 ରୁ 44 ଶ୍ଲୋକ, 4ଟା ଶ୍ଲୋକରେ ଭଗବାନଙ୍କୁ ସେ କ୍ଷମା ଆପୋଲୋଜି ମାଗିବେ। ଯେ ଏଠି ଦିଟା ଶ୍ଲୋକ 41, 42, 43, 44 ପଢନ୍ତୁ। 41, 42। हरे कृष्ण। हरे कृष्ण। सखेति मत्वा प्रसभं जदुक्तं, हे कृष्ण हे जादव हे सखेति, अजानता महिमानं तवेदं, मया प्रमादात् प्रणयेन वापि, जत्साभासार्थम् असत्कृतोऽसि, विहारसज्जासनभोजनेषु, एको अथवाप्यच्युत तत्मक्ष्यम्, तत्क्षामये त्वाम अहम प्रमेयम। अनुवाद। ଅତୀତରେ ମୁଁ ଆପଣଙ୍କର ମହିମା ଜାଣି ନ ପାରି ଆପଣଙ୍କୁ ହେ କୃଷ୍ଣ, ହେ ଯାଦବ, ହେ ମୋର ବନ୍ଧୁ ବୋଲି ସମ୍ବୋଧନ କରିଛି। ପାଗଳାମି ଯୋଗୁଁ ହେଉ କିମ୍ବା ସ୍ନେହ ଯୋଗୁଁ ହେଉ, ଯାହା ସବୁ ମୁଁ କରିଛି ସେଥିପାଇଁ ମୋତେ କ୍ଷମା କରନ୍ତୁ। ବିଶ୍ରାମ ନେବା ସମୟରେ କିମ୍ବା ଏକ ଶଯ୍ୟାରେ ଶୟନ କରିବା ସମୟରେ କିମ୍ବା ଏକତ୍ର ଭୋଜନ କରିବା ସମୟରେ, ବେଳେବେଳେ ଏକାକୀ ଏବଂ ବେଳେବେଳେ ଅନେକ ବନ୍ଧୁଙ୍କ ସମକ୍ଷରେ ଆପଣଙ୍କୁ ଅନେକ ଥର ଅସମ୍ମାନ କରିଛି। ଏହି ସବୁ ଅପରାଧ ପାଇଁ ଦୟାକରି ମୋତେ କ୍ଷମା କରନ୍ତୁ। ହରେ କୃଷ୍ଣ। ତେଣୁ କିନ୍ତୁ ସେ ସଖା ରୂପେ ଥିଲେ, ତ ସେ ଭଗବାନଙ୍କୁ ସେ ବେଳେ ବିଭିନ୍ନ ନାଁରେ ଡାକୁଛନ୍ତି। କେତେବେଳେ କୃଷ୍ଣ, କେତେବେଳେ ଯାଦବ, ଏଭଳିଆ ନାମ ବି ଅଲଗା ଅଲଗା ନାମ ଡାକିଛନ୍ତି। ବେଳେବେଳେ ରେସ୍ପେକ୍ଟ ବି କମି ଯାଇପାରେ ସଖା ହିସାବରେ, ସେଭଳିଆ ରେସ୍ପେକ୍ଟ ନ ଦେଇପାରନ୍ତି। ତେଣୁ ସେଇପାଇଁ ମୁଁ ଜାଣିନି ଆପଣଙ୍କର ଏଇ ଯୋଉ ପୋଜିସନଟା ବୋଲି କହୁଛନ୍ତି, ଏବଂ ଯାହା ଫଳରେ କି ମୁଁ କିଛି ଭୁଲ ତ୍ରୁଟି କରିଦେଇଥିବି। ଆମେ ସେମିତି କେତେବେଳେ ଯୋଉ ଜିନିଷ ସବୁ ଆମ ଭଗବାନଙ୍କ ପାଖରେ ବି ସେବା କଲା ବେଳକୁ ବହୁତ ଭୁଲ ତ୍ରୁଟି ହେଇଯାଉଛି। ଭକ୍ତଙ୍କ ପାଖରେ ବି ଆମର କିଛି ଅପରାଧ ହେଇଯାଉଛି, ସେବା ଅପରାଧ, ତ ବିଭିନ୍ନ ପ୍ରକାର ଅପରାଧ ସବୁ ରହିଛି। ତେଣୁ ସେ ପାଇଁ ଆମେ ସବୁବେଳେ ଏଇ ଯୋଉ ଆପୋଲୋଜି ବା କ୍ଷମା, ଯୋଉ ପୂଜା କଲା ପରେ ଯୋଉମାନେ ବା ସବୁ ସମୟ ଆମେ ପ୍ରଣାମ କରୁଛନ୍ତି ବା ପ୍ରଣାମ କରିକି ଆମେ କ୍ଷମା ମାଗୁଛନ୍ତି। ପ୍ରଭୁ, ଆମେ ସେବାରେ ଆମେ ତ କିଛି ଜାଣିନୁ, ସେବା କରୁଛୁ, ଯୋଉ ଗୁରୁଦେବ କୃପାରୁ ଯତ୍କିଞ୍ଚି ସେଥିରେ ଆମେ କିଛି ଭୁଲ ହେଇଯାଉଛି। ତେଣୁ ଆପଣ କୃପା କରିକି ୟାକୁ ମାନେ କ୍ଷମା କରନ୍ତୁ ମତେ, ଏବଂ ଯାହା ଯତ୍କିଞ୍ଚିତ ମୋର କ୍ୟାପାବିଲିଟି ଦ୍ୱାରା ମୁଁ ଆପଣଙ୍କ ସେବା କରୁଛି, ସେଟାକୁ ଆପଣ କୃପା କରି ଗ୍ରହଣ କରନ୍ତୁ। ସେଭଳିଆ ହ୍ୟୁମିଲିଟି ମୁଡରେ, ଆମକୁ ହମ୍ବଲ ମୁଡରେ ସବୁବେଳେ ରହିବାକୁ ପଡିବ। ତେଣୁ ଆମର ସେବା ବା ଯେକୌଣସି ଭଗବାନଙ୍କ ସହିତ ଆମେ ଡିଲ୍ କରୁଛନ୍ତି, ଭକ୍ତ ଡିଲ୍ କରୁଛନ୍ତି, ସବୁଠୁ ଇମ୍ପୋର୍ଟାଣ୍ଟ ହଉଛି ଆମ ହମ୍ବଲ ମୁଡ। ଏଠି ଭଗବାନଙ୍କୁ ସେ ଆପୋଲୋଜି ମାଗୁଛନ୍ତି ଯେ କ୍ଷମା କରନ୍ତୁ, ମୁଁ କେତେବେଳେ ଭୁଲରେ କୋଉଠି କଣ କହିଦେଇଛି, କେୟାରଲେସଲି ବି ବେଳେବେଳେ ବିହେଭ କରିଛି, ଡାକି ଦେଇଛି, ତେଣୁ ତା ପାଇଁ ମତେ କ୍ଷମା କରନ୍ତୁ। ଏଠି ସେ କ୍ଷମା ମାଗୁଛନ୍ତି। ପ୍ଲିଜ ଏକ୍ସକ୍ୟୁଜ ମି ଫର ଅଲ ଦୋଜ ଅଫେନ୍ସେସ୍। ଆମର ଯେତେ ଅପରାଧ ସବୁ ହଉଛି, ତା ପାଇଁ ଆମେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବା, ଭକ୍ତଙ୍କ ପାଖରେ ପ୍ରାର୍ଥନା କରିବା, ଆମର କ୍ଷମା ଅପରାଧକୁ ସବୁ କ୍ଷମା କରିବା ପାଇଁ ଆମର କରିବା ଦରକାର। Purport, although Krishna is manifested before Arjuna in his universal form, Arjuna remembers his friendly relationship with Krishna and is therefore asking pardon and requesting Krishna to excuse him for the many informal gestures which arise out of friendship.
ସମଟାଇମ୍ସ ଆମେ ଭକ୍ତ ସହିତ ବି ଡିଲ୍ କଲା ବେଳକୁ ଆମର ବେଳେବେଳେ କ୍ଲୋଜନେସ୍ ହେଇଯାଏ। ତେଣୁ ଆମେ କଣ କରୁଛନ୍ତି, ଆମେ ସେତେବେଳେ ବି ତାଙ୍କୁ ଏ କାଜୁଆଲ ଆପ୍ରୋଚରେ ବେଳେବେଳେ ବିହେଭ୍ କରିଦିଅନ୍ତି। ସେଥିରେ ବି ଆମର ସବୁ ବହୁତ ଗୁଡା ଭୁଲ ହେଇଯାଉଛି, ଅପରାଧ ହେଇଯାଏ। ଭଗବାନଙ୍କ ସହିତ ବି ସେବା କଲା ବେଳକୁ ଭଗବାନଙ୍କୁ ବି ଆମର ଅପରାଧ ହେଇଯାଉଛି, ଭକ୍ତଙ୍କ ସହିତ ଡିଲ୍ କଲା ବେଳକୁ ଅପରାଧ ହେଇଯାଉଛି, ଅର୍ଡିନାରୀ ପର୍ସନ୍ସ ମାନଙ୍କ ସହିତ ଡିଲ୍ କଲେ ବି ଅପରାଧ ହେଇଯାଉଛି। ତେଣୁ ଏଇଭଳିଆ ଆମକୁ ସବୁବେଳେ କେୟାରଫୁଲ ହବାକୁ ପଡିବ, ହମ୍ବଲ ମୋଡରେ ରହିବାକୁ ପଡିବ। ଏବଂ ତୃଣାଦେବୀ ସୁନିଶ୍ଚୟ ଭାବ ତରିବ ସହିଷ୍ଣୁ ଅମାନିନ ମାନଦିନ କୀର୍ତ୍ତନୀୟ ସୁଧାରି। ତେଣୁ ସେ ରେସ୍ପେକ୍ଟଫୁଲ ମାନେ ସବୁବେଳେ ମୋଡରେ ରହିଲେ ଯାଇକି ଜଣେ ଆମେ ଭଗବାନଙ୍କ ସେବା କଣ୍ଟିନ୍ୟୁ କରିପାରିବା ବା କୀର୍ତ୍ତନ କରିପାରିବା। ସେଭଳିଆ ହେଇଛେ, ସେଥିପାଇଁ ସବୁ ସେବା ପରେ ଆମେ ଭଗବାନଙ୍କୁ କ୍ଷମା ମାଗିବା କଥା। ବା ଯେକୌଣସି ଭୁଲ ତ୍ରୁଟି କାହାରି ସହିତ ଆମେ ଇଣ୍ଟରାକ୍ସନ କରୁଛନ୍ତି, କଲା ପରେ ଆମେ ସବୁବେଳେ କ୍ଷମା ମାଗି ନେବା କଥା। ଯେ ପ୍ରଭୁ ଅଜାଣତରେ କିଛି ଯଦି ଭୁଲ ହେଇଥାଏ, ଜାଣତରେ ହୁଏ ଅଜାଣତରେ କିଛି କ୍ଷମା କରିବେ। ଆମେ ସେମିତି ଯଦି କାହାକୁ ଚିଠି ଲେଖୁଛନ୍ତି ଗୁରୁ ମହାରାଜକୁ ବା ଅନ୍ୟ କାହାକୁ ଲାଷ୍ଟ ଆମେ ଲେଖୁଛୁ ଗୁରୁ ମହାରାଜ ବା ଅଜାଣତରେ କିଛି ଯଦି ଲେଖୁ ଲେଖୁ ଭୁଲ ଲେଖିଦେଇଛି ବା କିଛି ଗୋଟେ ଭୁଲ କରିଦେଇଛି, ତାହେଲେ ଆପଣ ମତେ କ୍ଷମା କରିବେ। ତେଣୁ ସବୁବେଳେ ଏଇ କ୍ଷମା ମୁଡରେ ଜଣେ ମାଗିବା ମୁଡରେ ବା ମାଗିବା ମୁଡରେ ରହିବା ଦରକାର। ତେଣୁ କାହିଁକି ଆମେ ଭାବୁଥିବା ଆମେ ଭୁଲ କିଛି କରୁନୁ ବୋଲି, କିନ୍ତୁ ଆମେ ଅଜାଣତରେ ବହୁତ କିଛି ଭୁଲ ହେଇଯାଇଥାଏ। ବା ଆମେ ଜାଣିକି କାହାକୁ ବି ଅଫେଣ୍ଡ କରିନଥାନ୍ତି ବା ଅଫେନ୍ସ ନଥିଲେ ବି ଜାଣି କରିନଥାନ୍ତି, ବା କିନ୍ତୁ ଆମ କାୟମାନ ବାକ୍ୟରେ ବେଳେବେଳେ ଅନ୍ୟମାନଙ୍କୁ ସେଟା ଏଫେକ୍ଟ କରିଥାଇପାରେ, ଯୋଉଟା କି ଆମେ ଜାଣିନଥାନ୍ତି ବି। ତେଣୁ ସେଇପାଇଁ ଆମକୁ ଅଜାଣତରେ ବି କିଛି ଭୁଲ ହେଉଛି ବା ଯାହା ହଉଛି ତା ପାଇଁ ଆମେ ବି ସବୁ କ୍ଷମା ମାଗି ନେବା ଦରକାର। ସେଇଠି ଏଇଠି ସେ କହୁଛନ୍ତି he is admitting that formally he did not know, ସେତେବେଳେ କୃଷ୍ଣ ଭଗବାନ ବୋଲି ଜାଣିଛନ୍ତି, କିନ୍ତୁ ଯିଏ ଯୋଗ ମାଧ୍ୟମ ଆଚରିତ ଅଛନ୍ତି, ତେଣୁ ସେଇ ପାଇଁ ସେ କହୁଛନ୍ତି। ତେଣୁ ଅର୍ଜୁନ ହରେ କୃଷ୍ଣ ପ୍ରଭୁଜୀ, ଭଏସ ମଝିରେ ମଝିରେ ଆସୁନାହିଁ। ଆଚ୍ଛା, ଭଏସ ଆସୁନି? ଓକେ। ହଁ, ଆପଣ ସବୁ ସେପଟକୁ ଯେତେବେଳେ ଅନ୍ୟ ମୁହଁ ଆଡକୁ ମୁହଁ କରୁଛନ୍ତି, କଲେ ଶୁଭୁନି। ହଁ ଓକେ ଶୁଭୁନି। ଓକେ ହଁ ହଁ ଓକେ ଓକେ ଠିକ। ତ ଏଠି ଭଗବାନଙ୍କୁ ସେ ଯୋଉ ଏଇଭଳିଆ କ୍ଷମା ମାଗୁଛନ୍ତି, କାହିଁକି ଭଗବାନଙ୍କୁ ଅଜାଣତରେ କେତେବେଳେ କେତେବେଳେ କଣ କଣ ଡାକି ଦେଇଛନ୍ତି, ଯାଦବ କୃଷ୍ଣ ମାଇ ଡିୟର ଫ୍ରେଣ୍ଡ। ତେଣୁ ଅଜାଣତରେ ବି କିଛି ଭୁଲ ହେଇଯାଉଛି। ତେଣୁ ତା ପାଇଁ ସେ କହିଲେ ବା କୃଷ୍ଣ ଶୋ କାଇଣ୍ଡ ଆଣ୍ଡ ମର୍ସି। ତଥାପି ଭଗବାନ କିନ୍ତୁ କୃପାଳୁ, ତେଣୁ ସେ ତାଙ୍କର ଏ ଅପରାଧକୁ ଏତେ ଧରୁନାହାନ୍ତି। ବା ସେ ଜାଣିଛନ୍ତି କୃଷ୍ଣ, ସେ ଜାଣିଛନ୍ତି ବାପା ବା ଏ ହିସାବରେ ସେ ଆମର ଭୁଲକୁ ଧରନ୍ତି ନାହିଁ। କିନ୍ତୁ ତଥାପି ଆମେ ପିଲା ହିସାବରେ ତାଙ୍କର ଯାହା ଯଦି ଭୁଲ ତ୍ରୁଟିକୁ ଆମେ କ୍ଷମା ମାଗିବା ଦରକାର। But Krishna is so kind and merciful that in spite of such opulence, he played with Arjuna as a friend. ତାଙ୍କର ଏତେ ବଡ ପୋଜିସନ ରେ ବି ସେ ତଳକୁ ଆସିକି ମାନେ ଭକ୍ତ ସହିତ ସେ ଲୀଳା କରୁଛନ୍ତି। ତେଣୁ such is transcendental loving reciprocation between the devotee and Lord. Relationship between living entity and Krishna is fixed eternally. It can be not be forgotten, as we can see from the behavior of Arjuna. Although Arjuna has seen the opulence of the universal form, he cannot forget his friendly relationship with Krishna. ତ ଏଠି ହଉଛି ଆମେ ଭୁଲି ଯାଇଛନ୍ତି, ଆମେ ଭଗବାନଙ୍କର ସହିତ ଆମର ସମ୍ପର୍କଟା ଭୁଲି ଯାଇଛନ୍ତି। କିନ୍ତୁ ଶୁଦ୍ଧ ଭକ୍ତ କେବେ ଭଗବାନଙ୍କ ସହିତ, ଅର୍ଜୁନ ହଉଛନ୍ତି ଆମ ସଖା, ପିଓର ଡିଭୋଟି, ତେଣୁ ସିଏ କେବେ ଭୁଲୁ ନାହାନ୍ତି ଭଗବାନଙ୍କ ସହିତ ତାଙ୍କର ସମ୍ପର୍କଟା କଣ ଅଛି ବୋଲି। ଇଟର୍ନାଲ ରିଲେସନସିପ, ପରମାନେଣ୍ଟ ରିଲେସନସିପ। କିନ୍ତୁ ଆମେ ଭୁଲି ଯାଇଛନ୍ତି, ବଦ୍ଧ ଜୀବ। ତେଣୁ ସେମାନେ ହଉଛନ୍ତି ନିତ୍ୟ ମୁକ୍ତ, ଆମେ ହଉଛନ୍ତି ବଦ୍ଧ, ନିତ୍ୟ ବଦ୍ଧ। ତେଣୁ ସେଇ ଡିଫରେନ୍ସ ହଉଛି ସେ କେବେ ଭୁଲୁ ନାହାନ୍ତି ଭଗବାନଙ୍କର ଭକ୍ତ। ଶୁଦ୍ଧ ଭକ୍ତ କେବେ ଭଗବାନଙ୍କୁ ଭୁଲନ୍ତି ନାହିଁ। କିନ୍ତୁ ଆମର ବାଇ ନେଚର ଆମେ ସବୁବେଳେ ଭଗବାନଙ୍କୁ ଭୁଲିବା, ଆମେ ରିଆଲି ଭଗବାନଙ୍କୁ ମନେ ପକେଇ ପାରିବା। ଆମେ ବହୁତ ଚେଷ୍ଟା କରିକି ଭଗବାନଙ୍କୁ, ଚେଷ୍ଟା କଲେ ଭଗବାନ କୃପା କଲେ ମନେ ପକେଇ ପାରିବା। ଅଦରୱାଇଜ ଆମେ ସବୁବେଳେ ଭଗବାନଙ୍କୁ ମନେ ପକେଇ ପାରୁନାହାନ୍ତି, ଯୋଉଟା କି ଆମର ନିତ୍ୟ ବଦ୍ଧ ଷ୍ଟେଜ। ତେଣୁ ଆମେ କଣ୍ଟିନ୍ୟୁସଲି ଭଗବାନଙ୍କୁ ମନେ ପକେଇବା ଦରକାର। ଏବଂ କୋଉ ଭଳି ରିଲେସନସିପରେ ଅଛନ୍ତି ଆମକୁ ଜଣା ନାହିଁ। ତେଣୁ ଆମେ ଭଗବାନଙ୍କ ଦାସ ହିସାବରେ, ଅର୍ଜୁନ ସଖା ହିସାବରେ ଥିଲେ, କାରଣ ସେ ଜାଣିଥିଲେ ତାଙ୍କର ଇଟର୍ନାଲ ରିଲେସନସିପ ଭଗବାନ ସହିତ କଣ ବୋଲି। ଆମେ ଭୁଲି ଯାଇଛନ୍ତି ଆମର ଇଟର୍ନାଲ ରିଲେସନସିପ, ପରମାନେଣ୍ଟ ରିଲେସନସିପ ଆଗରୁ କୋଉଟା ଥିଲା, ଭୁଲି ଯାଇଛନ୍ତି। ବର୍ତ୍ତମାନ ଆମେ ଦାସ ହିସାବରେ, କମନ ସର୍ଭିସ ହଉଛି ଦାସ୍ୟ। ଆମେ ଜୀବରେ ସୁରକ୍ଷେ କୃଷ୍ଣ ନିତ୍ୟ ଦାସ, ଦାସ ଦାସ ଦାସ। ତେଣୁ ସେଇ ଅନୁସାରେ ଆମେ ସେବା କଲେ
ଧୀରେ 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 ଭଗବାନଙ୍କ ସହିତ ଆମର ଯୋଉ ସମ୍ପର୍କଟା କଣ ଥିଲା ଆମେ ତାକୁ ରିଭାଇଭ କରିପାରିବା, ଜାଣିପାରିବା। ଆଉ ସେଇ ପୋଜିସନ ଆସିଲା ପରେ ଯାଇକି ଆମେ ସେଇଭଳିଆ ରସରେ ଶାନ୍ତ ଦାସ ସାକ୍ଷ୍ୟ ମାଧୁର ବାତ୍ସଲ୍ୟ ବହୁତ ଶାନ୍ତ ରସଟା ଇମ୍ପୋର୍ଟାଣ୍ଟ ଏତେ ନାହିଁ। 4ଟା ରସ ଭିତରେ ଆମେ କେତେବେଳେ ତାଙ୍କ ସହିତ ଯୋଡ଼ିକି ରହିପାରିବା, ଯୋଉଟା ରହିଥିଲୁ ଆମେ ଭୁଲି ଯାଇଛନ୍ତି, ବର୍ତ୍ତମାନ ଏ ମେଟେରିଆଲ ୱାର୍ଲଡରେ ଆସିକି ବର୍ତ୍ତମାନ ଦାସ୍ୟ ରୂପେ ତାଙ୍କ ସେବା କଲା ପରେ ଆମର ସେଇ ଯୋଉ ରିଲେସନସିପଟା ରିଭାଇଭ ହବ, ଆମେ ଜାଣିପାରିବୁ ଯେତେବେଳେ ଆମେ ଶୁଦ୍ଧ ହେଲା ପରେ ଜାଣିପାରିବୁ। ସେଇଟା କୁହନ୍ତି ସ୍ୱରୂପ ସିଦ୍ଧି। ଯେ ଆମେ ଜାଣିପାରିବୁ ଯେ ଆମେ କୋଉ ରସରେ ଥିଲୁ ଭଗବାନ ସହିତ, ବର୍ତ୍ତମାନ ଭୁଲି ଯାଇଛନ୍ତି। ତ ସେଇପାଇଁ ଭଗବାନଙ୍କୁ କିନ୍ତୁ ଇଏ ଅନ୍ୟ ଯୋଉ ଶୁଦ୍ଧ ଭକ୍ତମାନେ ଭୁଲି ନାହାନ୍ତି, ଅର୍ଜୁନ ଭୁଲି ନାହାନ୍ତି। ତେଣୁ ଏଇଠି କୁହାଗଲା ଅଲ ଦ ଅର୍ଜୁନ ହେଜ୍ ସିନ୍ ଦି ଅପୁଲେନ୍ସ, ଭଗବାନଙ୍କର ବିଶ୍ୱରୂପ ଦେଖିଲେ ତଥାପି ସେ ଭୁଲି ନାହାନ୍ତି ଯେ ଅରିଜିନାଲି ଫର୍ମ କଣ। ହି କ୍ୟାନଟ୍ ବି ଫରଗେଟ୍ ହିଜ୍ ଫ୍ରେଣ୍ଡଲି ରିଲେସନସିପ୍ ୱିଥ୍ କୃଷ୍ଣ। ସେ ତାଙ୍କର ଯୋଉ ବନ୍ଧୁ ସାକ୍ଷ୍ୟ ରସ ଭାବରେ ଥିଲେ ସେଟା ଭୁଲି ନାହାନ୍ତି। ତେଣୁ 45 ଶ୍ଲୋକ, ପିତାସି ଲୋକସ୍ୟ ଚରାଚରସ୍ୟ ତ୍ୱମ୍ ଅସ୍ୟ ପୂଜ୍ୟସ୍ୟ ଗୁରୁର୍ଗରୀୟାନ୍ ନତ୍ୱତ୍ସମ ଅସ୍ତି ଅଭ୍ୟଧିକ କୁତଃ ଅନ୍ୟ ଲୋକତ୍ୱଏ ଅପି ଅପ୍ରତିମ ପ୍ରଭାବାତ୍। ମାନେ ଏଠି ଭଗବାନଙ୍କର କେହି ଭଗବାନ ଠାରୁ ସମାନ ବା ଅସମର୍ଥ କ୍ୱାଲିଟି, ଭଗବାନଙ୍କ ସହିତ କେହି ସମାନ ନୁହନ୍ତି ବା ଭଗବାନଙ୍କ ଠାରୁ ଉପରୁ କେହି ନାହାନ୍ତି। ନଚ ସେ କାରଣ କରାଇଛ ବିଦ୍ୟତେ, କିମ୍ବା ସେ ହଉଛନ୍ତି ନଚ ତମସ ସମସ୍, ତାଙ୍କ ସହିତ କେହି ସମାନ ହେଇପାରନ୍ତି ନାହିଁ। ତେଣୁ ତଥାପି ଭଗବାନ ନିଜକୁ ସଖା ହିସାବରେ ବେଳେ ସମାନ ପୋଜିସନକୁ ନେଇ ଆସିଛନ୍ତି। ଜଣେ ହାୟର ଲେବୁଲ ରହିଛି, ସେ ଚାହିଁଲେ ତାକୁ ଲୋୟର ଲେବୁଲକୁ ବି ଆସିପାରିବ। ଆମେ ବେଳେ ଅଫିସରେ ବା ଯେକୌଣସି ଜାଗାରେ ଡିଲ୍ କଲା ବେଳକୁ ଦେଖୁଛନ୍ତି, ଆମେ ଯଦି କିଛି ଆମର ସବଅର୍ଡିନେଟ ସହିତ ଡିଲ୍ କରିବା, ବେଳେ ସବଅର୍ଡିନେଟ ଭାବିବେ ଏ ସାର୍ ତ ଏତେ କ୍ଲୋଜଲି କଥା ହଉଛନ୍ତି, ତେଣୁ ସିଏ ବି ବେଳେ ଆପଣଙ୍କର କାନ୍ଧରେ ହାତ ପକାଇଦେବେ। କାନ୍ଧରେ ହାତ ପକାଇବେ ଇନ୍ ଦି ସେନ୍ସ ଦ୍ୟାଟ୍ ନିଜକୁ ଭାବିବେ ଯେ ଆମେ ସେ ପୋଜିସନ ଆସିଗଲୁ। ସେମିତି ଆମେ ତ ବସ୍ ସହିତ ଡିଲ୍ କରୁଛୁ, ଯଦି ବସ୍ ଯଦି କେତେବେଳେ କ୍ଲୋଜଲି ବା କାଜୁଆଲି କଥା ହେଇଯାଉଛନ୍ତି, ଆମେ କଣ ଭାବୁଛନ୍ତି ଯେ ବସ୍ ବି ଜଣେ ଅର୍ଡିନାରୀ ଲୋକ ଆମ ଭଳିଆ, ଫର ଏକ୍ଜାମ୍ପଲ ମେଟେରିଆଲ ୱାର୍ଲଡରେ। ସେମିତି ଯଦି ଭଗବାନ ଯେତେବେଳେ ଭକ୍ତ ସହିତ ଆସୁଛନ୍ତି, ତ ଭକ୍ତ ଭାବିବା କଥା ନାହିଁ ଯେ ଭଗବାନ ହଉଛନ୍ତି ମୋରି ଲେଭେଲରେ, କାହିଁକି ଦେର୍ ଇଜ ଏ ଡିଫରେନ୍ସ। ତେଣୁ ଆମେ ତାଙ୍କୁ ଆମ ସହିତ ଜଣେ ସେଇଭଳିଆ ଭକ୍ତ ସିନିୟର ଭକ୍ତ ସହିତ ମିଶୁଛି ଯେତେବେଳେ, ସିଏ ସିନିୟର ଭକ୍ତ ବା ଉତ୍ତମ ଭକ୍ତ ଆସୁଛି, ଆମେ କନିଷ୍ଠ ଭକ୍ତ ହେଲୁ, ତେଣୁ ଆମେ ତାଙ୍କ ସହିତ ଡିଲ୍ କଲା ବେଳକୁ ସିଏ ଯଦି ଆମ ସହିତ ମିଶିକି କ୍ଲୋଜଲି ବସିକି କଥା ହେଲେ, କ୍ଲୋଜଲି ବସିକି ଯଦି ପ୍ରସାଦ ପାଇଲେ, ଆମେ ନିଜ ମନରେ ବେଳେ ବେଳେ ଗର୍ବ ଆସିଯାଏ, ମୁଁ ବର୍ତ୍ତମାନ ବହୁତ ବଡ ଭକ୍ତ ହେଇଯାଇଛି। ତେଣୁ ସେ ଭକ୍ତ ମୋ ସହିତ ମିଶୁଛନ୍ତି, ମୁଁ ତାଙ୍କ ସହିତ ମିଶୁନି ବୋଲି ଆସିବ ମନକୁ। ସେ ଭକ୍ତ ଦେଖନ୍ତୁ, ମାନେ ସିଏ ମୁଁ ତାଙ୍କ ପାଖରୁ ସମସ୍କନ୍ଧ ହେଇଗଲେଣି, ବା ସେଭଳିଆ ମନକୁ ଆସେ ଆମର ହୃଦୟରେ ବେଳେ ଆସୁଛି, ବେଳେ କଣ ସବୁବେଳେ ଆସୁଛି। ମାନେ ଆମେ ନିଜ କଥା ଚିନ୍ତା କରିବା, ତ ସେ ଅନ୍ୟାନ୍ୟଙ୍କର କଣ ହେଇଥିବ। କିନ୍ତୁ ଏଇ ଯୋଉ ଶିକ୍ଷାଟା ଏଇଟା ଠିକ ନାହିଁ। ବେଳେବେଳେ ଆମେ ଗୁରୁଦେବକୁ ଭାବୁଥିବା, ଗୁରୁଦେବ ବି ଆମ ସହିତ ସମାନ। ତେଣୁ ଇଏ ଯୋଉ ପୋଜିସନ ଆସିଯାଉଛି ବେଳେବେଳେ, ଇଏ ହଉଛି ବହୁତ ଡେଞ୍ଜରସ୍ ପୋଜିସନ ଆମ ପାଇଁ। କେବେ ବି ଭଗବାନଙ୍କୁ ସମାନ ଲେବୁଲରେ ବା ଅର୍ଡିନାରୀ ବୋଲି ଭାବିବା କଥା ନାହିଁ। ସେମିତି ଗୁରୁଦେବ ବା ଭକ୍ତମାନଙ୍କର ସହିତ ଡିଲ୍ କଲା ବେଳକୁ ବହୁତ କନସିୟସଲି ଡିଲ୍ କରିବାକୁ ପଡିବ। ଏଇଟା ସବୁ ପର୍ସନାଲ ଆପ୍ଲିକେସନରେ ଆସିବ। ରେୟାର ଗ୍ଲୋରି। ତେଣୁ ଏଠି ହେଲା ବର୍ତ୍ତମାନ, ତେଣୁ ସେ କଣ କହିଲେ, ପିତାସ୍ୟ ଲୋକସ୍ୟ ଚରାଚରସ୍ୟ, ୟୁ ଆର୍ ଦି ଫାଦର ଅଫ ଦିସ୍ ୱାର୍ଲଡ। ପିତାସ୍ୟ ଲୋକ ମାନେ ପ୍ରାଣ, ଏଇ ଯୋଉ ୱାର୍ଲଡ, ୟାର ଆପଣ ପିତା, ଫାଦର। ଏବଂ ସବୁ ଯେ ଚର ଓ ଅଚର, ଯେତେ ମୁଭିଂ ଓ ନନ୍ ମୁଭିଂ ଅଛନ୍ତି, ସମସ୍ତଙ୍କର ଆପଣ ହଉଛନ୍ତି ଫାଦର। ତମସ୍ୟ ପୂଜ୍ୟସ୍ୟ ଚ ଗୁରୁ ଗରିୟାନ, ୟୁ ଆର୍ ଦି ମୋଷ୍ଟ ୱାର୍ସିପେବଲ, ଆପଣ ପୂଜନୀୟ ଅଫ ଅଲ ୱାର୍ସିପେବଲ ପିପୁଲ। ଯେତେ ପୂଜନୀୟ ବ୍ୟକ୍ତି ଭିତରେ ସମସ୍ତେ ଆପଣ ପୂଜନୀୟ। ତେଣୁ ଇଭେନ୍ ଯେତେବେଳେ ଆ ଯଜ୍ଞ କରାଗଲା, ସେ ଯଜ୍ଞରେ ଯୁଧିଷ୍ଠିର ମହାରାଜ ଯଜ୍ଞ କଲେ, ତ ସେତେବେଳେ ଅଗ୍ର ପୂଜା କାହାକୁ କରାଯିବ ବୋଲି ଡିସ୍କସ ହେଲା। ତ ସେତେବେଳେ ସମସ୍ତେ ଅନ୍ୟାନ୍ୟ ସମସ୍ତେ ଭକ୍ତ ମାନେ ବା ଯୋଉମାନେ ପିତାମହ ଭୀଷ୍ମ ସମସ୍ତେ ମାନିଲେ ଯେ କୃଷ୍ଣ ହଉଛନ୍ତି ଅଗ୍ର ପୂଜ୍ୟ। ଦୁର୍ଯ୍ୟୋଧନ ମାନୁନଥିଲେ। ଦୁର୍ଯ୍ୟୋଧନ କହିଲେ ସେ କାହିଁକି ତାଙ୍କୁ, ସିଏ କିଏ? ତେଣୁ ସିଏ ଜଣେ ଗୋପାଳ ବାଳକ, ସେ ଆମଠାରୁ ବି ଛୋଟ, ଆମେ ବୟସରେ ମାନେ ବହୁତ ଛୋଟ, ବା ବେଳେ ଆମେ ଭାବିବା ଯେ ସେ ହଉଛନ୍ତି କାଷ୍ଟରେ ଛୋଟ, ମାନେ ତାଙ୍କର କିଛି କାଷ୍ଟ ନାହିଁ, କିନ୍ତୁ ଆମେ ଭାବି ସେ ହଉଛନ୍ତି ଗୌଡ଼, ମୁଁ ହଉଛି କ୍ଷତ୍ରିୟ।
ତ ଏଇଭଳିଆ ମନୋଭାବ ତାଙ୍କର ଆସୁଥିଲା। ଇଏ ଭାବରେ ତେଣୁ ତମସ୍ୟ ପୂଜ୍ୟସ୍ୟ च गुरु गरीयान, you are the most worshipful of all worshipful people and the supreme spiritual master. नत्वत् सम अस्ति अभ्याधिक। अभ्याधिक means अधिक, ଆପଣଙ୍କର କେହି ବଡ ନାହାନ୍ତି। No one is equal to you, where can there be anyone greater than you? ଆପଣ ସେ ସମାନ ନୁହନ୍ତି, ଆପଣଙ୍କର ଉପରକୁ କିଏ ଆସିବେ? ଲୋକତ୍ରୟ, ଏଇ ତିନି ଲୋକରେ ବି ଅଲଗା ଇମେଜରାଲ ପାୱାର ଅପି ଅପ୍ରମିତ ପ୍ରଭାବ, ଆପଣଙ୍କର ପାୱାର ଟା ଇଏ ତିନି ୱାର୍ଲଡରେ ମାନେ ପୁରା କ୍ରିଏସନରେ କେହି ବି ତାଙ୍କ ସହିତ ସମାନ ନାହିଁ। ଏଇଟା ଏଠି ସେ ବତାଉଛନ୍ତି। ନତେ ସେ ତେଣୁ ଏଠି କୁହାହେଲା ନତେ ସେ କାର୍ଯ୍ୟଂ କରଣ ବିଦ୍ୟତେ ସମସ୍ତ ଅଭ୍ୟାଧିକଶ୍ଚ ଦୃଶ୍ୟତେ। ତେଣୁ ଆପଣ କିଛି କର୍ତ୍ତବ୍ୟ ନାହିଁ ବା ଆପଣ କିଛି କରିବା ଦରକାର ନାହିଁ, ତଥାପି ଆପଣ ଆସିକି ଆମ ସହିତ ଲୀଳା କରୁଛନ୍ତି, ଅର୍ଜୁନକୁ କହୁଛନ୍ତି। ଏବଂ ନ ତ ସମସ୍, କି ଆପଣଙ୍କ ସହିତ କେହି ସମାନ ନୁହନ୍ତି। च ଅଭ୍ୟାଧିକସ୍, ନ ତ ସମସ୍ତ ଅଭ୍ୟାଧିକସ୍ च ଦୃଶ୍ୟତେ, ଦେଖାଯାଉନାହାନ୍ତି ଆପଣଙ୍କ ଠାରୁ କିଏ ବେଶୀ। ତେଣୁ ଏଇ ନଲେଜରେ ଭଗବାନଙ୍କ ଯୋଉ ନଲେଜ ହଉଛି, ଯନ୍ତ୍ର ଭଗବାନଙ୍କ ଆମେ ଅର୍ଡିନାରୀ ବୋଲି ଭାବିବାନି, ତାଙ୍କ କର୍ମ ଜନ୍ମ ସବୁ ଅର୍ଡିନାରୀ ନୁହନ୍ତି, ଆମ ଭଳିଆ ନୁହେଁ। ତେଣୁ ଜନ୍ମ କର୍ମ ଚମେ ଦିବ୍ୟମ୍ ଏବଂ ଇଏ ବ୍ୟକ୍ତି ତତ୍ତ୍ୱ ଦେହମ ପୁନର୍ଜନ୍ମ ନୈତିମାମ୍ ଅର୍ଜୁନ। ଭଗବାନଙ୍କର whoever knows Krishna transcendental body activities and perfection, ଯେ ଜନ୍ମ କର୍ମ ଭଗବାନଙ୍କ ଦିବ୍ୟ ଜାଣିବ, ତେବେ ସେଇଭଳିଆ ତମ ସହିତ ଡିଲ୍ କରିବ, ତାହେଲେ ସେ ଜନ୍ମ ତ୍ୟାଗ କଲା ପରେ, ଏଇ ଜନ୍ମ ପରେ ସେ ଭଗବତ ଧାମକୁ ଯିବା ପାଇଁ ତାର ରାସ୍ତା ଖୋଲିଯିବ। ତେଣୁ ଅକେଲା ଈଶ୍ୱର କୃଷ୍ଣ ଚୈତନ୍ୟ ଚରିତାମୃତ ଆଦି ଲୀଳାରେ କୁହାଯାଉଛନ୍ତି ଆର୍ ସଭୃତ୍ୟ। ଓନ୍ଲି କୃଷ୍ଣ କାହା ସହିତ ସମାନ ନୁହନ୍ତି, ସେ ହଉଛନ୍ତି ସେ ଜଣେ ଲୋକ, ଯିଏ ମାଷ୍ଟର କୃଷ୍ଣ, ଆଉ ସମସ୍ତେ ତାଙ୍କର କୃତ୍ୟ ବା ସନ୍ତାନ। No one who can deny his order, କେହି ତାଙ୍କ କଥାକୁ ମାନ୍ୟ ବା ଆଦେଶକୁ ଅମାନ୍ୟ କରିପାରିବେନି। ସମସ୍ତେ ତାଙ୍କର ଡିରେକ୍ସନରେ ଚାଲିଛନ୍ତି, ତାଙ୍କରି ଡିରେକ୍ସନ ସବୁ କିଛି ଚାଲିଛି। ହି ଇଜ ଦି ସୁପରିଟେଣ୍ଡେଣ୍ଟ। ବ୍ରହ୍ମ ସଂହିତାରେ କୁହାଯାଇଛି ସେ ସବୁ, ସୂର୍ଯ୍ୟ ଚନ୍ଦ୍ର ସମସ୍ତେ ତାଙ୍କରି ଇଏରେ ଚାଲିଛନ୍ତି। ଏଭ୍ରିବଡି ମାନେ ତାଙ୍କର କଣ୍ଟ୍ରୋଲରେ ଅଛନ୍ତି, ସମସ୍ତେ ତାଙ୍କରି କଥା ଅନୁସାରେ ଚାଲୁଛନ୍ତି। 44 ଶ୍ଲୋକଟା, 44 ଶ୍ଲୋକ ପଢିବା। तस्मात् प्रणम्यं प्रणिधाय कायं प्रसादये त्वम् अहम् ईशम् इद्यं पितेव पुत्रस्य सखेव सख्यु प्रिय प्रियाय रसि देव सधुम। Sadhum is tolerate. Sadhum. You are the Supreme Lord, to be worshipped by the living being. Thus I fall down to you, to offer you my respectful obeisance and ask your mercy. As a father tolerates the impotence of his son, a friend the impertinence of a friend, or a husband the familiarity of his wife, please tolerate the wrongs I may have done you. The purport: Krishna's devotees relate to Krishna in various relationships. One might treat Krishna as son, one might treat Krishna as a husband, or as a friend, or as a master. Krishna and Arjuna are related in friendship. As the father tolerates the husband or a master tolerates, so Krishna tolerates. ତେଣୁ ଆମେ କିଏ ଭାବରେ ସବୁ ପୂଜା କରୁଛନ୍ତି, କିଏ ସଖା, କିଏ ମାଲିକ ହିସାବରେ ବା ହିସାବରେ, ମାଧୁରସରେ ବାତ୍ସଲ୍ୟରେ, ଏଇଭଳିଆ ଭଗବାନଙ୍କୁ ରିଲେସନସିପରେ ଅଛନ୍ତି। କିନ୍ତୁ କୃଷ୍ଣ କେତେ ଉପରେ ଅଛନ୍ତି, ଅସମର୍ଥ, କିନ୍ତୁ ସେ ଯେତେବେଳେ ସଖା ହିସାବରେ ଆସିବେ, ଯଦି ଜଣେ ଟ୍ରିଟ୍ କରିବ, ତାଙ୍କୁ ଇଏ ଯାହା ଖାଉଥିବ ତାଙ୍କୁ ସେ ଅଇଁଠା ବି ଖାଇ ଦଉଛନ୍ତି। ତେଣୁ କିନ୍ତୁ ଭଗବାନ ସେଗୁଡା ସବୁ ଟଲରେଟ୍ କରୁଛନ୍ତି, କାହିଁକି ନା ଭକ୍ତି ଭାବରେ, ଯେହେତୁ ଭକ୍ତ ତାଙ୍କୁ ଭକ୍ତିରେ ବାନ୍ଧି ଦେଇଛି, ତେଣୁ ଭଗବାନ ସେଗୁଡା ସବୁ କିଛି କେୟାର ନାହିଁ ତାଙ୍କର, ମାନେ ସେ ଖୁସି ଅଛନ୍ତି। କିନ୍ତୁ ସେଇଥିପାଇଁ ବେଳେବେଳେ ଆମେ ଦେଖିବାକୁ ପଡିବ ଯେ ଫାଦର ଟଲରେଟ୍ ଦି ଇମ୍ପୁଡେନ୍ସ ଅଫ ଦି ସନ୍। ଓଡିଆରେ ପଢିଲେ ଏଟା ଯୋଉ ତାର ତାତ୍ପର୍ଯ୍ୟଟା ପଢନ୍ତି ନା ଅନୁବାଦ? ପ୍ରତ୍ୟେକ ଜୀବର ପୂଜ୍ୟ ଭଗବାନ ଆପଣ ଅଟନ୍ତି, ତେଣୁ ମୁଁ ଆପଣଙ୍କୁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଇବା ପାଇଁ ଓ କୃପା ଭିକ୍ଷା ନିମିତ୍ତ ଭୂମିରେ ପଡ଼ି ସାଷ୍ଟାଙ୍ଗ ପ୍ରଣାମ କରୁଛି। ମୁଁ ଆପଣଙ୍କଠାରେ ଯାହା ସବୁ ଭୁଲ କରିଛି, ଦୟାକରି ସେଗୁଡ଼ିକ ସହନ କରନ୍ତୁ। ଯେପରି ପିତା ପୁତ୍ରର କିମ୍ବା ବନ୍ଧୁ ବନ୍ଧୁର କିମ୍ବା ପ୍ରିୟତମ ପ୍ରିୟାର ଦୋଷ ବା ଭୁଲ ନ ଧରି ସବୁ ସହନ କରନ୍ତି, ସେହିପରି ଆପଣ ମୋର ଭୁଲକୁ ସହନ କରନ୍ତୁ।
ଭାବାର୍ଥ ଶ୍ରୀକୃଷ୍ଣଙ୍କର ଭକ୍ତମାନେ କୃଷ୍ଣଙ୍କ ସହିତ ବିଭିନ୍ନ ପ୍ରକାର ସମ୍ବନ୍ଧରେ ସମ୍ବନ୍ଧିତ। କେହି କୃଷ୍ଣଙ୍କୁ ପୁତ୍ର ପରି ଦେଖେ, କେହି କୃଷ୍ଣଙ୍କୁ ସ୍ୱାମୀ ପରି ଦେଖେ, କେହି ବନ୍ଧୁ ପରି ଏବଂ କେହି ପ୍ରଭୁ ପରି ଦେଖେ। ଏହିପରି ଭକ୍ତ ବିଭିନ୍ନ ପ୍ରକାର ସମ୍ବନ୍ଧରେ କୃଷ୍ଣଙ୍କ ସହିତ ସମ୍ବନ୍ଧିତ ହୁଏ। ଶ୍ରୀକୃଷ୍ଣ ଓ ଅର୍ଜୁନ ବନ୍ଧୁ ଭାବରେ ସମ୍ବନ୍ଧିତ। ଯେପରି ପିତା ସହ୍ୟ କରିପାରେ କିମ୍ବା ସ୍ୱାମୀ ସହ୍ୟ କରିପାରେ କିମ୍ବା ମାଲିକ ପ୍ରଭୁ ସହ୍ୟ କରିପାରେ, ସେହିପରି ଶ୍ରୀକୃଷ୍ଣ ସହ୍ୟ କରନ୍ତି। ହରେ କୃଷ୍ଣ। ହରେ କୃଷ୍ଣ। ତେଣୁ ତା ଅର୍ଥ ନୁହେଁ ଯେ ଆମେ ଜାଣିକି ଭଗବାନଙ୍କୁ କେମିତି ବିହେଭ କରିବା, ଭଗବାନ ତ ସବୁ ସହ୍ୟ କରିବେ ଆଉ। ତେଣୁ ଦ୍ୟାଟ୍ ଇଜ ନଟ୍ କରେକ୍ଟ। କିନ୍ତୁ ଆମକୁ ସହ୍ୟ କରିବାକୁ ପଡିବ, କିନ୍ତୁ ଆମେ ଭଗବାନଙ୍କୁ ଏମିତି ବିହେଭ କରିପାରିବାନି। ତେଣୁ ଏଇଠି କୁହାହେଲା ଯେ ପିତା ପୁତ୍ର ସବୁବେଳେ ଭୁଲ କରେ। ଇନ୍ଦ୍ରଦେବ କେତେ ଭୁଲ କରୁଛନ୍ତି, କୃଷ୍ଣ ତାଙ୍କୁ ଟଲେଟ୍ କରୁଛନ୍ତି। ଇନ୍ଦ୍ର କେତେ ଥର ଭୁଲ କରେ, କିନ୍ତୁ ସେ କହୁଛନ୍ତି ଠିକ ଅଛି, ତାଙ୍କୁ ଗୋଟେ ପାୱାର, ଏଡମିନିଷ୍ଟ୍ରେଟିଭ ପାୱାର ଦିଆହେଇଛି, ଏ ଶାସନ ଚଳେଇବା ବହୁତ କଷ୍ଟ, ତେଣୁ ରଜଗୁଣ କାମ, ତେଣୁ ଏଥିରେ ଭୁଲ ହେଇଯାଉଛି। ତେଣୁ ଭଗବାନ ତାଙ୍କୁ ସବୁବେଳେ ମାଫ କରୁଛନ୍ତି। କିନ୍ତୁ ପ୍ରତିଥର କିନ୍ତୁ ଇନ୍ଦ୍ର ଯାଇକି ଭଗବାନ ପାଖରେ ମାଫ, ବ୍ରହ୍ମାଙ୍କ ପାଖରେ ପହଞ୍ଚୁଛନ୍ତି, ବା ଭଗବାନ ଯାଇକି ତାଙ୍କୁ ପୁଣି ବିଷ୍ଣୁଙ୍କ ପାଖରେ ପହଞ୍ଚୁଛନ୍ତି, ବା ଭଗବାନଙ୍କୁ ଯାଇକି କ୍ଷମା ମାଗୁଛନ୍ତି। ତେଣୁ ଭୁଲ ହେଇଯାଉଛି, ଭୁଲ ହେଲେ କ୍ଷମା ମାଗିବାକୁ ପଡିବ। ତେଣୁ ଭଗବାନ ସବୁ ଟଲେଟ୍ କରୁଛନ୍ତି, କିନ୍ତୁ ଆମର ଭୁଲଟାକୁ ଆମେ କହିବାନି ଯେ ଆମେ ଠିକ କରୁଛନ୍ତି ବୋଲି। ସେଇଭଳିଆ ପିଲା ଯେତେବେଳେ ବାପା ପିଲାର ମିଷ୍ଟେକକୁ ବି, ପୁତ୍ର ମିଷ୍ଟେକକୁ ଟଲେଟ୍ କରୁଛି, ନାଇଁ କି? ତେଣୁ ସେଇଭଳିଆ ଫ୍ରେଣ୍ଡର ଯଦି ସେ କିଛି ଭୁଲ କଲା, ତାକୁ ଟଲେଟ୍ କଲା। ସେ ସ୍ୱାମୀ ସ୍ତ୍ରୀର ଇଏକୁ ବି ଟଲେଟ୍ କରୁଛି। ତେଣୁ ସେଇଠି ଅର୍ଜୁନ କରୁଛନ୍ତି ଯେ ମୋର ଯାହା ବି ଭୁଲ ହେଇଛି କୃପା କରି ତାକୁ କ୍ଷମା କରନ୍ତୁ। ଟଲେଟ୍ କରନ୍ତୁ ମାନେ ଏଠି କ୍ଷମା କରନ୍ତୁ। ତେଣୁ ସେ ପାଇଁ କିନ୍ତୁ ଆମକୁ ଗୋଟେ ଶିକ୍ଷା କରିବାକୁ ପଡିବ, କଣ ନା ଆମେ ହଜବେଣ୍ଡ ୱାଇଫ ଭିତରେ ଫ୍ୟାମିଲିଟି ଲେଖା ହେଲା, ଏଇଟା ହେଇପାରିବ ନାହିଁ, ହବା କଥା ନାହିଁ। ପ୍ରୋବ୍ଲେମ ହଉଛି ସେଇଠି ଯେ କାହିଁ ଭୁଲଟା ହଉଛି, ଏଇ ଯୋଉ କ୍ଲୋଜ ରିଲେସନସିପ ରେ ଏଇ ଭୁଲ ଗୁଡା ହଉଛି କଣ ପାଇଁ? ଆମେ ଫେମିଲିଆର ହେଇଯାଉଛନ୍ତି। ଫେମିଲିଆର ମାନେ ଟେକ୍ ଇଟ୍ ଇଜ ଗ୍ରାଣ୍ଟେଡ, ଟେକିନ୍ ଇଟ୍ ଗ୍ରାଣ୍ଟେଡ। ଆରେ ଠିକ ଅଛି, କିଛି ଆମେ ଯାହା କଲେ ବି ଅସୁବିଧା କିଛି ନାହିଁ, ଆମେ ଯାହା କଲେ ବି, ହଁ ସେ ତ ମ୍ୟାରେଜ ହେଇଯାଇଛି, ଆମେ ସେ କଣ ଛାଡି ଯିବେ, ଆସିବେନି, ବା ଆମକୁ କରିବେନି। କିନ୍ତୁ ସେଇ ଯୋଉ ଫ୍ୟାମିଲିଟି, ସେମିତି ବାପା ପିଲାକୁ, ସେ ତ ମୋ ବାପା, ମୁଁ ଯାହା କଲେ କଣଟା ଅସୁବିଧା ଅଛି, ତ ଆମ ମନରେ ଏଇଟା ଆସିଯାଉଛି। ସେମିତି ସାଙ୍ଗ ସାଙ୍ଗ ଭିତରେ ବା ଫ୍ରେଣ୍ଡ ଭିତରେ, ସେ ମୋ ସାଙ୍ଗଟା, ମୁଁ ଯାହା ବି ଯୋଉ ଭଳିଆ କଥା ହେଲେ କଣଟା ଅସୁବିଧା ଅଛି, ବଟ୍ ଏଇଟା ଠିକ ନାହିଁ। ତେଣୁ ସେଇପାଇଁ ଆମକୁ ନିଜକୁ ସତର୍କ ହେବାକୁ ପଡିବ। ଏମିତି ନାହିଁ ଯେ ସେ ସାଙ୍ଗ ଅଛି ଟଲରେଟ୍ କରିବ, କିନ୍ତୁ ଆମେ କାହିଁକି, ଆମେ ସେଇ ପୋଜିସନକୁ କାହିଁକି ଯିବା? କିନ୍ତୁ ପିଲା ବାପାକୁ ହଉ ରେସପେକ୍ଟ ଦବ। ଆମେ ଆମେ କାହିଁକି ଇମ୍ପୋର୍ଟାନ୍ସ ହବା, ବା ଆମେ କାହିଁକି ଅମାନ୍ୟ କରିବା ତାଙ୍କ କଥାକୁ? ସେମିତି ସ୍ୱାମୀ ସ୍ତ୍ରୀ ବା ସ୍ତ୍ରୀ ସ୍ୱାମୀ ଭିତରେ ରିଲେସନସିପକୁ ବି ଏଇଟା ଟଲେଟ୍ କରିବା କଥା, ଟଲେଟ୍ କରୁଛନ୍ତି, କିନ୍ତୁ ଆମେ ଫ୍ୟାମିଲିଆରିଟି ହେଇଗଲେ ଏଇଟା ହଉଛି କଥା। ତେଣୁ ଆମର କୁହନ୍ତି ଫ୍ୟାମିଲିଆରିଟି ବ୍ରିଡ୍ସ କଣ୍ଟେମ୍ପ୍ଟ। ଯେତେବେଳେ ଫ୍ୟାମିଲିଆରିଟି ହେଇଯିବ, ସେତେବେଳେ ଏଇ ସବୁ ଜିନିଷଟା ଭୁଲ ହବ। ସେପାଇଁ ସବୁବେଳେ ଭଗବାନଙ୍କୁ ବା ଭକ୍ତକୁ ବା ଯାହାକୁ ବି ହଉ, ସ୍ୱାମୀ ସ୍ତ୍ରୀ ଭିତରେ, ବାପ ପୁଅ ଭିତରେ ଯୋଉ ରେସପେକ୍ଟଟା ରଖିବାକୁ ପଡିବ। ରେସପେକ୍ଟ ଫୁଲ ରହିବ ପିଲାକୁ ବି, ଆଉ ପିଲା ବି ବାପାକୁ ଆହୁରି ରେସପେକ୍ଟଫୁଲ ରହିବାକୁ ପଡିବ। ସେଭଳିଆ ଫ୍ରେଣ୍ଡ ଭିତରେ ଯାହା ବି କରିବ, ଗୋଟେ ରେସପେକ୍ଟ ମେଣ୍ଟେନ କରି ଚାଲିବାକୁ ପଡିବ। ଯଦି ରେସପେକ୍ଟ ନାହିଁ, ଫ୍ୟାମିଲିଟି ହେଇଗଲା, ତାହେଲେ ଏଇଭଳିଆ ପ୍ରୋବ୍ଲେମ ହବ। ଭକ୍ତ ହେଲେ ଭକ୍ତ ସିନା ମାଫ କରିଦଉଛି, ବା ଭକ୍ତ ଅନ୍ୟମାନଙ୍କୁ ମାଫ କରିଦବ, କିନ୍ତୁ ମେଟାଲିଷ୍ଟିକ ୱାର୍ଲଡରେ ଯୋଉମାନେ ହଜବେଣ୍ଡ ୱାଇଫ କାହିଁ ଟଲେଟ୍ ହେଇପାରେ? ଯଦି କିଛି ଟିକେ ଭୁଲ ହେଇଗଲା, ଡାଇଭର୍ସ ହେଇଯାଉଛି। ତ ସେଇଭଳିଆ ବାପା ପୁଅ ଭିତରେ ଝଗଡା ହେଇଯାଉଛି, ଭାଇ ଭାଇ ଭିତରେ ଝଗଡା ହେଇଯାଉଛି, କାହିଁକିନା ମେଟାଲିଷ୍ଟ ଦୁନିଆ। ଏଠି କେବଳ ଅଜାତ ଶତ୍ରୁ, ମାନେ ଭକ୍ତ ହଉଛନ୍ତି ଅଜାତ ଶତ୍ରୁ। କାହିଁକି ନା ସେ ଅନ୍ୟମାନଙ୍କୁ ସବୁବେଳେ ତାଙ୍କୁ ରେସପେକ୍ଟଫୁଲ ରୁହେ। ଛୋଟ ଲୋକ ବି, ପିଲାକୁ ବି ରେସପେକ୍ଟ ଦେବାକୁ ପଡିବ, ବଡକୁ ରେସପେକ୍ଟ ଦେବାକୁ ପଡିବ, ବା ସମସ୍ତଙ୍କର ଆଶୀର୍ବାଦ କାମନା କରିବାକୁ ପଡିବ। ତେଣୁ ଏଇ କଥାରେ ମୋର ସବୁବେଳେ ମନେ ପଡେ, କାହିଁକିନା ମୋର ଯଦିଓ ଆମେ ସେତିକି ଲେଭେଲ ଆସିନାହିଁ, କିନ୍ତୁ ଆମେ ସେ ଘଟଣା ମୁଁ ସମସ୍ତ ପାଖରେ ବି ଏକ୍ସପ୍ରେସ କରେ। କେମିତି ଜଣେ ଆମର ଭକ୍ତ ଯେ ଗାଇଡ କରୁଥିଲେ, ସେ ଗୋଟେ କଥା ଥରେ ଏମିତି ଗୋଟେ ଇନସିଡେଣ୍ଟରେ କହିଥିଲେ, ଯୋଉଟା କି ଆମେ ଯଦିଓ ଟ୍ରାଏ କରୁଛନ୍ତି ଇମ୍ପ୍ଲିମେଣ୍ଟ ହେଇପାରୁନି, କିନ୍ତୁ ସେ ମନରେ ସେଇଟା ଗୋଟେ ଇମ୍ପ୍ରେସନ ଆସି ରହିଗଲା ଯେ ଆମର ଏଇ ଭକ୍ତ ମାନଙ୍କର ମନରେ ବେଳେ ବେଳେ ଆସେ, ମାନେ ସ୍ପେଶାଲି ମୁଁ ମୋ ନିଜ ବିଷୟରେ ଆମେ ଚିନ୍ତା କରୁଛି, କଣ ଆମେ ଭାବେ ମୁଁ ଭକ୍ତ ହେଇଛି, ତେଣୁ ଅନ୍ୟ ଲୋକ ଯେ ଭକ୍ତ ହେଇନାହାନ୍ତି ବା ମୁଁ ଭକ୍ତି ରାସ୍ତାରେ ଅଛି,
ସେମାନଙ୍କର କିଛି ଗୁଣ ବା ସେମାନେ କିଛି କାମ କା ଲୋକ ନାହିଁ, କାମି ମାନେ ଆମ କାମରେ କିଛି ଆସିବେ ନା, ସେମାନେ କିଛି ବେକାର ଏଭଳିଆ ମନରେ ଆସେ। କାହାର ଆସେ? ମୋର ତ ଆସୁଛି। କିନ୍ତୁ ଏଇ ଜିନିଷଟା ଠିକ ନାହିଁ। ଯଦି ଜଣେ ଆଜି ଭକ୍ତ ହେଇଛି ଆଉ ଜଣେ ହେଇନାହିଁ, ତାହେଲେ ଦିନେ ସେ ଭକ୍ତ ହେଇପାରିବ ନା ନାହିଁ। ସେଇ ପାଇଁ ଆମର ଟିଚର କେବେ ବି କୁହନ୍ତି ଡିଭୋଟି ନନ୍ ଡିଭୋଟି କୁହନ୍ତିନି, ମାନେ ଅଭକ୍ତ ବୋଲି କେବେ କୁହନ୍ତିନି। ଅଭକ୍ତ ୱାର୍ଡ ଟା ଠିକ ୱାର୍ଡ ନାହିଁ। ଇଏ ଟୁ ବି ଡିଭୋଟି ଇଂଲିଶ ଭକ୍ତ ହବାର ଅଛି ଦିନେ। କାହିଁକି? କେମିତି ହେଇପାରିବ ଭକ୍ତ? କାହିଁ ହବନି? ହବ କାହିଁ? ନିଶ୍ଚୟ ସମସ୍ତେ ଭଗବାନଙ୍କ ସନ୍ତାନ। ଆମେ ତାଙ୍କୁ ଆଜି ଭୁଲି ଯାଇଛନ୍ତି ଭଗବାନଙ୍କୁ, ତ କାଲି ନିଶ୍ଚୟ ଆମେ ଏଇ ଜନ୍ମ ପାଇଲେ କି ଭୁଲିଗଲେ ଚିନ୍ତା କରିପାରିଲେ, ଯଦି କାଲି ସେ ଆଉ ଜଣେ ଲାଇନରେ ବି ଆସିପାରେ, ଏଇ ଜନ୍ମରେ ବି ଆସିପାରେ, ବା ନେକ୍ସଟ ଜନ୍ମ ଆସିପାରେ, ତାହେଲେ ଆମେ ତାକୁ ଅଭକ୍ତ କହିବା କଥା ନାହିଁ, ବା ସେଭଳିଆ ଟ୍ରିଟମେଣ୍ଟ ବି କରିବା କଥା ନାହିଁ। ତେଣୁ ସେଇପାଇଁ ଏଇ ଯୋଉ ଫ୍ୟାମିଲିଟିଟା କଣ ହୁଏ ନା, ଏଇ ଯୋଉ ନିଜକୁ ସୁପିରିୟର ପୋଜିସନ ଆମେ ନେଇ ଆସୁ, ସମାନ ବା ଉପରକୁ ପୋଜିସନକୁ ନେଇ ଆସୁ, ଯେତେବେଳେ ଫ୍ୟାମିଲିଟିଟା ହେଇଯାଏ ବା ଆମେ ତାଙ୍କ ପାଖକୁ ରେସପେକ୍ଟଫୁଲ ନାହିଁ, ଆମେ ଛୋଟ ପିଲାକୁ ହେଲେ ବି, ଆମେ ଜଣେ ଭକ୍ତ ହେଲେ ତାଙ୍କୁ ଛୋଟ ପିଲା ହେଇଥିଲେ ବି ତାଙ୍କୁ କଣ ପ୍ରଭୁ ବୋଲି କହୁଛନ୍ତି, କିନ୍ତୁ ଆମେ ବାହାର ଲୋକକୁ ହେଲେ ସେଭଳିଆ ରେସପେକ୍ଟ ଦଉଛନ୍ତି? ଦେଇପାରୁନାହାନ୍ତି। ତ କିନ୍ତୁ ତେଣୁ ସେଇ ଇନସିଡେଣ୍ଟ କଥା ଯୋଉ କହୁଥିଲି, ଆମର ଦୀକ୍ଷା ଯେତେବେଳେ ଆମର ଦୀକ୍ଷା ଉତ୍ସବ ହେଲା, ଦୀକ୍ଷା ପରେ ଆମେ ବୈଷ୍ଣବ ସେବା ପାଇଁ ଆମେ କିଛି ବୈଷ୍ଣବକୁ ଇନଭାଇଟ କରିବାର ଥିଲା, କରିଥିଲୁ। ସେତେବେଳେ ଆମେ ତାଙ୍କର ସମସ୍ତ ଭକ୍ତଙ୍କ ପାଖରେ ଆମେ କ୍ଲାସ ଯୋଉ ହୋଇଥିଲା, ସେଥିରେ ଆମେ ସମସ୍ତେ ୱାଇଫ ଆମେ ତାଙ୍କ ପାଖରେ ଆମର କୃତଜ୍ଞତା ଆଭାରୀ ଜଣାଉଥିଲୁ ଯେ ଯାହା ହଉ ଆପଣଙ୍କ ଆଶୀର୍ବାଦ ମିଳିଲା, ଆଉ ଆକୁ ବି ଆଶୀର୍ବାଦ ଦିଅନ୍ତୁ, ଯାହା ଫଳରେ କି ଆମେ ଆଜି ଭକ୍ତି ମାର୍ଗରେ ଆସିପାରିଲୁ ବା ଭଗବାନ ସହିତ ଯୋଡି ପାରିଲୁ ବା ଗୁରୁଦେବ ସହିତ ଯୋଡି ପାରୁଛୁ। ତେଣୁ ଆମେ ଆମର କୃତଜ୍ଞତାଟା ଜ୍ଞାପନ କରୁଛୁ। ବୈଷ୍ଣବ ସେବାରେ ଆମେ ଏଇଟା ହୁଏ। ଏବଂ ସେତେବେଳେ ଆମର ଯୋଉ ଗାଇଡ ଥିଲେ, ସିଏ ବସିଥିଲେ ଯେତେବେଳେ ସିଏ କହିଲେ ସଙ୍ଗେ ସଙ୍ଗେ ଆମର ହୃଦୟ କଥା ସେ ଜାଣିପାରିଲେ। ଜଣେ ଭକ୍ତ ସେ ଜାଣିପାରନ୍ତି, ତା ସହିତ ଆପଣ ସମ୍ପର୍କ ଥିବ ବା ଗୁରୁଦେବ ସେ ଜାଣିପାରିବେ। ସଙ୍ଗେ ସଙ୍ଗେ ସିଏ କହିଲେ, ଆମର ଫାଦର ଇନ୍ ଲ ମଦର ଇନ୍ ଲ ଥିଲେ, ସେ ସବୁବେଳେ ଆସିପାରନ୍ତି ପ୍ରୋଗ୍ରାମକୁ, ଚଢିଆ କଷ୍ଟ ଉପରକୁ। ସେ କହିଲେ ନାଇଁ ନାଇଁ, ମାନେ ନାହିଁ କହିଲେ, ଦେଖନ୍ତୁ ଆପଣ ମାନଙ୍କର ବି ତାଙ୍କ ପ୍ରତି କୃପା ଦରକାର। ସଙ୍ଗେ ସଙ୍ଗେ କହିଲେ, ସେ ଭକ୍ତି ଲାଇନ ନଥିଲେ ବା ଜପ ବି କରୁନଥିଲେ, ଏବେ ଟିକେ ଟିକେ କରୁଛନ୍ତି, କିନ୍ତୁ ସିଏ ସେତେବେଳେ ବି କହିଲେ ଯେ ଆପଣ ମାନଙ୍କର ବି ଆଶୀର୍ବାଦ ବହୁତ ଦରକାର, ଆପଣଙ୍କ ବି କୃପା ଦରକାର। ମାନେ ଦେଖନ୍ତୁ ମୋ ମନରେ କଣ ଅଛି ବୋଲି ସେ ଜାଣିପାରିଲେ ହଠାତ୍ କି, ମାନେ ଜିନିଷଟା ଯେ ଆପଣ ମାନଙ୍କର ବି, ଆମେ ଭାବିଲୁ ଯେ ଭକ୍ତମାନେ ଅଛନ୍ତି ତାଙ୍କୁ ଗ୍ଲୋରିଫାଏ କରୁଛୁ, ସେମାନେ ତ ଭକ୍ତି ଲାଇନରେ ନାହାନ୍ତି, ତେଣୁ ଆମେ ତାଙ୍କୁ ଗ୍ଲୋରିଫାଏ କରିବା ଦରକାର ନାହିଁ ବା ତାଙ୍କର ବି ଆଶୀର୍ବାଦ କାମନା କରିବା ଦରକାର ନାହିଁ, ଆମ ଭକ୍ତର ଖାଲି ଆଶୀର୍ବାଦ ଦରକାର। ତ ଇଏ ପଏଣ୍ଟଟା ଠିକ ନାହିଁ। ଆମେ ଯେତେ ଲୋକଙ୍କର ବି ଆଶୀର୍ବାଦ ନବା ଭଲ, ସମସ୍ତଙ୍କର ଆଶୀର୍ବାଦ ଆମକୁ ଦରକାର। ତ ସେଇ ପାଇଁ ସମସ୍ତଙ୍କର ଶୁଭେଚ୍ଛା, ସମସ୍ତ ଆଶୀର୍ବାଦ ଆମକୁ ଦରକାର। ତେଣୁ ସେଇ ପଏଣ୍ଟରେ ମୋର ଏଇଟା ମନେ ପଡେ। ଆଉ ଏଇ ଫ୍ୟାମିଲିଟି କୁହନ୍ତି, କେବେ ବି ଭକ୍ତ ଭିତରେ, ବାପା ପିଲା ଭିତରେ ଯୋଉ ସମ୍ପର୍କଟା ଫ୍ୟାମିଲିଆର କେବେ ହବା କଥା ନାହିଁ। ଆମେ ବେଳେ ଟିଚର୍ସକୁ ସମାନ ବୋଲି ଭାବି ଦଉଛନ୍ତି, ଆମର ଯେ ଗାଇଡ ବା ଟିଚର୍ସ। କିଛି ଦିନ ପରେ କଣ ସେଦିନ ପ୍ରଭୁ ପଚାରିଲେ କାହିଁକି ଆମ ପୋଜିସନ ଏମିତି, ଆମ କାହିଁକି ସେବା ବା ମନରେ ଭାବ ଆସୁନାହିଁ? ତ ଏଇଟା ହଉଛି କାରଣ ଆମ ଫ୍ୟାମିଲିଆରିଟି ବ୍ରିଡ୍ସ କଣ୍ଟେଣ୍ଟ, ଫ୍ୟାମିଲିଆରିଟି ହେଇଯାଉଛି। ଯେମିତି ଆମେ ଆଗରୁ ଭକ୍ତକୁ ଦେଖିଲେ ଯେମିତି କରୁନଥିଲେ, ଯେମିତି ଦୂରରୁ ପ୍ରଣାମ କରୁଥିଲେ ବା ଭାବୁଥିଲେ ସେ କେତେ ବଡ ଭକ୍ତ, ଆମେ କିଛି ନୁହେଁ। କିନ୍ତୁ ଏବେ କଣ ହେଇଯାଉଛି ନା ଆମେ ତାଙ୍କ ପାଖାପାଖି ଅଛୁ, ଆମେ ବି ହମ କିସି ସେ କମ ନାହିଁ। ତ ଇଏ ଯୋଉ ମନକୁ ଆସିଯାଉଛି, ଯାହା ଫଳରେ କି ଆମର ଫ୍ୟାମିଲିଟି, ଏଇଟା ଫ୍ୟାମିଲିଟି ପାଇଁ। ତେଣୁ ବେଳେ ବେଳେ ଯେତେବେଳେ ସିନିୟର ଭକ୍ତ ବି ଆମ ସହିତ ଯାଉଥିବେ, ଆମେ ତାଙ୍କ ସହିତ ବି ଯାଉଛନ୍ତି, ତ ଆମେ ଟ୍ରେନରେ ମିଶିକି ଯାଉଛନ୍ତି ବା ଗୁରୁଦେବ ଆମ ସହିତ ଯାଉଛନ୍ତି, ଆମେ କେମିତି ଆମେ କଣ କରିବା? ସେମ୍ ଟ୍ରେନରେ, ସେମ୍ କମ୍ପାର୍ଟମେଣ୍ଟ, ସେମ୍ ଗୋଟେ ସିଟରେ ବସୁଛନ୍ତି, କଣ କରିବା? ଏଇଟା ଆମ ଟିଚର କହିଥିଲେ, ସେଇଟା ପାଇଁ ମୁଁ ଏକ୍ସପ୍ରେସ କରିବାକୁ ଚାହୁଁଛି। କେମିତି ଆମେ ରେସପେକ୍ଟଫୁଲ ରହିବା? ଆମେ ତ ସିଟ୍ ବୁକିଂ ହେଇଛି 2 ଜଣଙ୍କର ବା 3 ଜଣଙ୍କର, ଗୋଟେ ସିଟରେ ବସି, ଗୋଟେ ସାଇଡ୍ ଏରେ ବସିବାକୁ ପଡିବ। କଣ କରିବା? ଆମେ ସେ ତଳେ ବସି ପଡିବା? ବର୍ତ୍ତମାନ ଅନ୍ୟମାନେ ବି ଅଛନ୍ତି ସେଇଠି, ଆମେ ତଳେ ପେପର ମିଳି ବସିବା, এটা ଠିକ ଲାଗିବ ନା? ଯିଏ ଯୋଉ ଭକ୍ତ ଥିବ, ସିନିୟର ଥିବ, ସିଏ ତାକୁ ବି ଭଲ ଲାଗିବ କି? ଭଲ ଲାଗିବନି। ବର୍ତ୍ତମାନ କଣ କରିବା? ରେସପେକ୍ଟଫୁଲ ଆଟିଚ୍ୟୁଡ ରହିବା ଦରକାର, ରେସପେକ୍ଟଫୁଲ ଆଟିଚ୍ୟୁଡସ। ସେଇପାଇଁ ଫ୍ୟାମିଲିଟି କେବେ ବି ରଖିଲେ, ଫ୍ୟାମିଲିଟି ମାନେ କ୍ଲୋଜ ହେଇଗଲେ, ବେଶୀ ଫ୍ୟାମିଲିଆର ହେଇଗଲେ, ରେସପେକ୍ଟଫୁଲ ଆଟିଚ୍ୟୁଡ ରୁହେନି। ସେଇପାଇଁ ହଜବେଣ୍ଡ ୱାଇଫ ହଉ, ଫ୍ରେଣ୍ଡ ହଉ, ଏଇ ଯୋଉ କଥାରେ ବାପା ପୁଅ ହଉ ବା ଗୁରୁ ଶିଷ୍ୟ ହଉ,
ଫ୍ୟାମିଲାରିଟି କେବେ ଆଣିବା କଥା ନାହିଁ। ତେଣୁ ସେଠି ବସିବା ଆଗରୁ ଗୁରୁଦେବକୁ ବା ସିନିୟର ଭକ୍ତକୁ ପ୍ରଣାମ କରିବା କଥା ଏବଂ ମନରେ ଭାବିବା କଥା ଯେହେତୁ ସିନିୟର ଭକ୍ତ ଜଣେ ମତେ ବସିବା ପାଇଁ ବାଧ୍ୟ ଏଠି ବୋଲି ମୁଁ ସେଇ ଚାନ୍ସରେ ତାଙ୍କ ସାଙ୍ଗରେ ବସୁଛି। ଆଉ ମନରେ ସେଇ ଇଏ ଭାବଟା ରହିବା ଦରକାର ସବୁବେଳେ ଆ ତାଙ୍କ ପ୍ରତି ଆମର ଯୋଉ ସିନିୟର ପୋଜିସନଟା ବା ଯୋଉ ତାଙ୍କର ମହାନତାଟା ଆମର ହୃଦୟରେ ଯେମିତି କମ ନ ହଉ ଏବଂ ନିଜକୁ ସବୁବେଳେ ଆମେ ଯେମିତି ଛୋଟ ବା ଆମେ ବହୁତ ତଳେ ଅଛନ୍ତି ବୋଲି ସେଇଟା ଫିଲିଂଟା ସବୁବେଳେ ରହିବା ଦରକାର। ଏଇଟା ପ୍ରଭୁ ହିଁ କି ଆମକୁ ହରେ କୃଷ୍ଣ ଉପନିଷଦରେ ପଢିଲା ବେଳକୁ କିନ୍ତୁ ଗୋଟେ ଶ୍ଲୋକରେ ପୁଣି କୁହାଯାଇଥିଲା ଆମ ମାନଙ୍କୁ ଆମର ମାନେ ହୃଦୟର କଥା ତାଙ୍କୁ ଜଣେଇବା ଦରକାର ବୈଷ୍ଣବ ମାନଙ୍କୁ। ତ ଏଇଟା କେମିତି କଣ ତାହେଲେ ଏଇଟା ଆପଣ ଯୋଉଟା କହୁଛନ୍ତି କଣ୍ଟ୍ରାଡିକ୍ଟ କରୁଛି? ନାଇଁ ନାଇଁ କଣ୍ଟ୍ରାକ୍ଟରେ ମୁଁ କହିନି ସେଟା ମାନେ ମୁଁ କଣ କହିଲି ଆଟିଚ୍ୟୁଡ ବିହେଭିୟର ହରେ କୃଷ୍ଣ ମାତାଜୀ। ହୁଁ ହଁ ଯୋଉଟା କହିଲେ ସେଟା କଣ୍ଟ୍ରାଡିକ୍ଟ ନାହିଁ। ମୁଁ କଣ କହୁଛି ସେଟା ଆଉ ଗୋଟେ ପଏଣ୍ଟ କହୁଛି। ସେ ପଏଣ୍ଟଟା ଆପଣ ଯୋଉଟା କହିଲେ ମୁଁ ଆସିବି ସେଟା ଅଲଗା ପଏଣ୍ଟଟା। ମାନେ ଆମର ଆଟିଚ୍ୟୁଡ ଟା କଣ ଥିବା ଦରକାର, ଆମର ମନର ଭାବଟା ତାଙ୍କ ପ୍ରତି କଣ ରହିବା ଦରକାର। ତା ଅର୍ଥ ନୁହେଁ ଯେ ଆମର ହୃଦୟ କଥା ତାଙ୍କୁ ଖୋଲି କହିବନି ବୋଲି କୁହାହେଲାନି। ଯେତେବେଳେ ହୃଦୟ କଥା ଖୋଲିବାକୁ ଯିବା ଆଗରୁ ପ୍ରଣିପାତନ ପରିପ୍ରେଷଣ ତାପରେ ସେବୟା ନା। ପ୍ରଣିପାତନ ମାନେ କମ୍ପ୍ଲିଟଲି ସରେଣ୍ଡର ମୁଡ୍ ରହିବାକୁ ପଡିବ। ନିଜକୁ ସାଷ୍ଟାଙ୍ଗ ପ୍ରଣାମ କଲେ ଫିଜିକାଲି, କିନ୍ତୁ ମାନସିକ ଭାବରେ ବି ଆମର ହୃଦୟରେ ବି ତାଙ୍କ ପ୍ରତି ସେଇ ମାନେ ଗରିୟସୀ ଭାବଟା ରହିବାର ଅଛି। ତାପରେ ପରିପ୍ରେଷଣ କରିବ, ପ୍ରଶ୍ନ କରିବନି ବୋଲି କିଏ କହିଲା? ବା ଆନ୍ସର ବା ଆମର ପ୍ରୋବ୍ଲେମ ଟା କଣ ଅଛି କହିବା ପାଇଁ କିଏ ମନା କଲା? କହିବାକୁ ପଡିବ। କିନ୍ତୁ କହିବା ଆଗରୁ ବା ତାଙ୍କ ସହିତ ଆମର କୋଉ ଭଳିଆ ବିହେଭିୟର କରିବା ଦରକାର, ଫିଜିକାଲ ୱେରେ ମେଣ୍ଟାଲ ୱେରେ ତାଙ୍କୁ ରେସପେକ୍ଟ କେମିତି ରହିବା ଦରକାର ସେଇଟା ମୁଁ କହୁଛି। ତାପରେ ପଚାରିବ କଥା ହବ, ସେଗୁଡା କହିବନି କି ଆମେ ବସଛୁ ଚୁପଚାପ ବସିବୁ କି? ଭକ୍ତ ସହିତ ମିଶିଲେ କଣଟା ଶୁଣିବ, କିଛି କ୍ୱେଶ୍ଚନ କରିବ, ସିଏ କିଛି ଆନ୍ସର ଦେବେ, ତ ସେ ଜିନିଷରେ ଚାଲିବ। ମୋର କିଛି ପ୍ରୋବ୍ଲେମ ଅଛି ମୁଁ ତାଙ୍କୁ ଏକ୍ସପ୍ରେସ କରିବି, ସିଏ ବି ଆମକୁ କ୍ୱେଶ୍ଚନର ଆନ୍ସର ବି ଦେବେ, ତ ସେଇଟା ଚାଲିବ। କିନ୍ତୁ ଆପ୍ରୋଚ ମେଥଡଟା ଆଟିଚ୍ୟୁଡଟା କଣ ରହିଥିବ, ଫ୍ୟାମିଲିଆରିଟି ରହିବା ଦରକାର ନାହିଁ। ଫ୍ୟାମିଲିଆରିଟି ବିଟ୍ସ କଣ୍ଟେମ୍ପ୍ଟ, ମାନେ ବହୁତ ଦିନ ପରେ ଭକ୍ତ ଭିତରେ ଫ୍ୟାମିଲିଆରିଟି ହେଇଯାଏ। ଆଉ ତାକୁ ଆଭଏଡ କରିବାକୁ ହେଲେ କିଛି ଅଛି ଆଟିଚ୍ୟୁଡ୍ସରେ କୁହାଯାଇଛି କଣ, ଯେମିତି ଗାଇଡ ହଉ ବା ସିନିୟର ଭକ୍ତ ହଉ, ଯେମିତି ଆମେ କଣ କରୁଛନ୍ତି ମନ୍ଦିରରେ ରହିଲେ ବା ଘରେ ବି ରହିଛନ୍ତି, ପିଲା ବାପାକୁ ପ୍ରଣାମ କରିବା ଦରକାର। ଭକ୍ତ ହେଇଥିଲେ ବି ପ୍ରଣାମ କରିବ, ଭକ୍ତ ନ ହେଇଥିଲେ ପ୍ରଣାମ କରିବ। ବର୍ତ୍ତମାନ ଯଦି ପ୍ରଣାମ ନ କଲା କଣଟା ହବ? ବାପ ପୁଅର କଣ ପ୍ରୋବ୍ଲେମଟା ହଉଛି? ଇମ୍ପୋର୍ଟାନ୍ସ ଆସିଯାଉଛି ଏଇ ପାଇଁ ଯେ ସେ ପ୍ରଣାମ କରୁନି ବୋଲି। ଫାଷ୍ଟ ମାନେ ଫିଜିକାଲି, ତାପରେ ମେଣ୍ଟାଲି, ଏସବୁ ଦରକାର। ଫିଜିକାଲି ମେଣ୍ଟାଲି ରେସପେକ୍ଟ ରହିବା ଦରକାର ନା, ତ ପ୍ରଣାମ କରିବନି ସିଏ। ବର୍ତ୍ତମାନ ସିଏ କଣ କଲା, ସେ ସମାନ ହେଇଗଲା। ଆଜିକାଲି ଆମେ ବି ଶିଖା ଯାଉଛନ୍ତି, ଆରେ ପୁଅ 16 ବର୍ଷ ହେଇଗଲା, 16 ବର୍ଷ ପ୍ରାପ୍ତି 16 ବର୍ଷ, ପୁତ୍ର ମିତ୍ର ଆଚରେ। ଠିକ ଅଛି, ପୁତ୍ର ମିତ୍ର ଭଳି ଆଚରଣ କରିବ, କିନ୍ତୁ ପୁତ୍ର କେବେ ଭାବିବନି ଯେ ମୁଁ ବାପା ସହିତ ସମାନ ବୋଲି, ମୋର ହାଇଟ ଟା ବାପାଠାରୁ ବଢିଗଲାଣି, ମୁଁ ସମାନ ହେଇଗଲି ବୋଲି, ମୋର ମୁଣ୍ଡକୁ ହାତ ପାଇଗଲା। ପୁତ୍ରର କାମ ସେଟା। ବଟ୍ ପିତା ବି ତାକୁ ଭାବିବ ନାହିଁ ଛୋଟ ଅଛି, ସେ ଏବେ ବି ଛୋଟ ଅଛି, ତେଣୁ ତାକୁ ମୁଁ ଯାହା ଭଳିଆ ଟ୍ରିଟ୍ କରିଛି, ସେମିତି ନାହିଁ। ତେଣୁ ମାନେ ଯେ କହୁନାହାନ୍ତି ଯେ 5 ବର୍ଷ ପର୍ଯ୍ୟନ୍ତ ତାଡ ନାହିଁ, ତାଡ ନାହିଁ 5 ବର୍ଷାଣି। 5 ବର୍ଷ ପର୍ଯ୍ୟନ୍ତ ପିଲାକୁ ଯେମିତି ପନିଶମେଣ୍ଟ ଦେଇପାରିବ, ତାପରେ ଲାଳନେ, ତାପରେ ତାଡାଏ, ତାପରେ ଯାଇକି ମାନେ ବନ୍ଧୁ ହିସାବରେ ବା ମିତ୍ର ହିସାବରେ ଟ୍ରିଟମେଣ୍ଟ କରୁଛି। ଏଠି କହିବାର ମତଲବ ହଉଛି ଯେ ସମସ୍ତେ ରେସପେକ୍ଟଫୁଲ ରହିବା ଦରକାର। ପିଲା ବି ବାପା ପ୍ରତି ରେସପେକ୍ଟ ରହିବ, ବାପା ବି ପିଲା ପ୍ରତି ରେସପେକ୍ଟ ରହିବ। ସ୍ୱାମୀ ସ୍ତ୍ରୀ ପ୍ରତି ରହିବ, ସ୍ତ୍ରୀ ସ୍ୱାମୀ ପ୍ରତି ରହିବ। ଉନ୍ନତ ଭକ୍ତ ଜୁନିୟର ଭକ୍ତ ପ୍ରତି ରେସପେକ୍ଟ ରହିବ, ଜୁନିୟର ଭକ୍ତ ବି ଉନ୍ନତ ପ୍ରତି ଆହୁରି ରେସପେକ୍ଟ ରହିବ। ମୋର କହିବାର ମତଲବ ହଉଛି ରେସପେକ୍ଟଟା ନ ରହିଲେ ଫ୍ୟାମିଲିଆରିଟି ହେଇଯାଉଛି। ସେଇ ଫ୍ୟାମିଲିଆରିଟି ପାଇଁ ଆମର ଅପରାଧଟା ହୁଏ। ନେକ୍ସଟ ଷ୍ଟେଜଟା ସେଟାକୁ ମେଣ୍ଟେନ କରିବାକୁ ହେଲେ କିଛି ମାନସିକ ଫିଜିକାଲି ମାନସିକରେ ଆମକୁ ମେଣ୍ଟେନ କରିବାକୁ ପଡିବ କିଛି। ତେଣୁ ଫିଜିକାଲି ହଉଛି ତାଙ୍କୁ ପ୍ରଣାମ କରିବା ଦରକାର, ଯେମିତି କହିଲେ ଯିଏ ଯାହାକୁ ଯେମିତି ଅଛି। ଆମେ ଥରେ ଦର୍ଶନ ହେଲା ବେଳେ ମର୍ଣ୍ଣିଂରେ ଥରେ ଦେଖା ହେଇଗଲା, ଭକ୍ତମାନଙ୍କୁ ଆମେ ପ୍ରଣାମ କରିଦଉଛନ୍ତି, କିନ୍ତୁ ତାପରେ ଦିନ ସାରା ଆମେ ପ୍ରଣାମ କରୁନାହାନ୍ତି। କିଏ ଏଥର ପ୍ରଣାମ କରିବ? ଫର ଏକ୍ଜାମ୍ପଲ, ଯଦି ସିଏ ପ୍ରଣାମ କରେ, ତାର କରିବାର ଭାବଟା ରହିବ ନା ନାହିଁ? ତେଣୁ ସେଇଭଳିଆ କିମ୍ବା ଆମେ
बहुत लोक भी बहुत क्लोज ହେଇଗଲା ପରେ ଆମେ ଯଦି ଭକ୍ତ ପାଖାପାଖି ରହିଛନ୍ତି ସାଙ୍ଗରେ ବି ଆମେ ଉଠିକି କେବେ ପ୍ରଣାମ କରୁଛନ୍ତି? କିଛି ଦିନ ପରେ ଆମେ ପ୍ରଣାମ କରିବୁ ନା, ଅନ୍ୟାନ୍ୟ କରୁଥିବେ, ଆମର ଏମିତି ହେଇଯାଉଛି। କିନ୍ତୁ ବା ଆମେ ଭାବୁଛେ ଛୋଟ ମାନେ ଇଏ ଭକ୍ତ ବା ନୂଆ ଭକ୍ତ, ଆମେ ତାଙ୍କ ପାଇଁ ପ୍ରଣାମ କରିବା, ସିଏ ଆଗ ପ୍ରଣାମ କରୁ ତାପରେ ମୁଁ ପ୍ରଣାମ ହରେ କୃଷ୍ଣ କରି, ଇଏ ମନରେ ଆସୁଛି। ଏଇ ସବୁ ଜିନିଷ ପାଇଁ ଏଇ ସବୁ ଜିନିଷଟା ହଉଛି। ଏଇଟା ଆମର ଶିକ୍ଷା ଗୁରୁ କିଛି ବତେଇଥିଲେ ଏଇ ଜିନିଷରେ, ଯାହାଫଳରେ କି ଏଇଟାକୁ ଆମେ ଏବେ ଟିକେ ଡିସ୍କସ୍ କଲେ। ସବୁ ଇଏରେ କିଛି ପ୍ରାକ୍ଟିକାଲ ଆପ୍ଲିକେସନ୍ସ ଅଛି। ଆମେ ଯେତେବେଳେ ପଢା ହଉଛି ଏଥିରେ ପର୍ସନାଲ ଆପ୍ଲିକେସନ, ଟିଚିଂ ଆପ୍ଲିକେସନ୍ସ, ଆଉ ଫାଷ୍ଟ ଅଣ୍ଡରଷ୍ଟାଣ୍ଡିଂ, ତାପରେ ହଉଛି ପର୍ସନାଲ ଆପ୍ଲିକେସନ, ପର୍ସନାଲ ପ୍ରିଚିଂ ଆପ୍ଲିକେସନ୍ସ ଅଛି, ତାପରେ ହଉଛି ତାର ମିସ୍ ୟୁଟିଲାଇଜେସନ ସୋସାଇଟି କେମିତି ହଉଛି। ଯେକୌଣସି ଆମକୁ ଯୋଉ ଭକ୍ତି ଶାସ୍ତ୍ରୀ ପଢା ହଉଥିଲା ବା ଇଏରେ ଏଇଟା 4ଟା ପଏଣ୍ଟ ସବୁ ଶ୍ଲୋକରେ ମାନେ ବୁଝିବାର ଅଛି। ଫାଷ୍ଟ ହଉଛି ଅଣ୍ଡରଷ୍ଟାଣ୍ଡିଂ, କଣ ସେ ଶ୍ଲୋକରେ କଣ କହୁଛନ୍ତି, ଅଣ୍ଡରଷ୍ଟାଣ୍ଡିଂ। ସେ ଶ୍ଲୋକ ମାଧ୍ୟମରେ ଆମେ ବର୍ତ୍ତମାନ କଣ ପର୍ସନାଲ ଆପ୍ଲିକେସନ ମୋର ମୁଁ ମୋ ନିଜ ଲାଇଫରେ କେମିତି ଇମ୍ପ୍ଲିମେଣ୍ଟ କରିବି, ତାପରେ ମୁଁ ନିଜ ଲାଇଫରେ ଇମ୍ପ୍ଲିମେଣ୍ଟ କଲା ପରେ ଯଦି ଅନ୍ୟ କାହାକୁ ଶିକ୍ଷା ଦେବାର ଆମକୁ କି ସେବା ମିଳିଛି ତାକୁ କେମିତି ଆମେ ଆପ୍ଲାଏ କରିବାକୁ ବତେଇବୁ ବା ଶିକ୍ଷା କରିଦେବୁ। ତାପରେ ହଉଛି ଯେ ସୋସାଇଟିରେ ଇଭିନ୍ ଇସ୍କନ ସୋସାଇଟିରେ ହଉ ବା ୟାର କିନ୍ତୁ ରଙ୍ଗ କେମିତି ଇମ୍ପ୍ଲିମେଣ୍ଟେସନ ହଉଛି, କିନ୍ତୁ ତାକୁ ରଙ୍ଗ ଇଣ୍ଟରପ୍ରିଟେସନ, ଭୁଲ ଇଣ୍ଟରପ୍ରିଟେସନ କରିକି ତାକୁ କେମିତି ଚଲା ହଉଛି। ଏଇ 4ଟା ପଏଣ୍ଟ ସବୁବେଳେ ଦେଖିବାକୁ ପଡିବ ଆମକୁ ଯେକୌଣସି ଶ୍ଲୋକରେ। ତେଣୁ ଏଇଠି ସେଇଭଳିଆ ଆମକୁ ଦେଖିବାକୁ ପଡେ ରଙ୍ଗ ଇମ୍ପ୍ଲିମେଣ୍ଟେସନ କେମିତି ହଉଛି ବୋଲି ଆମେ ଡିସ୍କସ୍ କଲେ। ପର୍ସନାଲ ଆପ୍ଲିକେସନ କଣ ଆମେ କରିବା ଦରକାର ନିଜ ଲାଇଫରେ, ପ୍ରିଚିଂ ଆପ୍ଲିକେସନ ଅନ୍ୟମାନଙ୍କ ପାଖରେ କେମିତି ଆମେ ଇମ୍ପ୍ଲିମେଣ୍ଟ କରିବା ପାଇଁ ଆମେ ଦେଖିବା, ଏବଂ ପ୍ରଥମ ହଉଛି ଅଣ୍ଡରଷ୍ଟାଣ୍ଡିଂ କଣ ଅଛି, ବୁଝିଲେ ନା ନାହିଁ ଜିନିଷଟା। ଏଇଭଳିଆ 4ଟା ଜିନିଷ ଆମେ ବୁଝିବାର ଅଛି ସବୁବେଳେ। 45 ଶ୍ଲୋକରେ ଅଦୃଷ୍ଟ ପୂର୍ବଂ ହୃଷିତ ଅସ୍ମି ଦୃଷ୍ଟ୍ୟା ଭୂୟେନ ଚ ପ୍ରବର୍ତ୍ତିତଂ ମନୋ ମେ ତଦେବ ମମ ଦର୍ଶୟ ଦେବ ରୂପମ ପ୍ରସିଦ୍ଧ ଦେବେଶ ଜଗନ୍ନିବାସ। ବାର ବାର ଅର୍ଜୁନ ଜଗନ୍ନିବାସ ୱାର୍ଡଟା ୟୁଜ କରୁଛନ୍ତି। ଓ ଏବାଉଟ ଦି ୟୁନିଭର୍ସ, ଜଗତର ନିବାସ, ୟୁନିଭର୍ସ ଜଗତ, ତାର ବି ଆପଣ ରେଷ୍ଟିଂ ପ୍ଲେସ୍। ଭଗବାନ ହଉଛନ୍ତି ବିଶ୍ୱାତ୍ମା, ଯେମିତି କୁହାଗଲା। ଯେମିତି ତିନି ଜଣ ବିଷ୍ଣୁ ଆମେ ଡିସ୍କସ୍ କରିଥିଲେ, ମହାବିଷ୍ଣୁ ବା କାଣ୍ଡ ବିଷ୍ଣୁ, କର୍ମଦେଶ ବିଷ୍ଣୁ ଏବଂ କ୍ଷୀରଦକ୍ଷ ବିଷ୍ଣୁ। ସେମାନେ ସମସ୍ତେ ପରମାତ୍ମା, ଜଣେ ଜଣଙ୍କର ପରମାତ୍ମା। କ୍ଷୀରଦକ୍ଷ ବିଷ୍ଣୁ ହଉଛନ୍ତି ଆମର ସମସ୍ତଙ୍କର ଅନୁପରଣରେ ବି ଅଛନ୍ତି ଆତ୍ମା ହିସାବରେ ପରମାତ୍ମା। ତେଣୁ ତାପରେ ଏଇ ଯୋଉ ବ୍ରହ୍ମାଣ୍ଡର ଜଣେ ପରମାତ୍ମା ହଉଛନ୍ତି ଗର୍ଭଦେଶ ବିଷ୍ଣୁ। ଗୋଟେ ପ୍ରତି ବ୍ରହ୍ମାଣ୍ଡରେ ଜଣେ ଗର୍ଭଦେଶ ବିଷ୍ଣୁ ହଉଛନ୍ତି ତାର ପରମାତ୍ମା। ସିମିଲାରଲି ପୁରା ମେଟେରିଆଲ ପୁରା ଭୌତିକ ଦୁନିଆର ଜଣେ ପରମାତ୍ମା ବା ଜଣେ ହଉଛନ୍ତି କିଏ ନା ମହାବିଷ୍ଣୁ ବା କାଣଦେବ ବିଷ୍ଣୁ, ଯିଏକି ପ୍ରଥମ ତା ଭିତରେ ପ୍ରବେଶ କରନ୍ତି। ସେ ଏକ୍ଜିଷ୍ଟ କରୁଛନ୍ତି ବୋଲି ସେଟା ଆକ୍ଟିଭେଟ ହେଲା, ନହେଲେ ଆକ୍ଟିଭେଟ ହେଉନଥାନ୍ତା। ସେମିତି ଆତ୍ମା ବା ପରମାତ୍ମା ରହିଛନ୍ତି ବୋଲି ଏ ଜଳ ଶରୀରଟା ଆକ୍ଟିଭେଟ ହଉଛି। ୱିଦାଉଟ୍ ଟଚ୍ ଅଫ୍ ଦି ସ୍ପିରିଟ ମ୍ୟାଟର କ୍ୟାନ୍ ନଟ୍ ମୁଭ୍। ତେଣୁ ସ୍ପିରିଟ ଯଦି ଯୋଉଠି ନଥିବ ମ୍ୟାଟର ସେଠି ଚେଞ୍ଜ ମାନେ କିଛି ମୁଭମେଣ୍ଟ ହେଇପାରିବ ବା କିଛି ତାର ୟୁଜ ବିଶେଷ ହେଇପାରିବ ନାହିଁ। ଏଇଠି କଣ ହେଲା ପଢନ୍ତୁ ଟିକେ 45। ପଢିଲେ କି? ଆଜ୍ଞା ହରେ ପ୍ରଭୁ। କୃଷ୍ଣ। ପୂର୍ବରୁ ଦେଖି ହରେ କୃଷ୍ଣ ପ୍ରଭୁ। ପୂର୍ବରୁ ଦେଖିନଥିବା ଏହି ବିଶ୍ୱରୂପକୁ ଦେଖି ମୁଁ ବିଶେଷ ଖୁସି ହୋଇଛି, କିନ୍ତୁ ତତ୍ସଙ୍ଗେ ସଙ୍ଗେ ମୋର ମନ ଭୟାକୁଳ ହୋଇ ଉଠିଛି। ତେଣୁ ହେ ଦେବେଶ, ହେ ଜଗନ୍ନିବାସ, ମୋ ପ୍ରତି କୃପା କରି ଆପଣଙ୍କର ପରମ ପୁରୁଷ ଭଗବାନ ରୂପ ମୋତେ ପୁଣି ଦେଖାନ୍ତୁ। ଅନୁବାଦ ଭାବାର୍ଥ ପଢିବେ କି ପ୍ରଭୁଜୀ? ଆଜ୍ଞା। ଅର୍ଜୁନ କୃଷ୍ଣଙ୍କ ଅତି ଅନ୍ତରଙ୍ଗ ବନ୍ଧୁ ହୋଇଥିବାରୁ ସର୍ବଦା କୃଷ୍ଣଙ୍କର ବିଶ୍ୱସ୍ତ ଅଟନ୍ତି। ଯେପରି ଜଣେ ପ୍ରିୟ ବନ୍ଧୁ ତାର ବନ୍ଧୁର ଐଶ୍ୱର୍ଯ୍ୟ ବା ମହିମା ଦେଖି ଖୁସି ହୁଏ, ଠିକ ସେହିପରି ଅର୍ଜୁନ ଦେଖି ଖୁସି ହେଲେ ଯେ ତାଙ୍କ ବନ୍ଧୁ କୃଷ୍ଣ ହେଉଛନ୍ତି ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣ ଏବଂ ସେ ଏ ପ୍ରକାର ଆଶ୍ଚର୍ଯ୍ୟଜନକ ବିଶ୍ୱରୂପ ଦେଖାଇ ପାରନ୍ତି। କିନ୍ତୁ
ତତ୍ସଙ୍ଗେ ସଙ୍ଗେ ବିଶ୍ୱରୂପ ଦେଖିଲା ପରେ ସେ ଆଶଙ୍କା କଲେ ଯେ ତାଙ୍କର ଅପ୍ରାକୃତିକ ବନ୍ଧୁତ୍ୱ ହେତୁ ସେ କୃଷ୍ଣଙ୍କ ଠାରେ ଅନେକ ଅପରାଧ କରିଛନ୍ତି। ତେଣୁ ଭୟ ଯୋଗୁଁ ତାଙ୍କ ମନ ବିଚଳିତ ହୋଇପଡ଼ିଲା। ଯଦିଓ ତାଙ୍କର ଭୟ କରିବାର କୌଣସି କାରଣ ନଥିଲା, ତଥାପି ସେ ଶଙ୍କାକୁଳ ହୋଇ ଉଠିଲେ। ତେଣୁ ଅର୍ଜୁନ କୃଷ୍ଣଙ୍କୁ ତାଙ୍କର ନାରାୟଣ ରୂପ ଦେଖିବାକୁ ଅନୁରୋଧ କରୁଛନ୍ତି, କାରଣ ସେ ଯେକୌଣସି ରୂପ ଧାରଣ କରିପାରନ୍ତି। ଏ ବିଶ୍ୱରୂପ ହେଉଛି ଭୌତିକ ଏବଂ ଅସ୍ଥାୟୀ, ଅନିତ୍ୟ, କାରଣ ଭୌତିକ ଜଗତ ଅନିତ୍ୟ ଅଟେ, କିନ୍ତୁ ଭୌତିକ ଜଗତ ମାନଙ୍କରେ ତାଙ୍କର ଚତୁର୍ଭୁଜଧାରୀ ଦିବ୍ୟ ନାରାୟଣ ରୂପ ଅଛି। ପରବ୍ୟୋମରେ ଅସଂଖ୍ୟ ବୈକୁଣ୍ଠ ଲୋକ ଅଛି ଏବଂ ପ୍ରତ୍ୟେକ ବୈକୁଣ୍ଠ ଲୋକରେ କୃଷ୍ଣ ତାଙ୍କର ପ୍ରଭାବ ପ୍ରକାଶରେ ବିଭିନ୍ନ ନାମରେ ବିଦ୍ୟମାନ। ଏହି ପ୍ରକାରେ ଅର୍ଜୁନ କୃଷ୍ଣଙ୍କର ବୈକୁଣ୍ଠ ଲୋକରେ ଥିବା ଗୋଟିଏ ରୂପକୁ ଦେଖିବାକୁ ଇଚ୍ଛା କଲେ। ଅବଶ୍ୟ ପ୍ରତ୍ୟେକ ବୈକୁଣ୍ଠ ଲୋକରେ ନାରାୟଣଙ୍କର ଚତୁର୍ଭୁଜ ରୂପ ଅଛି ଏବଂ ଚତୁର୍ଭୁଜରେ ସେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଆଦି ଧାରଣ କରିଛନ୍ତି। ଚତୁର୍ଭୁଜରେ ଧାରଣ କରିଥିବା ପଦାର୍ଥ ମାନଙ୍କର କ୍ରମ ଅନୁଯାୟୀ ବିଭିନ୍ନ ବୈକୁଣ୍ଠ ଲୋକରେ ନାରାୟଣଙ୍କର ବିଭିନ୍ନ ନାମ ଅଛି। ଏ ସମସ୍ତ ରୂପ ଏକ ଏବଂ କୃଷ୍ଣଙ୍କ ସହ ସମାନ। ତେଣୁ ଅର୍ଜୁନ ତାଙ୍କର ଚତୁର୍ଭୁଜ ରୂପକୁ ଦେଖିବାକୁ ଅନୁରୋଧ କଲେ। ହରେ କୃଷ୍ଣ। थैंक यू हरे कृष्ण। तो ये भगवान जो कहला यूनिवर्सल फॉर्म इज मेटेरियल एंड टेम्पररी, कहीं ये बहुत कंट्राडिक्टरी जिनसटा मेटेरियल एंड टेम्पररी। टेम्पररी केमती जेहेतु भौतिक से कौन देखाला डिफरेंट यूनिवर्स गुड़ा क्रिएट हो डिजिटल हो जाउछ, तेणु सी से कहा मेटेरियल वर्ल्ड इज टेम्पररी, तेणु ये रूप भी टेम्पररी। कहीं ये रूप परमानेंटली कौ धाम रे ना, वैकुंठ धाम रे यूनिवर्सल फॉर्म कोठी ना, माने सबु धाम रे गोटे वैकुंठ रे विष्णु अछंती जे प्रेजेंट डिटी जेमती हम मत्स्य कर्म कहउतले, तो से बाय सेठी एमती कोठी धाम नाही, वैकुंठ नाही जोठी की एई भले रूप भगवान रही। एटा भगवान टेम्पररी आसिक देखौचंदी, एटा टेम्पररी रूप एवं परमानेंट एक्चुअली नाही। जो चाहे भगवान ताको दर्शन दे पारे। आउ जो वैकुंठ विषय कहला से वैकुंठ गुड़ा सब जो गोटे हेड अच्छा से विष्णु, आ से विष्णु डिफरेंट नाम रे नामित होती। जड़े विष्णु चतुर्भुज फॉर्म रे शंख, चक्र, गदा, पद्म धरिता, किंतु से शंख, चक्र, गदा, पद्मर रोटेशन माने को हाथ रे शंख धरथिबे, को चक्र, गदा, पद्म ए रोटेट अलग अलग ही थाए सब माने जड़े वैकुंठ रे सब विष्णुकर जो नाम जो अलग अलग अच्छी से भितर शंख, चक्र, गदा, पद्म रोटेट करे, माने गोटे जगह रही न थाए। जनकर लेफ्ट रे शंख थिबो, आउ जनकर राइट रे शंख थिबो, चक्र आ गोटे जगह थिबो। तो ये सेटा होची सेही अनुसार एटी विभिन्न नाम रे मान से रूप रे सब अछंती बोली एटी कहा जाउची। ऑल दी फॉर्म्स आर वन विथ कृष्ण समझते, बट देयरफॉर अर्जुन रिक्वेस्ट विथ 400 फीचर्स। बर्तन तापरे अर्जुन बर्तन चतुर्भुज फॉर्म को आसिया पई रिक्वेस्ट कले, कृपा करी मते से चतुर्भुज फॉर्म रे देखांतु, ए विश्व रूप मु देखि परिबी नाही। प्रभु जी चतुर्भुज रूप को कौन पाई कहले, त्रिभंगी रूप को कौन पाई कहले ने? बर्तन जो भयंकर रूप अच्छी तार नेक्स्ट लेवल को जीवे सी आ बर्तन माने क्रमश आसीबा को कहले। टाइम कारणटा एक्जाक्टली मु जानिनी, बट जहाँ ये भलिया लागुची जे क्रमश रूप रे आसीबे। हमकु जणियार अछि तांकर विभिन्न रूप कोन, विष्णु रूप भी अच्छी, नारायण रूप भी अच्छी, तापर श्याम सुंदर रूप। तेणु परमात्मा रूप रे भगवान विष्णु रूप रे अछंती, भगवान रूप रे एक्चुअली ओरिजिनल फॉर्म ना भगवान रूप। तो अकॉर्डिंग टू द डिफरेंट हैंड्स दीज फोर तापर 46 श्लोक रे किरीटिनाम गदिनाम चक्रम हस्तम इच्छामि त्वं द्रष्टुम अहम तथैव तनैव रूपेण चतुर्भुजेन सहस्रबाहो भव विश्वमूर्ते। O universal form, O thousand-armed Lord, I used to see you in your four-armed form with helmeted head and with club, wheel, conch and lotus flower in your hands. I long to see you in that form.
Brahmasamhita କହିଛି ରାମାଦି ମୂର୍ତ୍ତିଷୁ କଳା ନିୟମେନ ତିଷ୍ଠନ୍. The Lord is eternally situated in the hundreds and thousands of forms. And the main forms are those like Rama, Nrsimha, Narayana, etc. These are innumerable forms. But Arjuna know that Krishna is the original person of Godhead, assuming his temporary universal form. Janitanti, he is now asking to see the form of Narayana, spiritual form. This verse establishes without any doubt the statement of Srimad Bhagavatam that Krishna is the original person of Godhead and all other features originate from him. ତେଣୁ ସେଇପାଇଁ ଦେଖିବାକୁ ଅନ୍ୟମାନଙ୍କୁ ଦେଖାଇବା ପାଇଁ ଚାହୁଁଥିଲେ ଯେ ତାଙ୍କର ସବୁ ରୂପ ଭଗବାନଙ୍କର ଠାରୁ ହିଁ ଆସିଛି କିମ୍ବା କୃଷ୍ଣଙ୍କ ପାଖରୁ ସବୁ ରୂପ ଆସୁଛନ୍ତି ସେଇଟାକୁ ପ୍ରୁଭ କରିବା ପାଇଁ ଅର୍ଜୁନ ଦେଖିବାକୁ ଚାହିଁଲେ ଆମକୁ ଜଣେଇବା ପାଇଁ ଭଗବାନ ସିଏ ତ ଜାଣିଛନ୍ତି ଲେଖା ହେଲା ନା ସିଏ ତ ଜାଣିଛନ୍ତି ବିଶ୍ୱ ମାନେ ଭଗବାନ ହଉଛନ୍ତି ଯେ ପରମ ପୁରୁଷ ଶ୍ୟାମ ସୁନ୍ଦର ବୋଲି ଜାଣିଛନ୍ତି ଆଉ ସିଏ ଏଇଟାକୁ ଜଣେଇବାକୁ ଚାହିଁଲେ ଅନ୍ୟମାନଙ୍କୁ ବି ଯେ ସବୁ ରୂପ ଆମର ଭଗବାନଙ୍କର ସେଇ ରୂପରୁ ସେଇ ହଉଛନ୍ତି ସବୁ ରୂପର ସୋର୍ସ ବା ତାଙ୍କରି ପାଖରୁ ସବୁ ଏଇ ସବୁ ରୂପ ଆସୁଛନ୍ତି ବୋଲି ବିଷ୍ଣୁ ମାନେ ଏଇଟାକୁ ଜଣେଇବା ପାଇଁ ସେ ଏଟାକୁ କହିଲେ ଦିସ୍ verse establishes without any doubt this statement. ତେଣୁ personality Godhead and all other features originate from him. ତାଙ୍କରି ପାଖରୁ ସବୁ ଆସି he is not different from his plenary expansion and he is God in any of his insurmountable forms. In all of these forms he is fresh like a young man. That is the constant feature of the supreme personality Godhead. One who knows Krishna becomes free at once from the all contamination of the material world. ତ ସେଇଟା ହଉଛି କଥା ପଚାରୁଥିଲେ ଭଗବାନଙ୍କର ସିଏ ଜାଣିଛନ୍ତି ଅନ୍ୟମାନଙ୍କୁ ଜଣେଇବାର ଅଛି ନା ତେଣୁ ସେଇପାଇଁ ସେ ଫର୍ମଟାକୁ ଦେଖେଇବେ ଯେ ଆପଣ ଦେଖାନ୍ତୁ ସେ ଫର୍ମଟା ଚତୁର୍ଭୁଜ ଫର୍ମଟା ଟିକେ ତାପରେ ଦ୍ୱିଭୁଜ ଫର୍ମକୁ ଆସନ୍ତୁ ବୋଲି କହିବେ ତେଣୁ ସିଏ ସବୁର ମୂଳ ସେଇ ବୋଲି ସେ ଜଣେଇବାକୁ ଚାହୁଁଛନ୍ତି ଶ୍ରୀ ଭଗବାନ ଉବାଚ ମୟା ପ୍ରସନ୍ନେନ ତବାର୍ଜୁନେଦଂ ରୂପଂ ପରଂ ଦର୍ଶିତଂ ଆତ୍ମଯୋଗାତ୍ ତେଜମୟଂ ବିଶ୍ୱଂ ଅନନ୍ତ ଆଦ୍ୟଂ ଜନ୍ମେ ତ୍ୱାଦ୍ ଅନନ୍ୟ ନ ଦୃଷ୍ଟ ପୂର୍ବଂ ଏଇଭଳିଆ ଆଗରୁ କେବେ ଏଇଭଳିଆ ଦର୍ଶନ ହେଇନି ଭଗବାନଙ୍କୁ ଶ୍ରୀ ଭଗବାନଙ୍କୁ କହୁଛନ୍ତି ଭଗବାନ ମୟା ପ୍ରସନ୍ନେନ ତବାର୍ଜୁନେଦଂ Supreme Personality Godhead said, "Oh my dear Arjun, happily have I shown you by my internal potency, this supreme universal form within the material world. No one before you has ever seen this primal form, unlimited and full of glaring effulgence." ତେଣୁ ମୁଁ କୃପା କରିକି ତୁମକୁ ଏଇ ରୂପଟା ଦେଖେଇଲି ଏଇଟା ଯୋଗମାୟା ଦ୍ୱାରା by my internal potency. ତେଣୁ Arjuna wanted to see the universal form of the Supreme Lord, so Lord Krishna, so Krishna out of his mercy upon his devotee Arjuna showed his universal form full of effulgence and opulence. This form was glaring like the sun, and its many faces were rapidly changing. Krishna showed this form just to satisfy the desire of his friend Arjuna. This form was manifested by Krishna through his internal potency, which is inconceivable by human speculation. No one had seen this universal form of the Lord before Arjuna, but because the form was shown to Arjuna, other devotees in the heavenly planets or in other planets in outer space could also see it. Other devotees ଦେଖିପାରୁଥିଲେ ଯେ ରାକ୍ଷସ ମାନେ ଦେଖିପାରିବେନି ଏଠି କୁହାଗଲା other devotees in the heavenly planets and the other planets in outer space could also see it. They had not seen it before, but because of Arjuna, they were also able to see it. In other words, all discipled devotees of Lord could see the universal form which was shown to Arjuna by mercy of Krishna. ତେଣୁ ଯୋଉମାନେ ପରମ୍ପରା ଥିଲେ ଯୋଉ ଭକ୍ତମାନେ ସେମାନେ ଭଗବାନଙ୍କର ଏଇ ବିଶ୍ୱରୂପକୁ କୃଷ୍ଣଙ୍କ କୃପାରୁ ଦର୍ଶନ କରିପାରିଲେ. Someone has commented that this form was shown to Duryodhana also. ତେଣୁ କହିବେ ଆଗରୁ ଦେଖା ହେଇନି ଦୁର୍ଯ୍ୟୋଧନକୁ ଦେଖେଇଥିଲେ କିନ୍ତୁ when Krishna went to Duryodhana to negotiate for peace, unfortunately Duryodhana did not accept the peace offer, but at that time Krishna manifests some of his universal form, but those forms are different from this one shown to Arjuna. It is clearly said that no one had ever seen this form before. So ବିଶ୍ୱରୂପ ଯୋଉ ହଉଛି ପାର୍ସିଆଲ ବିଶ୍ୱରୂପ ଦେଖାଇଥିଲେ ଏଇଟାରୁ ଟିକେ ସେଟା ଅଲଗା ମାନେ ଫୁଲ ନୁହେଁ ପାର୍ସିଆଲ ବିଶ୍ୱରୂପ ଦେଖାଇଥିଲେ. 48 ନବେଦ ଯଜ୍ଞ ଅଧ୍ୟୟନୀ ପଢିଲେ ଯଜ୍ଞ ଅଧ୍ୟୟନୀ ବେଦ ଯଜ୍ଞ ଅଧ୍ୟୟନୀ ନ ଦାନୈ ନ ଚ କ୍ରିୟାଭିର୍ ନ ତପଭିର୍ ଉଗ୍ରୈ एवं रूप सख्य अहम निर्लोके
द्रष्टुम तद् अन्येन कुरु प्रवीर केवल नो वेद यज्ञ द्वारा एटा ए जो ए बेस्ट ऑफ द कुरु अरेस नो वन बिफोर यू हैज एवर सीन दिस इनविजिबल फॉर्म ऑफ माइंड फॉर नाइदर बाय स्टडीइंग वेद वेद पढ़ी की भी ए रूप देखि जानि परिबनी नर यज्ञ करी जानि परिबनी दान देई की जानि परिबनी पुण्य कर्म करी की भी ए रूप जानि परिबो देख परिबनी नर भाई बहुत तपस्या करी की जानि परिबनी देख परिबनी कैन आई सी इन दिस फॉर्म इन द मेटल वर्ल्ड ए सब जिंस द्वारा भगवान को से जानि परिबो नाही तेणु ये प्रभुपाद से सब कहते जे एगुड़ा सब भगवान को जानिया पई ये सब जिनस ना केवल भक्ति द्वारा से भगवान को जापर तेणु से जो मना कले जे वेद अध्ययन द्वारा यज्ञ द्वारा दान द्वारा तपस्या द्वारा पुण्य कर्म द्वारा ये सब द्वारा हो पार ना तो दिस डिवाइन विजन इन दिस कनेक्शन शुड बी क्लियरली अंडरस्टूड हु कैन हैव डिवाइन विजन दिव्य दृष्टि मिलिबो divine means godly unless one attains the status of divinity as a demigod he cannot have divine vision and what is a demigod it is stated in the Vedic scripture that those who are the devotee of the Lord Vishnu are demigods Vishnu bhakta smrita daiva जो माने विष्णु भक्त से माने ही दैव देवता those who are atheist माने who don't believe in Vishnu or who recognize only the impersonal part of Krishna that is supreme cannot have the divine vision it is not possible to decry Krishna and at the same time have the divine vision भगवान को मानिबनी गाली दौथ दिव्य चक्षु मिल एमती पार one cannot have the divine vision without becoming divine in other words those who have divine vision can also see like Arjun माने कौन देखि पारते जो माने डिवाइन थिले जो माने भक्त थिले से माने बा डेमिगॉड्स माने जो माने कि भगवान का भक्त से माने एही रूप को देखि पाउतले अन्य देखि परिबेन तेणु ये कहुई विभिन्न यज्ञ द्वारा अग्निहोत्र यज्ञ द्वारा अग्निहोत्र यज्ञ किए करते गारस्थ मान करते तो ये सब यज्ञ फज्ञ द्वारा किसी गोटे विश्वरूप देखिपर although this description was unknown to everyone before Arjuna no one could save the idea of the Vishwarupa after this incident those who are actually divine can see the universal form of the Lord but one cannot be divine without being a pure devotee of Krishna Shuddha Bhakta Padiyo. The devotees, however, who are actually in the divine nature and also have divine vision, are not very much interested in seeing the universal form of the Lord. किंतु उल्टा कथा जो माने भक्त से माने विश्वरूप देखा चाहते नहीं कहीं सहित संपर्क जोड़ी पारानी भक्त तान भगवान को द्विभुज फॉर्म रे ही सहित सेवा कर पारिबो तेणु एटा इंटरेस्ट नहीं तार ए डिस्क्राइब इन द प्रीवियस वर्स अर्जुन से कहले मते चतुर्भुज फॉर्म को आनी दर्शन कराओ एंड ही वाज एक्चुअली फ्रेंड ऑफ द यूनिवर्सल फॉर्म एंड ही वाज एक्चुअली अफ्रेड से भयभीत थिले तार मेनी पर्सन हु क्रिएट इनकार्नेशन हां तो बहुत लोग आसी निजर अवतार सब देखेबे आमे हो भगवान दे फॉल्सली क्लेम ऑर्डिनरी ह्यूमन बीइंग टू बी इनकार्नेशन बट दिस इज फुलिशनेस we should follow the principle of Bhagavad Gita otherwise there is no possibility of attaining perfect spiritual knowledge although Bhagavad Gita is considered the preliminary study of the science of God still it is so perfect that it enables one to distinguish what is what the followers of a Shuddha incarnation may say that they have seen the transcendental incarnation of God universal form but that is unacceptable because it is clearly stated that here that unless one becomes a devotee of Krishna one cannot see the universal form of God so one first of all has to become a pure devotee of Krishna then he can claim that he can show the universal form of what he has seen. A devotee of Krishna cannot accept false incarnations or followers of false incarnations. एठी कहउछ बहुत लोग कहि भी पारंती आज्ञा हां मो गुरु मु जे जहा को गुरु मानिछि बा सी भी भगवान कहि दे पारंती बहुत लोग कहउछन्ती आज कल सेठी एठी प्रभुपाद पूरा क्लियरली मना कर देले कहले भक्त नै होई परिबेनी आ जदी जे कहउछि से मिछ कहउछि एटा अनएक्सेप्टेबल तनस्के होई परिबो नै जेमते कहउनांती आज राति से आप चंद्र को अनेबे चंद्र आज से अमुक बाबा देखा जीवे बा अमुक भगवान देखा जीवे से कहबे आज बाबा से आसवे ये सब जो कहते तो तांको से भगवान बोली मानुचंती तो जी जमी चाहिए भगवान से ठकेबे तेणु किए डिमांड कर भगवान को देखिए इफ यू पे 1 लाख रुपीज आई कैन शो यू गॉड so then it's a very easy one can pay 1 lakh rupees तो एक्चुअली भगवान को जड़े एमती पैसा देकी देखी पार भगवान को इवन
यज्ञ द्वारा तपस्या द्वारा जानी परिबनी कहले कर्म जोग ज्ञान जोग ध्यान जोग द्वारा जानी परिबनी तार भी केवल भक्ति योग द्वारा तेणु एठी अन्य को प्रोसेस रे भगवान को देखै दी परिबनी जते बंद भगवान न चाहिए तांको रिवील करिया पई सेटा अन्य काकू से दर्शन देबे तेणु से जोगमाया द्वारा आवृत होती तेणु जोगमाया को आचार्य को हटेले कृपा कर दर्शन दियंती से हृदय रे आमे तांको जानी परिबा 49 श्लोक रे माते व्यथा माच विमूढ़ भाव दृष्ट्वा रूपम घोरम इदम ममेदम व्यापेत भी प्रीत मनः पुनस्त्वम तदेव मे रूपम इदम प्रपश्य यू हैव बीन परटर्ब्ड भगवान कहते तुम पूरा डिस्ट्रॉय जाइछ ए रूप को देखिकी एंड ब्यूल्डर जाइछ बाय सीइंग द हॉरिबल पिक्चर ऑफ माइंड नाउ लेट इट बी फिनिश्ड my devotee be free again from all disturbances with a peaceful mind you can now see the form you desire तेणु तुम्हें ये रूप देखिए भक्त के साटिस्फाई हुए नहीं तेणु मु बर्तमान ये रूप को ओरिजिनल फॉर्म को जीवे इन द बिगिनिंग भगवद्गीता अर्जुन वाज वरीड अबाउट किलिंग भीष्म and Drona his worshipful grandfather and master but Krishna said that he not be afraid of killing his grandfather देखाई देले जे इमे सब मरि जाइछथि when the sons of Dhritarashtra tried to disturb Draupadi in the assembly of the Kuru Bhishma Drona was silent and for such negligence of duty they should be killed it बहुत important even जदिबा भीष्म महाजन शुद्ध भक्त पार्टी री रोल करूछंती ऑपोजिट पार्टी रहिछंती तेणु तांकर रिएक्शन टा ऑपोजिट पार्टी रे जेमति हवा कथा सेमति हबो रोल करछंती बचन यात्रा रे एवं तेणु जेहेतु से साइलेंट होते सेमती कहुच्छे जदि युधिष्ठिर महाराज जदि पशा खेलिले कौन हुए भक्त सेमती पशा खेलिले गेमिंग कले कौन हुए सेटा देखिया युधिष्ठिर महाराज पांडव मानक से रोल करिया पड़ला एक्चुअली से पशा खेलती बेले क्षत्रिय पशा खेलती क्षत्रिय धर्म अनुसार किंतु भक्त से पशा खेलनी इठी हाँ से कह जाने जे जा रोल जमी करुले बाध्य रिजल्ट पाया पड़ो Krishna showed his universal form to Arjuna just to show him that these people are already killed for their unlawful action. ताको एनकरेज करे पे जे तुम मारिबनी कहजो कोन ऑलरेडी तो मरि जायछन तुम युद्ध करो निमित्त हो that sin was shown to Arjuna because devotees are always peaceful and they cannot perform such horrible actions. तम ताकू ए भला horrible form दरकार नै the purpose of this revelation of the universal form was shown. Now Arjuna wanted to see the 400 form and Krishna showed him. A devotee is not much interested in the universal form, for it does not enable one to reciprocate loving feelings. कहीं ना ता सहित भाव आदान प्रदान हो पारिबो ना से फॉर्म सहित तेणु आइदर a devotee wants to offer his respectful worshipful feelings or he wants to see the 200 form Krishna 200 Krishna form so that he can reciprocate in loving service with supreme personal Godhead. तो भक्त केवल भक्ति करैक चाहे से सब जगह भक्ति करि परिबन ता सहित तो से पई से ओरिजिनल फॉर्म को देखिया पे चाहता तापर संजय कहते संजय उपाच इति अर्जुनम वासुदेवस्य तथक्त्वा स्वकम रूपम दर्शयाम आस भूय आश्चर्यम असच भीतम रेनम भूत्वा पुनः सौम्य बपुर महात्मा संजय said to Dhritarashtra the supreme personal Godhead say Krishna having spoken that to Arjun displayed his real 400 form and at last showed his 200 form thus encouraging the fearful Arjun बर्तमान से संगे संगे चतुर्भुज फॉर्म को आसिक द्विभुज फॉर्म को आसिले एडी कहा जाउची कृष्ण प्रथम जतले वासुदेव देवी आसीथिले सेत नारायण फॉर्म रे आसीथिले चतुर्भुज फॉर्म रे बट सेतबे तांक पेरेंट्स ता रिक्वेस्ट करथिले जे तुमे हां ट्रांसफॉर्म हिमसेल्फ इनटू ऑर्डिनरी चाइल्ड ही जाओ सिमिलरली कृष्ण न्यू दैट अर्जुन वाज नॉट इंटरेस्टेड जे चतुर्भुज फॉर्म देखा पे भी इंटरेस्ट नाही तो से संगे संगे जेहेतु अर्जुन तांक चाहिथिले पचारथिले बोली देखै दियो अन्य मानक पे देखिया पे से देखै छथि कृष्ण also showed him the form again and showed him the तापर द्विभुज फॉर्म को पढ़ाइलो तो सौम्य बपु माने कोन जी ब्यूटीफुल फॉर्म सौम्य बपु इट इज नोन एज द मोस्ट ब्यूटीफुल फॉर्म when he was present everyone was attracted simply by Krishna's form and because Krishna is the director of the universe he just banished the fear of Arjuna his devotee and showed him again his beautiful form of Krishna. In Brahma Samhita described Premanjana Churita Bhakti Vilochanana Santha Sadaiva Hrideshu Vilokayanti Yam Shyama Sundaram Rupam Achinta Gunasrupam Govindam Adibhusham Tamham Bhajami. Only a person whose eyes are spewed with ointment of love
can see the beautiful form of Shri Krishna. ତେଣୁ ଭଗବାନଙ୍କ ସମସ୍ତ କୃଷ୍ଣ ଆକର୍ଷିତ କୃଷ୍ଣ ସମସ୍ତଙ୍କୁ ଆକର୍ଷଣ କରିବା କଥା, କାହିଁକି ସେ ଆମକୁ ଆକର୍ଷଣ ହଉନି? ମାନେ ଆମେ ନିଜେ ଚିନ୍ତା ଆମେ କରୁଛୁ ଏବେ, ଭଗବାନ କାହିଁ ଆମକୁ ଆକର୍ଷିତ କରୁନାହାନ୍ତି? ଆମର ଲୁହା ମ୍ୟାଗ୍ନେଟ ପ୍ରତି ଆଟ୍ରାକ୍ଟ ହେବା କଥା, କିନ୍ତୁ ଲୁହା ଉପରେ ଯଦି କିଛି ଜଙ୍କ ଲାଗିଯାଇଛି ଆଟ୍ରାକ୍ଟ ସେତିକି ହଉନାହିଁ। ଜଙ୍କଟା ଛଡେଇଲେ ଆଟ୍ରାକ୍ସନ ଆସିବ। ତେଣୁ 15 ଶ୍ଲୋକରେ କହିଲେ ଅର୍ଜୁନ ବାଚ ଦୃଷ୍ଟ୍ୱେଦଂ ମନୁଷ୍ୟଂ ରୂପଂ ତବ ସୌମ୍ୟଂ ଜନାର୍ଦନ ଇଦାନୀଂ अस्मि समृद्ध सचेत प्रकृत गता. When Arjuna Das saw Krishna in his original form, he said, "O Janardana, seeing this human like form so very beautiful, I am now composed in mind and I am restored to my original nature." ବର୍ତ୍ତମାନ ମୁଁ ଶାନ୍ତ ହେଇଗଲି, ମୋର ଅରିଜିନାଲ ଫର୍ମକୁ ଆସିଗଲା। ତେଣୁ ଏଠି ମନୁଷ୍ୟମ ରୂପମ ଯୋଉ କୁହାଗଲା, ପ୍ରଭୁପାଦ ଲେଖୁଛନ୍ତି ଦୁଷ୍ଟମ ମନୁଷ୍ୟମ ରୂପମ clearly indicate the supreme person of Godhead to be originally two-handed. So those who deride Krishna as if you are the ordinary person, an ordinary person are shown here to be ignorant. His divine nature. If Krishna is like an ordinary human being, then how it is possible for him to show the universal form and again to show the 409 form? ଯଦି ଆମରି ଭଳିଆ ସେ ଅର୍ଡିନାରୀ ଲୋକ ହେଇଥାନ୍ତେ, ସେ କିନ୍ତୁ ଚତୁର୍ଭୁଜ ଫର୍ମ, ସେ ବିଶ୍ୱରୂପ ଈଶ୍ୱର କେମିତି ଦେଖାଇ ପାରିଥାନ୍ତେ? So it is very clearly stated in Bhagavad Gita that one who thinks that Krishna is an ordinary person only and who misguides the near reader by claiming that it is a impersonal Brahman within Krishna speaking is doing that. এটা ঠিক নাই, মানে ବିଶ୍ୱରୂପ ଏଇଟା ଗ୍ରେଟେଷ୍ଟ ଇନଜଷ୍ଟିସ୍। ଯୋଉ ନିରାକାର ଫର୍ମ କୁ ବା ଜ୍ୟୋତି ଫର୍ମ କୁ ବା ଏ ସବୁ କହୁଛନ୍ତି। Krishna is actually shown his universal form and his foreign form Vishnu form. So how can he have an ordinary human being? A pure devotee is not confused by misguiding commentaries on Bhagavad Gita because he knows what is what. ତେଣୁ ବହୁତ ଇଆଡେ ସିଆଡେ ଭଗବତ ଗୀତା ଯୋଉ ଲେଖା ହେଇଛି ନ ପଢିକି ପ୍ରଭୁପାଦଙ୍କ ଭଗବତ ଗୀତା as it is ପଢିବାକୁ ପଡିବ। The original verses of Bhagavad Gita are as clear as the sun. So they don't require lamp light for foolish commentators. ତେଣୁ ଅରିଜିନାଲ ଭର୍ସ ଯେମିତି ଚୈତନ୍ୟ ମହାପ୍ରଭୁକୁ ସର୍ବଭୌମ ଭଟ୍ଟାଚାର୍ଯ୍ୟ କହୁଥିଲେ, ପୁରା ଜ୍ଞାନ ଦେଇଦେଲେ। ଲାଷ୍ଟକୁ ପଚାରିଲେ, ସର୍ବଭୌମ ଭଟ୍ଟାଚାର୍ଯ୍ୟ ପଚାରୁଛନ୍ତି କିଛି ବୁଝିପାରୁଛନ୍ତି ତ? ସେ କହିଲେ ଆକ୍ଚୁଆଲି ଆପଣ ଯୋଉ ଶ୍ଲୋକଟା ତ ମୁଁ କ୍ଲିୟରଲି ବୁଝିଯାଉଛି, ତାର ଡାଇରେକ୍ଟ ମିନିଂ ଶ୍ଲୋକଟା ମୁଁ ଜାଣେ, କିନ୍ତୁ ଆପଣଙ୍କର ଏକ୍ସପ୍ଲାନେସନ ଟା ଏଇଟା ମତେ ଆହୁରି ମାନେ ଯେମିତି ସୂର୍ଯ୍ୟ ଉପରେ ମେଘ ବାଦଲ ଦେଲା ଭଳିଆ ଲାଗୁଛି, ମାନେ ଘୋଡେଇ ଦଉଛି। ମୁଁ ତ ଡାଇରେକ୍ଟ ଶ୍ଲୋକଟା ଯୋଉଟା କହୁଛି ସେ ତ ବୁଝିଯାଉଛି, କିନ୍ତୁ ଆପଣ ଏକ୍ସପ୍ଲାନେସନ ଟା ମାୟାବାଦୀ ଏକ୍ସପ୍ଲାନେସନ ନା, ତେଣୁ ଏଟାକୁ ମତେ ବୁଝେଇକି ଆହୁରି ଉଲ୍ଟା ବୁଝିପାରୁନି, ମୁଁ କନଫ୍ୟୁଜ କରିଦଉଛି। ଅରିଜିନାଲ ପଢିଦେଲେ ମତେ ଜଣା ପଡିଥାନ୍ତା। ସେଇପାଇଁ ମାୟାବାଦୀ ଭାଷ୍ୟ ଶୁଣିଲେ ହଇ ସର୍ବନାଶ। ତାଙ୍କର ରୂପଟାକୁ ମାନେ ମାୟାବାଦୀର ଭାଷ୍ୟକୁ କିଏ ଶୁଣିବେ ନାହିଁ ବୋଲି ସେଇପାଇଁ ପ୍ରଭୁପାଦ ବାର ବାର କହୁଛନ୍ତି ତାକୁ ଶୁଣିବ ନାହିଁ, କାରଣ ସେମାନେ ଭଗବାନ ଜାଣିନାହାନ୍ତି ପ୍ରପରଲି, ସେ କଣ କହିବେ? ତେଣୁ ତାପରେ ଭଗବାନ ଉବାଚ, ସେ ଭଗବାନ ଉବାଚ ସୁଦୁର୍ଦର୍ଶମ ଇଦମ ରୂପମ ଦୃଷ୍ଟ୍ୟବାନ ଅସିୟନ୍ ମମଃ ଦେବ अपि अस्य रूपस्य नित्यं दर्शन कांक्षिणा. Supreme Person God has said, my dear Arjun, this form of mine you are now seeing is very difficult to behold. Even the demigods are ever seeking the opportunity to see this form which is so dear. ତେଣୁ ଏଠି 48 ଶ୍ଲୋକରେ ଚାପ୍ଟରରେ ଲର୍ଡ କୃଷ୍ଣ କହୁଛନ୍ତି ସବୁ କିଛି that ୟୁନିଭର୍ସାଲ ଫର୍ମ ବତେଇଲେ। ତାପରେ ଅର୍ଜୁନ କହିଲେ ଯେ ଏଇଟାକୁ ଦେଖିବା ଭାରି କଷ୍ଟ, ଯଦି ଯଜ୍ଞ ତପସ୍ୟା ଦ୍ୱାରା ଦେଖିପାରିବନି। Now the Sududarsham is used indicating that Krishna's 200 form is most confidential, still more confidential. Durdarsham, Sududarsham, auri difficult देखिए जानिए आप। One may be able to see the universal form of Krishna by adding a little tinge of devotional service to various activities like penance, Vedic study and political speculation. It may be possible, but without a tinge of bhakti one cannot see. That is already been explained. ମାନେ ତପସ୍ୟା ଦ୍ୱାରା ଦେଖିପାରିବନି, ଟିକେ ଭକ୍ତି ଆଡ୍ କଲେ ହୁଏତ ବିଶ୍ୱରୂପ ଦେଖିଦେଇପାରେ, କିନ୍ତୁ ଏଇ ଯୋଉ ବିଶ୍ୱରୂପ ଉପରକୁ ଭଗବତ ଦ୍ୱିଭୁଜ ଫର୍ମ ଇଏ ପୁରା ପିଓର ଭକ୍ତି ନହେଲେ ଜାଣିପାରିବନି, ଜଣେ ଦେଖିପାରିବନି, ଜାଣିପାରିବନି ବା ଭଗବାନଙ୍କୁ ଜାଣିପାରିବନି। ସେଥିପାଇଁ ଶୁଦ୍ଧ ଭକ୍ତି ଦରକାର। ଏଠି ପାର୍ସିଆଲି କିଛି ଭକ୍ତି ଥିଲେ ବି ବିଶ୍ୱରୂପକୁ ଜଣେ ଦେଖିପାରେ ବା ବୁଝିପାରେ, କିନ୍ତୁ ଅରିଜିନାଲ ଫର୍ମକୁ ଭଗବାନଙ୍କୁ ଜାଣିବାକୁ ଦେଖିବାକୁ ହେଲେ ଜଣକୁ ପିଓର ଭକ୍ତି କରିବାକୁ ପଡିବ।
53 ଶ୍ଲୋକରେ କହିଲେ ନାହମ୍ ବେଦେର୍ ନ ତପସ୍ୟା ନ ଦାନେନ ନ ଚୈର୍ଯ୍ୟା ସାକ୍ୟମ ବିଧୁ ଦ୍ରଷ୍ଟୁମ୍ ଦୃଷ୍ଟବାନ୍ ଅସୀମମ୍ ଯଥା। The form you are seeing with your transcendental eyes cannot be understood simply by studying Veda, nor by undergoing serious penances, nor by charity, nor by worship. It is not by those means that one can see me as I am. बार बार से कथा कहउछन्ती एठी से रिपीट करछन्ती एठी जे देखो बिना भक्ति द्वारा तपस्या द्वारा तुमे ए जो रूप को मोर ओरिजिनल फॉर्म को जानि के जानि परिबो नाही। प्योर भक्ति इज रिक्वायरमेंट। ए जो 47 रु 55 श्लोक रे एही कथा ही बार बार कहउछन्ती जे शुद्ध भक्ति द्वारा दैट इज मिनिमम रिक्वायरमेंट जने कृष्ण को जानि परिबो। से पई 47 भी से कहले जे 47 पाखु से कहि चलछथि 39 भी कहले नहीं तापर 48 कहले नो वन हैज सीन दिस फॉर्म बिकॉज़ जो जने वेद अध्ययन करिकी यज्ञ तपस्या करिकी एसो करि परिबो ओनली बाय डिवाइन विजन व्हिच इज रिजल्ट ऑफ प्योर डिवोशन माने जने प्रेमांजन भक्ति माने छुरिते तने जानि परिबो। तनो वर्तमान से कथा को कहि चलछन्ती जे एटा हे परिबोनी। तनो कंक्लूजन रे 52 रु जो 55 श्लोक रे कहउछन्ती जे तांगर पर्सनल रूपटा फॉर्म आ भक्ति रो ए वर्तमान ग्लोरिफिकेशन से करछन्ती। एटा रेयर it is rarest of the rarity of seeing Krishna as a human form. Malai form, this human form of mind which you are seeing is still very difficult to see. Sudarshan, even the devatas are longing to see this form. Kintu darshana kankhi ko hojanti semane. This form cannot be understood simply by Vedic study, penance, charity. Se kotha kohuchandi bagar. So 48 श्लोकरे कृष्ण अर्जुन कहथिले a universal form with thousands of heads etc is difficult to be seen by pious acts, sacrifice etc. Now Krishna says ये जो दुई हाथ फॉर्म टा स्वामी सुंदर फॉर्म इज मोर आउट स्टिल कॉन्फिडेंशियल एवं या रेयर टू बी सी एटा को आउरी के बहुत कम लोग जानि परिबे। इस 200 and 400 forms are eternal. एटा सब इटर्नल थाए इवन व्हेन ही डिस्टेंस इन दैट फॉर्म इज नॉट विजिबल टू फुलिश पर्सन हु डिराइड हिम ये कि ताको जदी मनुष्य बोली भाबुथि से भी भगवान को जानि परिबो नाही। इति से कथा से कहले और 54 55 श्लोक रे कहउछन जे भक्ति द्वारा ही जने मते जानि परिबो। सेटा होजी 55 54 लास्ट श्लोक रे इंपोर्टेंस दिया जायछि जे भक्त्या तु अनन्य शक्या ये अहमेव विदो अर्जुन ज्ञातुम द्रष्टुम च तत्वेन प्रवेष्टुम च परंतप। माय डियर अर्जुन ओनली बाय अनडिवाइडेड डिवोशन सर्विस कैन आई बी अंडरस्टूड as I am standing before you and can thus be seen directly. Only in this way can you enter into the mysteries of my understanding. तेणु प्रभुपाद से कथा कहछन्ती आजिकल लोक अछन्ती पैसा देकी भगवान को देखाया पे चाहछन्ती मते पैसा लाख टका दे दियो 2 लाख टका दे दियो भगवान को देखाई देबी। तो प्रभुपाद से गुडा एम्फासाइज करछन्ती जे किमती भक्ति बिना अन्य जे कोन से प्रोसेस रे तेणु से हे परिबो नाही। तेणु वन कैन परफॉर्म पेनेंस इन अकॉर्डिंग टू प्रिंसिपल। फॉर एग्जांपल जने भक्ति द्वारा किमती जन्माष्टमी पालन कला एकादशी पालन व्रत कला। तेणु so far as charity is concerned it is claimed that charity should be given to the devotee of Krishna who are engaged in devotional service को यार सळे तपस्या करिवनी। कारण एठी कहयार मतलब प्रभुपाद कहउछन्ती जे एकादशी होलिया तपस्या करिवो जन्माष्टमी व्रत पालन करिवो से तपस्या दरकार। किंतु आमे जो अग्नि भितर जाई कि छिड़ा हिजिबा बसी जिबा एवं सेबळे तपस्या करिकि भी कले कि लाभ नाही। जोटा शास्त्र रेकमेंडेड से भला तपस्या करिया पड़ियो। बहुत लोक अछन्ती एकादशी करिवेनी किंतु पूर्णमी रे उपवास करिया सोमवारिया उपवास करिया एई सब रहिछि एटा सब विधि रे नाही। तेणु से सब कले शरीर पई किछि उन्नति हे पारे किंतु भक्ति रे उन्नति किछि हे परिबोनी। सेई पई हमको रेकमेंडेड डेज रेकमेंड शास्त्र अनुसार चलिया पड़ियो। तेणु एटी पुणी से कथा कहिसन्ती जे चैतन्य प्रभु appreciated by Rupa Goswami is the most beneficent man of charity because of love of Krishna which is very difficult to achieve. चैतन्य प्रभु आसिकी हम कृपा करिकी ए जो कृष्ण प्रेमटा बांटी दे गले जोटा कि आम भलिया व्यक्ति को पई एटा माने देवता मानक पई दुर्लभ होउची। आम मानक भलिया भलिया कोन प्राप्त होई परिबा किंतु चैतन्य प्रभु अयोग्यता पात्र को भी योग्यता करिकी देकी गले। तेणु एटी तापर कहउछन्ती जे फॉर द बिगिनर्स इन डिवोशनल सर्विस टू लॉर्ड टेंपल वर्क इज एसेंशियल एंड दिस इज कन्फर्म्ड बाय वैदिक लिटरेचर। तो जे भगवान को हमें विग्रह सेवा काई करछन्ती एनी बिगिनर्स मान को पय दरकार काहे कि से हठात कि भगवान को को रूप रे देखियो जानि परनी बा बुझी परनी भगवान कोन रूप। तने हमें जड़ डिस्कस करथले से दिन जड़ रूप रे बारे जड़ फॉर्म नै छन्ती बट ही इज नॉट जड़।
तो से भले से एठी कहउछन्ति किंतु आ गोटे इंपोर्टेंट श्लोक सदस्य उपनिषद कहउछन्ति एठी जस्य देवे पराभक्ति यथा देवे तथा गुरु तस्यैते कथा ई अर्थ प्रकाशन्ते महात्मनम किमति जस्य देवे पराभक्ति जेमति एटा बहुत इंपोर्टेंट श्लोक जे भगवान को जानिया को हेले गुरुदेव को रोल कोन जति की भक्ति हम जस्य देवे पराभक्ति जेमति देवता बा भगवान को जति भक्ति करूछन्ति जथा देवे तथा गुरु सेति भक्ति गुरुदेव को पड़े तस्यैते ही कथित अर्थ प्रकाशन महात्मनम ताहाले जाइकी ए जो सेही डीप मीनिंग शास्त्र रो बा भगवान को जानिबार जो पोजिशन केवल गुरु को कृपारु जणे जानि परिबो हेटा एठी कहउची जेति गुरु और कृष्ण को गोटे ट्रेन रो दीटा पैरेलल पटरी भलिया धरिया पड़ी जति भक्ति कृष्ण को करिया सेति भक्ति गुरुदेव करिया पड़ी तेणु दी जन को समान पैरेलल करिया पड़ी जस्य देव पर तेणु हमर टीचर कहती जने भक्ति मार्ग रे आसिले एई श्लोकटा जदि जानि नाही ताले से भक्ति मार्ग रे रहिबा डिफिकल्ट अछि एई श्लोकटा जदि एई श्लोक जानि नाही ताले से भक्ति रे रहिबा डिफिकल्ट भक्ति कर परिबनि जस्य देव तथा गुरु जस्य देवे परा भक्ति तथा यथा देवे तथा गुरु तस्यैते कथा अर्थ प्रकाशन महात्मन ताले कोन ना ता पाखरे ता हृदय रु माने माने प्रकाश कहि जीवो कोनटा हेबो ए जो मीनिंग गुडा सब बा भगवान को जानि परियो तस्यैते कथा ई अर्थ बळे जो डिफिकल्ट श्लोक हम बुझी पाउ नांती किंतु एबा बुझिया केमते गुरुदेव को कृपा रु बुझी परिया तस्यैते कथा ई अर्थ प्रकाशन महात्मनम तांको ही रिवील हबो किंतु स्पेकुलेशन करके जने जानि परिबन मेंटल स्पेकुलेशन द्वारा for one who does not take personal training under the guidance of a bona fide spiritual master it is impossible to even begin to understand Krishna the word tu is specifically used here to indicate that no other process can be used can be recommended or can be successful in understanding Krishna तो सेही पई एठी प्रभुपाद देखंतु सब श्लोकर परपट रे ऑलमोस्ट 99 मैक्सिमम परसेंटेज जोटी भी टिके भी चांस मिली जे गुरु ये करे पई प्रभुपाद सेठी पूरा गुरुदेव को इंपोर्टेंस सबले कहि अकिंचन भक्ति किमती कृष्ण को करिवो ना गुरुदेव को गाइडेंस रे आचार्य उपासना तो सेही पई एठी भी से श्लोकटार इंपोर्टेंस से देछन जस्य देव तथा गुरु भगवान को जानिया पहले एमती निज इच्छा जानि परिबोनी गुरुदेव को कृपा जानि परिबो तांको भक्ति कले तेणु या परे विभिन्न ईश्वर भगवान जो सेकंड फॉर्म विषय द्विहात फॉर्म विषय सब कहते एवं तापरे पंचम अध्याय टाइम टार कम अच्छी बट 55 श्लोक जस्ट मीनिंग टे देखिदेवा मत कर्म कृत मत परम मत भक्त संग वर्जित निर्वैरी सर्वभूतेषु येषु माम इति पांडव तेणु my dear Arjun he who engages me in my pure devotion service free from contamination of fruitive activity and mental speculation he who works for me who makes me the supreme goal of life and he who is a friendly to living entity being for certainly comes to me एठी श्लोक रे कि भगवत प्राप्ति हेई पारियो सेटा कहउछन क्वालिफिकेशन कोन भगवत प्राप्ति होआ पई कोन क्वालिफिकेशन ए 55 श्लोक रे कहला गला एटा को कहउछन्ती ए श्लोकटा एसेंस ऑफ भगवत गीता बोली कहले प्रभुपाद भगवत गीतार एसेंस मोस्ट कन्फ्यूजन नॉलेज कहले कोन हला मनमना भव मत भक्त एसेंस कहले कोटा भगवत गीता एसेंस ता कोन एसेंस ऑफ भगवत प्रभुपाद लिखि चंदी जे therefore this verse is considered to be the essence of Bhagavad Gita the Bhagavad Gita is a book directed to the conditioned soul देखो परपट रो माने तात्पर्य जो अनुवाद रो प्रथम ईयर रही मझी रे दु तीनटा लाइन परे एटा को एसेंस ऑफ भगवत गीता कहा जाउची तेणु आमे कहले मत कर्म क्रीन मत परम मत भक्त संग वर्जित निर्वैरी सर्वभूतेषु पांचटा जिंस यदि कहले ताले से मो पाक आसीबो हे पांडव अर्जुन मो पाक आसिया कहले पांचटा जिंस करिया पड़ी तापरे पांचटा जिंस थिबो से आसी परिबो तेणु एटा को एसेंस भगवत गीता कहवा गला कोन तेणु जदि एसेंस भगवत गीता पचाले को श्लोक कहा जीवो 1155 1155 11.55 कोन एटी कहले किमती भगवान को पाई परिबो ना एटी भगवान बतैछन मो पाक आसिया कहले कोन करिया पड़ी पांचटा जिंस करिया पड़ी ताको टिके आपण डिटेल्स पढिबे म एटी बतैछि मत कर्म क्रीन मत परम मत कर्म क्रीन प्रथम होची मो काम कर मत कर्म क्रीन मत मो काम कर ही वर्क्स फॉर मी जे मो पई काम करे भगवान पई मत परम मत श्रेष्ठ माने कन्सिडर मी द सुप्रीम थर्ड होची मत भक्त जे मोरे
मत मोर भक्त हुए तापर कौन ना संग वर्जित मेटेरियल संग संग माने मेटेरियल अटैचमेंट ताको छाड़िबो जे भौतिक आसक्ति छाड़िया पड़िबो निर्वैरी सर्वभूतेषु सब प्राणी मान प्रति जे वैरी भाव जहाँ न थाए समस्त को अजात शत्रु समस्त को सम्मान देखे ये सब हम इति पांडव निश्चय श्योरली आसबे बोली श्योरली यू लेटर मी बोली कहले पांच जिनिस मत कर्म क्रीम मत परम मत भक्त संग वर्जित निर्वैरी सर्वभूतेषु पांचटा ये पांचटा जिनिस जे करिवो ताबार थिबो से निश्चय भगवत भगवत प्राप्ति हे पारिबो तो एठी कहले कृष्ण की सोर्स ऑफ ऑल फॉर्म बोली बैठी विश्व रूप जना पड़ला एवं तापर भगवान काल रूप देखैछन्ती विश्व रूप भितर काल रूप आछन्ती डिवर एवरीथिंग एंड इवन द फॉर्म ऑफ विश्व रूप देखेले तापर दिव्य फॉर्म देखेले तो जना पड़ला कृष्ण होजी सबु फॉर्म रो सोर्स सेकंड कहले एठी जो पांचटा जिस कर्म करिवो एटा को डिटेल्स पे पढिबे पढिले आसीबो एठी जे मत कर्म क्रिया माने कोन प्रभुपाद एठी बतैछन्ती भगवान पे कर्म करिया पड़ियो प्रभुपाद कोन कहछन्ती कृष्ण कर्म कोन एठी दैछन्ती जे किमती प्रभुपाद दैछन्ती एग्जांपल जॉन इंस्टेड ऑफ बिल्डिंग कंस्ट्रक्ट ए बिग बिल्डिंग फॉर हिज ओन सेंस ग्रेटिफिकेशन ही कैन कंस्ट्रक्ट ए नाइस टेंपल फॉर कृष्णा मते बिल्डिंग बनार अछि जदी ताले मु कृष्ण को बड़ बिल्डिंग बनैबी बा मंदिर बनैबी निज बड़ बिल्डिंग बना दरकार ना ही कैन इंस्टॉल डीटी ऑफ कृष्णा एंड अरेंज फॉर द डीटी सर्विस एटा होची कृष्ण कर्म से बोले आउ कृष्ण कर्म कर प्रसाद निज डायरेक्ट पाइबनी भगवान को लगे पाइब वन शुड नॉट बी अटैच टू तापर कर्म कला पर ता फल प्रति आसक्ति रहबनी सेटा होची कृष्ण कर्म सेकंड होची जहा करिवो सब किछि भगवान को जोड़ी करिवो तेनो आमे भगवान को ऑफरिंग करवा जदि इफ वन कंस्ट्रक्ट ए वेरी बिग बिल्डिंग जदि बाय चांस प्रपात क्वेश्चन जने बड़ा बिल्डिंग बने भी देला हां निज पई से निज पई न करी कृष्ण पई कर सेठी दी कर आ सेठी तुमे दास होई रही पारे कि मना नाही माने ना घर करबनी करि परिबो ए घरे किंतु भगवान के मालिक जदि टेंपल करि पाले भलो न करि पाले घर करछो घरे किंतु टेंपल भले रख भगवान को मालिक बनाओ और निजे से दास हिसाब रहो प्रपादी मना कर माने मना को ना दी जेना तुम घर करबनी बा घरे रही परिबनी बोली जदि घर कल बाय चांस ताले कोन करिवो सेठी कृष्ण को सेंटर रख एवं तांकर दास हिसाब रे जेमति मालिक पाखे दास रुए तार गोटे सर्वेंट क्वार्टर अछि तो सिमती ए भी सर्वेंट क्वार्टर भाव रे से रही परिबो सेठी तार गोटे रूम रे से रही परिबो किंतु मालिक होचंती भगवान किंतु आमे कोन करचंती आमे जे घरटा बनाउचंती सेठी कृष्ण को पई माने भक्तन को छड़ा अन्य कोन करचंती कृष्ण पई रूम करना पूजा रूम नाही से कोन करचंती माने होय तो डाइनिंग हॉल टा जे बड़ होइतो ड्राइंग हॉल टा बड़ होइतो एवं अमेरिका रे होची बाथरूम टा बहुत बड़ तो एई भलिया एबे किचन भी कांसेप्ट उठी गलानी आ माने 3 बीएचके रो केयर भी नाही किचन उठी जाउची पूजा रूम नाही तेणु हमर भगवान को पई कोन दरकार किछि नाही बा जदि भी किछि रखिले गोटे कोण रे किछि गोटे अल्प जगह नै कि हम रखि दोचंदी एक्चुअली भगवान जे मालिक तेणु तांको पई घरटा कले भी जदि ताहले आगो मालिक पई सब रहइबो मालिक पई घरटा होची आमे दास हिसाब रही परिया प्रॉपर एठी से कथा कहउचंदी एठी तेणु हेटा होची कृष्ण कर्म वन कैन कल्टिवेट ए गार्डन जदि गडी गार्डन करियार अछि जनको इच्छा अछि ताले गार्डन करो तुलसी लगाओ सेठी बोले प्रपात कहले तुलसी लगानो तुलसी लीव्स भगवान को प्रिय पत्र पुष्प फलम तुम भगवान को अर्पण करि पारियो तेणु एठी कृष्ण कर्म विषय जहाँ करियो भगवान को सेंटर अछि करिया पे प्रपात कहले नेक्स्ट कहले मत परम मते श्रेष्ठ करी माने मु होजी श्रेष्ठ एवं मु होजी सुप्रीम अवार्ड भगवान कर धाम होची गोलोक वृंदावन तेणु ये ब्रह्मलोक ब्रह्म ज्योतिर ऊपर सब गोलोक वृंदावन कृष्ण लोक तेणु आ मोर भक्त जी हम सी कौन कर मत भक्त होची माने चैंटिंग हियरिंग श्रवण कीर्तन स्मरण बंदन ये नवांग भक्ति जन प्रैक्टिस करा दरकार बोली प्रभुपाद कहले संग वर्जित बहुत सिग्निफिकेंट माने कौन ना डिसोसिएट हिमसेल्फ फ्रॉम पर्सन्स हु आर अगेंस्ट कृष्णा संग त्याग सतवृत्ते देखा संग त्याग माने जो माने भक्त नुहंती तांकर ये ठार के दूरे रहा पड़ो सहित हार्ट रो ओपन करबनी बा किसी हृदय कथा बेसी शेयर करबनी आम जति मिनिमम मिसिया कथा मिनिमम मिसिलु बास सेति किंतु तांकर सहित हमर बेसी किसी इंटरेक्शन नाही जति मिनिमम इंटरेक्शन not only one he has the atheistic person against Krishna but also
आर दोज हु आर अट्रैक्टेड टू फ्रिटी जे सकाम कर्मी ज्ञानी एମାନଙ୍କ सहित भी हमर बेसी रिलेशनशिप रहबा हम भक्त सहित संपर्क रखा दरकार तेणु तेणु भक्ति समृद्धि सिंधु 1:11 रे जो शुद्ध भक्ति विषय कहले कौभଳିଆ ହେଇବା दरकार अन्याय भयसित शून्य ज्ञान कर्मादि अनावृतम अनुकूलन कृष्णानुशीलन भक्ति उत्तम उत्तम भक्तिर डेफिनेशन एटी दिया गला अन्याय भयसित किसी अन्य अभिलाष नहीं डिजायर नहीं ଏବଂ ଜ୍ଞାନ କର୍ମରୁ ଅନାବୃତ ଡିଟାଚ ହେବାକୁ ପଡିବ ଯେମିତି କହିଲେ କେମିତି ଡିଟାଚ ହବ ସଂଘ ବର୍ଜିତ ସେମିତି ଖାଲି ମାନେ ମେଥଡ୍ ପିପଲ ନାହିଁ ଏଇ ସବୁ ସୋକଲ ଜ୍ଞାନୀ ସୋକଲ ଜ୍ଞାନୀ ୟାଙ୍କଠାରୁ ବି ଆମେ ଦୂର ହେବାକୁ ପଡିବ ତାହେଲେ ଯାଇକି ଭକ୍ତ ସଙ୍ଗେ ମିଶିବାକୁ ପଡିବ ଭକ୍ତ ଏବଂ ଅନୁକୂଳ ଭାବରେ ଅନୁକଳ୍ପ ପ୍ରତିକୂଲ୍ୟସ ବର୍ଜନମ ଅନୁକୂଳ ଯୋଉଟା ଭଗବାନ ପ୍ରତି ଅନୁକୂଳ ସେଇଟା କରିବା ଫେଭରେବଲ ଯୋଉଟା ପ୍ରତିକୂଳ ଅଛି ସେ ଜିନିଷକୁ ଆମେ ବର୍ଜନ କରିବାକୁ ପଡିବ ମାନେ ସ୍ୱରାଙ୍ଗ ସରଳଗତିର କଥା ଯୋଉଟା ଅଛି ତାପରେ निर्वैरी सर्वभूत जन भक्त समस्त प्रति समान भाव रखी था समस्त को से फ्रेंड बोली माने क्या शत्रु बोली माने ना तेणु ए डिवोटी सिचुएशन कृष्ण का नो दैट ओनली डिवोशनल सर्विस टू कृष्ण कैन रिलीव ए पर्सन तो से प्रार्थना कौन करिवो ताको आनी जे भक्ति रे मार्ग रे जुड़िया पे चेष्टा करिवो जदि जने जन को शत्रु जन को शत्रु नुहे से शत्रु नुहे ताले से ताको आनी भक्ति मार्ग रे जुड़ियाटा होची तार प्रथम कर्तव्य जदि से न जुड़िला से ताको कौन कौन भाइलेंस कर प्रभुपाद 13 अध्याय भी कहते तेणु आम जदि भक्ति कर भक्ति एनकरेज करा पड़ो ना आम प्रति ईर्षा भाव कर भल पाऊना तेणु सिमिलारली एग्जांपल केमती जीसस क्राइस्ट केमती लाइफ टाकू माने से प्रचार कले कि जो को प्रचार कले से भी क्रुशविद्ध करते प्रहलाद महाराज हरिदास ठाकुर समस्ते सब भक्त ने अच्छा से निज जीवन को केमती जलांजलि प्रभुपाद कहते तेणु भक्ति आगे आसिले आम चुपचाप बस निर्जन भजन करवाटा आम प्रযোज्य नुहे माने आम जो लेवल अच्छा तेणु हर भक्त निर्जन भजन चलो कि आम निर्जन भजन कले हेनी तेणु दी प्रकार भक्त अच्छा गोटे जी भजन आनंदी आ गोष्ठी आनंदी तेणु आम गोष्ठी आनंदी हबार अच्छी भजनानंदी खाली हेनी आम से पैसा पहुँचले भजनानंदी हो पार जदि किंतु आमको एबे गोष्ठी आनंदी प्रचार प्रचार प्रसार रे लगे पड़ो therefore the highest benefit one can render to human society is relieving one's neighbor from all material problems जने नेबर को यदि मेटल प्रॉब्लम हटाया पड़ो तो स्पिरिचुअल फॉर्म रे आनी स्पिरिचुअल रे लगाया पड़ो in such a way pure devotee engaged in service of Lord now we can imagine how merciful Krishna is to those who engage in his service risking everything for him प्रभुपाद जी बार बार कहते जो माने भगवान को नाम प्रचार करने प्रहलाद महाराज हरिदास ठाकुर केते बेतमाड़ पड़ला तथापि से कहले मु हरिनाम छाड़बी ना तेणु मोर शरीर को लक्ष लक्ष खंड करदेले भी प्रति खंडटा हरिनाम करियो तेणु इन such a way pure devotees engage in service therefore it is certain that such persons must reach the supreme planet after leaving the body जोटे 18 अध्याय पुणी आसीबो एदम परम ज्ञ मद भक्तेषु अभिदर्शति भक्तिमयी परम कृत्वा माम अवशेषि असंशय ये भक्ति करिकि जे अन्य पाखरे भक्ति को पहुंचाए से मो पाखु निश्चय आसीबो तार भक्ति हबो एवं से मोर धाम को निश्चय आसीबो बोली भगवान कहछन्ति तो एटा बहुत इन समरी universal form of Krishna which is temporary manifestation and the form of time which devours everything and even the form of Vishnu 400 have all been exhibited by Krishna thus Krishna is the origin of all the manifestation माने से कहछन जे कृष्ण भाव सब रूप आसी बोली एठी कृष्ण प्रूफ करी देखाई देले इट इज नॉट दैट कृष्ण इज मैनिफेस्टेशन ऑफ द ओरिजिनल विश्व रूप और विष्णु कृष्ण इज ओरिजिन ऑफ ऑल फॉर्म्स देयर आर हंड्रेड्स एंड थाउजेंड्स ऑफ विष्णुस बट फॉर अ डिवोटी नो फॉर्म ऑफ कृष्ण इज इंपॉर्टेंट बट द ओरिजिनल फॉर्म 200 श्याम सुंदर in the Brahma Samhita it is stated that those who are attached to Shyam Sundar form of Krishna in love and devotion can see him always within the heart and cannot see anything else. One should understand therefore that the purport of this 11th chapter is that the form of Krishna is essential and supreme. Krishna ka form is essential and supreme. Thus and the Bhakti the purport to the 11th chapter of this Srimad Bhagavad Gita in the matter of the universal form. तेणु श्रीकृष्ण रूप देखा कथा हूँ सब रूप मो पाख तेणु हरे कृष्ण तो काली आम पुणी चेष्टा करवा मिसवा डिस्कस करने जदि कार किसी रियलाइजेशन थाए
ତ ଆପଣଙ୍କର ସେୟାର କରିପାରିବେ 5 ମିନିଟ୍ ଭିତରେ, କାରଣ ତାପରେ ମୋର ଅନେକ ସେବା ଅଛି। ହରେ କୃଷ୍ଣ। ତେଣୁ ମୁଁ ଟିକେ ମ୍ୟୁଟ୍ ଆଉ ଭିଡ଼ିଓ ଅଫ୍ କରୁଛି, ବଟ୍ ଆଇ ୱିଲ୍ ବି ଲିସନିଂ। ପ୍ଲିଜ୍ ଇଫ୍ ୟୁ ଆର୍ ହେଭି ସେୟାର ସମଥିଙ୍ଗ ପ୍ଲିଜ୍ ଟେଲ୍। ପ୍ରଭୁଜୀ କାଲି 12ଟା ସରିଯିବ ବୋଧେ? ଚେଷ୍ଟା କରିବା, ଭଗବାନଙ୍କର ଇଚ୍ଛା। ଆମ ଆଜ୍ଞା ଇଚ୍ଛାରେ କିଛି ଚାଲୁନି। ଆଜ୍ଞା ପ୍ରଭୁଜୀ 12ଟା ଭଗବାନଙ୍କର କମ ଶ୍ଲୋକ ଅଛି ତ? ଭଗବାନଙ୍କର ଆଜ୍ଞା ଇଚ୍ଛାରେ ସବୁ ହବ। କେତେବେଳେ ଗୋଟେ ଶ୍ଲୋକକୁ ବହୁତ ସମୟ ପଳେଇଯିବ, କେତେବେଳେ 10ଟା ଶ୍ଲୋକକୁ କମ ସମୟ ହେଇଯିବ। ଆଜ୍ଞା ତ ପ୍ରଭୁ କୃଷ୍ଣଙ୍କର ପ୍ଲାନ୍ ସେଗୁଡ଼ା ସବୁ, କୃଷ୍ଣ's ଆଜ୍ଞା ପ୍ଲାନ୍। ପ୍ରଭୁଜୀ We ହଁ will try, but Krishna's plan will always prevail. ଆଜ୍ଞା ପ୍ରଭୁଜୀ ଆଜ୍ଞା। ପ୍ରଭୁଜୀ ହଉ, ଥ୍ୟାଙ୍କ ୟୁ। ହରେ ହଁ ହଁ ପ୍ରଭୁଜୀ ଗୋଟେ କ୍ୱେଶ୍ଚିନ୍ ଭାଗବତମରୁ ଅଛି କିନ୍ତୁ ୟା ସାଙ୍ଗରେ ରିଲେଟେଡ୍ ଅଛି, ପଚାରି ପାରିବି ପ୍ରଭୁଜୀଙ୍କୁ? ହଉ, ପଚାରନ୍ତୁ ପଚାରନ୍ତୁ। ହରେ କୃଷ୍ଣ। ପ୍ରଭୁଜୀ ଗୋଟେ ଆଜି ମୁଁ ଗୋଟେ ମାନେ ସକାଳେ ଗୋଟେ କ୍ଲାସରେ ଥିଲା, ସେଇଥିରେ ଶ୍ଲୋକରେ କୁହାହଉଛି 2.9.33 ରେ, ତ ସେକେଣ୍ଡ ସ୍କନ୍ଧରେ, ତ ସେଇଠି ଗୋଟେ ସେଣ୍ଟେନ୍ସ ଅଛି କି ସବୁ ଅକ୍ଷର ଏବଂ କ୍ଷର ଯେତିକି ବି ମାନେ ଭଗବାନଙ୍କ ରୂପ ଅଛି ସେଇ ସବୁର ସୋର୍ସ ମୁଁ। ତ କ୍ଷର ଆଉ ଅକ୍ଷର ମାନେ ପ୍ରଭୁଜୀ, କ୍ଷରଟା ହଉଛି ତାଙ୍କର ଶାଶ୍ୱତ ରୂପ, ସରି କ୍ଷରଟା ହଉଛି ଟେମ୍ପୋରାରୀ ଆଣ୍ଡ ଅକ୍ଷରଟା ହଉଛି ତାଙ୍କର ଶାଶ୍ୱତ ରୂପ, ଯୋଉଟା ମାନେ ବିଷ୍ଣୁ ରୂପ। ତ କଣ ସରି ସେଟା ତ୍ରିଭଙ୍ଗୀ ରୂପ। ତ କଣ ଯୋଉ କ୍ଷର ରୂପଟା ମାନେ ଏଇ ଯୋଉ ଆମର ଏଇଟା ଯୋଉ କହିଲେ ପ୍ରଭୁଜୀ, ପୁରା ଯୋଉ ମାନେ ବିଶ୍ୱବ୍ରହ୍ମାଣ୍ଡ ରୂପ ଯୋଉଟା ଦେଖିଲେ ବିଶ୍ୱ ରୂପଟା, କାହିଁକି ଏଇଟା ଡିସ୍କସ୍ କରିବା କାଲି। କ୍ଷର ଅକ୍ଷର ଭିତରେ ଡିଫରେନ୍ସ ଅଛି। କ୍ଷର ମିନ୍ସ ଫେଲିଏବୁଲ, ଅକ୍ଷର ମିନ୍ ଇନଫେଲିଏବୁଲ। ତ କାଲି ଦି ପ୍ରକାର, discuss ହଁ, ମାନେ ବଦ୍ଧ ଜୀବ ଆଉ ନିତ୍ୟ ମୁକ୍ତ ଜୀବ। ତ ଯୋଉ ଶୁଦ୍ଧ ଭକ୍ତ ସେମାନେ ହଉଛନ୍ତି ଅକ୍ଷର, ଆମେ ହଉଛନ୍ତି ଫେଲିଏବୁଲ, ମାନେ ହଉଛନ୍ତି ବଦ୍ଧ ଜୀବ। ତେଣୁ ସବୁ ଏଇଟା ରୂପ ଭଗବାନଙ୍କର ନୁହେଁ, ଏଇଟା ହଉଛି ମାନେ ଜୀବ ମାନଙ୍କ ପାଇଁ କ୍ଷର ଆଣ୍ଡ ଅକ୍ଷର। ଭଗବାନ ବି ଅକ୍ଷର, ଭଗବାନ କେବେ ଫେଲିଏବୁଲ ନୁହନ୍ତି, ଇନଫେଲିଏବୁଲ। ବଟ୍ ଶୁଦ୍ଧ ଭକ୍ତ ବି ଇନଫେଲିଏବୁଲ, ଆଉ ଆମେ ହଉଛନ୍ତି ଫେଲିଏବୁଲ। ତେଣୁ ଏଇଟା କାଲି ଆଉ ଟିକେ ଡିଟେଲ ଡିସ୍କସ୍ କରିବା ଏବେ। ଆଜ୍ଞା ପ୍ରଭୁଜୀ, ହରେ ଆଜ୍ଞା କୃଷ୍ଣ। ପ୍ରଭୁଜୀ ହଉ, ଥ୍ୟାଙ୍କ ୟୁ। ମୁଁ ଟିକେ ରଖୁଛି ଏବେ। ଆଜ୍ଞା ଆଜ୍ଞା, ପ୍ରଭୁଜୀ। ହରେ ହରେ କୃଷ୍ଣ କୃଷ୍ଣ ପ୍ରଭୁଜୀ, ଦଣ୍ଡବତ ପ୍ରଭୁଜୀ, ପ୍ରଣାମ। ଦଣ୍ଡବତ ପ୍ରଣାମ। ଦଣ୍ଡ